So hello everyone, welcome to the new episode of the Unsalted Talk. আজি ଆମ ସାଙ୍ଗରେ ଅଛନ୍ତି ମୋ ପ୍ରିୟ ମିତ୍ର ଆଦିତ୍ୟ ପାତ୍ର। ଏଇଟା ବୋଧେ ସେକେଣ୍ଡ ଓଡ଼ିଆ ପଡକାଷ୍ଟ ଆମେ କରିଛୁ ପୁରା ସିରିଜରେ। ଫର୍ଷ୍ଟ ଆମେ ଆଶୁତୋଷ ସାଙ୍ଗରେ କରିଥିଲୁ ଯୋଉ କଲେଜର ଫ୍ରେଣ୍ଡ, ଆଉ ଆଜି ଆମେ କରିଛୁ ଆଦିତ୍ୟ ସାଙ୍ଗରେ। ବୋଥ୍ ଆର୍ ଏ। ତ ଆଦିତ୍ୟ, କ'ଣ ହଁ ଚାଲିଛି କ'ଣ ଖବର? କିଛି ନାହିଁ, ସେମିତି ଚାଲିଛି। ଦୁଃଖେ ସୁଖେ ଜୀବନ ଚାଲିବା କଥା, ଆଉ କଣ। ଆଉ ହଁ ଏଇଟା କୋଉଠି, ଘରେ ନା କୋଉଠି? ହଁ, ଘରେ ଅଛି। ଆଉ କଣ। ହୁଁ। ଆଉ ଖାଲି ବୁଲିବାର ପ୍ରୋଗ୍ରାମ ଅଛି ବୋଲି ଆଜି ସେଡ୍ୟୁଲ କରାହେଇଛି ଏଇଟା। ଆଉ କେତେ ବୁଲା ହଁ ହଉଛି, ଫଟୋ ଦେଖା ହଉଛି, ବୁଲା ହଉଛି ଆଦି ତ ପୁରା ଆଉ। ଆଉ କ୍ଲାସ ଆରମ୍ଭ ହେଲାଣି ନା କଣ? ହଁ, କ୍ଲାସ ଆରମ୍ଭ ହେଲାଣି। ହୁଁ ଏବେ ସତ। ବ୍ରେକ୍ ଅଛି। ଥାର୍ଡ ସେମିଷ୍ଟର ସରିଛି, ବ୍ରେକ୍ ଅଛି। ଆଚ୍ଛା, ଆରମ୍ଭ କେବେ ହଉଛି ଫେର ଫୋର୍ଥ? 15 ରୁ। 15 ରୁ ତ ସରିଲା କେବେ ଏକ୍ସାମ ତାହେଲେ? ସରିନା ଏକ୍ସାମ। ମାନେ ସରି ନାହିଁ ଏବେ ଯାଏଁ? କଲେଜ ଖୋଲିଲେ ଦିଟାକ ହବ। କେତେ ରଖିଛି ତମେ? ଅନଲାଇନ କରୁଛ ତ? ଏବେ ଅନଲାଇନ ହେଇଥିଲା ସେକେଣ୍ଡ ସେମ୍। ଆଚ୍ଛା। ତ ଥାର୍ଡ ସେମ୍ ଆଉ ଫୋର୍ଥ ସେମ୍ କହୁଛନ୍ତି ଅଫଲାଇନ କରିବେ କଲେଜ ଖୋଲିଲା ପରେ ଏକା ସାଙ୍ଗରେ। ତ ଥାର୍ଡ ତମର ହେଇଛି କି ହେଇନି ଏବେ ଯାଏଁ ମତେ କହ? କୋର୍ସ ସରିଗଲାଣି, ଆଚ୍ଛା, ବଟ୍ ଖାଲି ଆଉ ଏକ୍ସାମ ଏକ୍ସାମ ହବାର ଅଛି। ମାନେ ଏଣ୍ଡ ସେମ୍ ଏକ୍ସାମ ଟା ହେଇନି କହ? ନା, ଏଣ୍ଡ ସେମ୍ ଏକ୍ସାମ ହେଇନି। କୋର୍ସ ଓହୋ ସରିଗଲାଣି, ସବୁ କିଛି ସରିଗଲାଣି। ହଁ ହଁ ଭାଇବା ହଁ। ସରିଗଲାଣି, ପ୍ରାକ୍ଟିକାଲ ସରିଗଲାଣି, ଖାଲି କୋର୍ସ ମାନେ ଯୋଉ ଏଣ୍ଡ ସେମ୍ ବାକି ଅଛି। ଭାଇ ସବୁ କଲେଜରେ କେତେ ୱିୟର୍ଡ ଜିନିଷ ହଉଛି ଭାଇ। ହେଁ? ଆଉ ତମର? ତମର? ଆମର ସରିଲାଣି, ଥାର୍ଡ ସରିକି ଏନା ଫୋର୍ଥ ଆରମ୍ଭ ହେଇଛି, 2-3 ଦିନ ହେଲାଣି ଜଷ୍ଟ ଓହୋ। ଚାଲିଛି ଆଉ। ହୁଁ। ଆଉ କ'ଣ କରିବା, ଏମିତି ଆଉ। ଅନଲାଇନରେ ତ ପାଠ ପଢା ଯୋଉ ହଉଛି। ତ ହାଉଜ ଅନଲାଇନ ଏକ୍ସାମ୍ସ ଆଣ୍ଡ ହାଉଜ ଅନଲାଇନ ସିଷ୍ଟମ୍ସ କେମିତି ଅଛି କହ ତୋ ହିସାବରେ ସିଷ୍ଟମଟା? ଅନଲାଇନ ହୁଁ। ମତେ ଲାଗୁନି ଏତେ ଭଲ ବୋଲି। ଅନଲାଇନରେ ତ ଏତେ ପିଲା ପାଠ ପଢୁନାହାନ୍ତି, ସମସ୍ତେ କିଏ କ୍ୟାମେରା ଆଉ ମାଇକ୍ ଅଫ୍ କରିକି ଶୋଇ ପଡିବା କଥା ଅନ୍ କରିକି। ଆଉ କିଛି ନାହିଁ। ହଁ, କୋଉଟା ତମର, କୋଉଠି ଜୁମ ରେ ହଉଛି, ଗୁଗଲ ମିଟ କୋଉଥିରେ ହଉଛି? ଅଧା ଜୁମ ରେ ଅଧା ଗୁଗୁଲ ମିଟ ରେ ହଉଛି। ସେଇଥିରେ ବି ମାନେ ୟୁନିଫିକେସନ ନାହିଁ। ନାଇଁ, କିଛି ନାହିଁ। କଲେଜ ବାଲା କିଛି କହିନାହାନ୍ତି ନା, ଟିଚର ମାନେ ତାଙ୍କ ହିସାବରେ କରୁଛନ୍ତି। ଆଚ୍ଛା, ତ ଟାଇମ ଟେବୁଲ ଫିକ୍ସ ଅଛି କି ସେଇଟା ବି ମାନେ ଟିଚର ହିସାବରେ କି ହଁ ଆଜି କହିଲା ହଁ କାଲି କୋଉ କ୍ଲାସ? ନା, ଟାଇମ ଟେବୁଲ ଫିକ୍ସ ଅଛି, କିନ୍ତୁ ଆଚ୍ଛା, ମଝିରେ ମଝିରେ ଟାଇମ ଟେବୁଲ ଚେଞ୍ଜ ହେଇଯାଏ ଟିଚରଙ୍କ ହିସାବରେ ଆଉ। କନଭିନିयନ୍ସ ହିସାବରେ ନା? ଆଚ୍ଛା ଆଚ୍ଛା ଆଚ୍ଛା, ତ ବ୍ରାଞ୍ଚ କୋଉଟା? ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ଇଞ୍ଜିନିୟର। ତ ଇଣ୍ଟରେଷ୍ଟ ଥିଲା ନା କୋଉ ହିସାବରେ ବ୍ରାଞ୍ଚ ପ୍ରିଫରେନ୍ସ ଟା, ମାନେ ଚଏସ ଟା ସରି? ଚଏସ ଟା ସେମିତି ତ କିଛି ଇଣ୍ଟରେଷ୍ଟ ନଥିଲା। ହଁ। ହଁ, ଜଷ୍ଟ ରାଙ୍କ ହିସାବରେ ଯାହା ମିଳିଲା ତ ଯିବା କଥା ଆଉ। ଓହୋ ହୋ ହୋ, ଏଇଠୁ ବୁର୍ଲାରେ ଅଛି ନା? ହଷ୍ଟେଲରେ ନା ହଁ, କୋଉଠି? ବୁଲ ହଷ୍ଟେଲରେ ନା କୋଉଠି? ହଷ୍ଟେଲ ହଷ୍ଟେଲ ହଷ୍ଟେଲ। ହଷ୍ଟେଲ କେମିତି ଅଛି? ହଷ୍ଟେଲ ଚଳିବ। ଏବେ ଫାଷ୍ଟ ଇୟର ତ ଅଲଗା ସେପାରେଟ ହଷ୍ଟେଲ, ସେକେଣ୍ଡ ଇୟର ଗଲା ପରେ ହୁଁ। ତ ମିଶିକି ଥାର୍ଡ ଫୋର୍ଥ ମିଶିକି ରହିବୁ, ସେତେବେଳେ ଜଣା ପଡିବ। ସେଇଟା ବି ଏଇଟା ତ କଲେଜ ଓଭରଅଲ ରିଭ୍ୟୁ ଯଦି କରିବୁ କେମିତି ତୋ ହିସାବରେ? ଠିକ ଠାକ ଅଛି। ପଢା ଏକାଡେମିକ୍ସ ଚଳିବ। ହିସାବରେ କେମିତି ଅଛି? ଚଳିବ ଚଳିବନି ତତେ କଣଟା ଭଲ ଲାଗିଲା, କଣଟା ଖରାପ ଲାଗିଲା କହ, ଓପନଲି କହ, କିଛି ଅସୁବିଧା ନାହିଁ କହ। ଆକାଡେମିକ୍ସ ଭଲ ଅଛି, ମାନେ ଏମିତି ହୁଁ ନାହିଁ ଯେ ଟିଚର ଗୋଟେ ଗୋଟେ ଅଛନ୍ତି ଖରାପ ପଢଉଛନ୍ତି, ଗୋଟେ ଗୋଟେ ହୁଁ ଭଲ ପଢଉଛନ୍ତି। ହୁଁ ହୁଁ ହୁଁ। ତାପରେ ଗୋଟେ ଟିଚର, ଆଉ ସବୁବେଳେ ତ ସବୁ ଟିଚର ପଢେଇ ପାରିବେନି, ନିଜ ହିସାବରେ ବି ପଢିବାର ଅଛି। ସେଇଟା ସେଇଟା ଟିଚର ତ ସେଇଟା ସବୁ ପଢେଇ ପାରିବେନି, ହୁଁ ନିଜେ ଆସିକି ରୁମରେ ବି ପଢିବାର ଅଛି। ହୁଁ ସେମିତି ଓଭରଅଲ କହିଲେ ଠିକ ଠାକ ଅଛି। ଗୋଟେ ଟିଚର ତ ଭଲ ନାହାନ୍ତି ଜମାରୁ, ଗୋଟେ ଟିଚର ତ କିଛି ପଢଉନାହାନ୍ତି, ହୁଁ ନିଜେ ହୁଁ ପଢିବାକୁ ପଡୁଛି ସବୁ କିଛି। ହୁଁ ସେମିତି ଆଉ। ସେଇଟା ବି ତମର କେମିତି କଣ? ଚାଲିଛି ସବୁ ସେମ୍। ମତେ ଲାଗୁଛି ସବୁ କଲେଜରେ ସେମ୍ ହି ସିଷ୍ଟମ, କି ମାନେ ଗୋଟେ ଦିଟା ଟିଚର ହେମିତି ଭଲ, ଗୋଟେ ଦିଟା ଖରାପ, ସେମିତି ଆଉ କଣ ନିଜେ ନିଜେ ସବୁ ଚଳା ହଁ ହୁଏ ଆଉ। ସ୍କୋପ କେମିତି ହଁ ଅଛି କହ ମତେ, ମାନେ ଆଉଟସାଇଡ ଉପରେ? ଯେମିତି ସପୋଜ ତୁ ଗୋଟେ ଟିଚର ଭଲ ପଢେଇଲାନି ଗୋଟେ ସବଜେକ୍ଟ ସପୋଜ, ତ ତୋ ହଁ ପାଖରେ ଅପସନ୍ସ କଣ କଣ ସେଇଠି ରହିବ କି ତୁ କେମିତି ପଢିପାରିବୁ? ତୁ ମାନେ ଲାଇବ୍ରେରୀଜ ବୁକ୍ସ, ମାନେ ମୁଁ ସେଇ ହିସାବରେ ପଚାରୁଛି କି ହଁ ତୁ ଲାଇବ୍ରେରୀ ଯାଇକି ପଢିପାରିବୁ, ତୋ ହଁ, ପାଖେ ବୁକ୍ସ ସବୁ ଅଛି ସବୁ। ତାପରେ କହୁଥିଲି। ଯେମିତି ଗାଇଡେଡ କ୍ଲାସ ହଉଥିଲା ଆମର 12th ରେ, ସେମିତି କିଛି ଅଛି ନା କେମିତି କଣ ହଁ। ସିଷ୍ଟମ? ନା ନା, ଆମର ଏଇଠି କିଛି ଏମିତି ନାହିଁ। ଖାଲି ଟିଚର ପଢେଇଲେ ଯେତେବେଳେ ଡାଉଟ ହେଲା ଟିଚରଙ୍କୁ ପଚାରି ପାରିବ। ହୁଁ ହୁଁ ନହେଲେ ହୁଁ ଏମିତି ଅଲଗା ବାହାରେ ତ ଏତେ ମୁଁ ଜାଣିନାହିଁ, ବାହାରେ କଣ ଟିଚର ଟିଉସନ ଫିଉସନ ହଉଥିବ ଜାଣିନାହିଁ। ହୁଁ 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 ତ ହୁଁ। ଆମର ମେନ୍ ସୋର୍ସ ହଉଛି ୟୁଟ୍ୟୁବ। ଆଚ୍ଛା ଆଚ୍ଛା। ୟୁଟ୍ୟୁବ ରୁ ଯାହା ପାଠ ପଢା ଯାହା ନ ବୁଝି ପାରିଲେ, ଆଚ୍ଛା ଉପରେ ଆଚ୍ଛା। ଏତେ ରିଲାଏ କରିବା କଥା ନୁହଁ। ହଁ ହଁ ହଁ। ଯାହା ନାଇଁ ହେଲା ୟୁଟ୍ୟୁବରେ ଲାଇବ୍ରେରୀରୁ ହଁ ବହି ଆଣିବେ, ନହେଲେ ହଁ ହଁ ହଁ। ୟୁଟ୍ୟୁବ ରେ, ନହେଲେ ଲାଇବ୍ରେରୀ ଉପରେ ବହି ଆଣି ପଢିବା କଥା। ୟୁଟ୍ୟୁବ ତ ମାନେ ନହେଲେ ସବୁ ଟପର ଟପ ନହେଲେ ହୁଁ। ଟପର ପିଲାଙ୍କଠୁ ବୁଝିବା କଥା ଆଉ। ତମ ପରି ଟପର ପିଲାଙ୍କଠୁ ବୁଝିବା ଏ କଥା ଆଉ। ଭାଇ କି ଟପର ପିଲା, କିଛି ଟପର ନାହିଁ। ଆଚ୍ଛା, ଟପର ମନେ ପଡିଲା, ଗ୍ରେଡ କେମିତି ଆସିଛି କହ ଇଲେକ୍ଟ୍ରିକାଲ ରେ? ଠିକ ଠାକ ଅଛି। ଫାର୍ଷ୍ଟ ସେମିଷ୍ଟର ଏତେ ଭଲ ଆସିନଥିଲା, ସେକେଣ୍ଡ ହୁଁ। ସେମିଷ୍ଟର ଚଳିବ। କେମିତି ମାନେ କୋଉ ଗୋଟେ ସେକେଣ୍ଡ ଆଭରେଜ କେତେ, 8 ଉପରକୁ? ଟୋଟାଲ ଫାର୍ଷ୍ଟ ଇୟରରେ 8.2 ଆସିଛି।
अच्छा टोटल फर्स्ट ईयर रे फर्स्ट अच्छा इयर हाँ फर्स्ट इयर सेकंड हेई नथियो ना एना तो रेजल्ट भी बाहर नथियो हाँ 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 ସେ- हाँ हाँ मोर भी सेतिକି ଅଛି ହଁ କିଛି ସେଇଟା ଅଛି ହଁ। ସିଜିପିଏ ତ ସେଇଟା ତମେ ମାନେ ଟପର ତ ଲୋକ ତମର ତ ଅଧିକ ରହିଛି ନା କିଏ କିଏ ଟପର ଲୋକ କିଛି ଟପର ଲୋକ ନୁହେଁ ଭାଇ କିଛି ନାହିଁ ହଁ। ସମସ୍ତଙ୍କ ଗ୍ରେଡ ହେନ୍ତି ଅଛି ଗ୍ରେଡ ମେନ୍ ଡିଫରେନ୍ସ କଣ ତତେ ଲାଗେ କି ମାନେ କଲେଜରେ ପଢା ଆଉ ପ୍ରିପରେସନ ହଉ ଏକ୍ସାମ୍ସ ହଉ ତା କମ୍ପାରିଜନ ମାନେ 12th କମ୍ପାରିଜନ କେମିତି ଲାଗେ କଲେଜରେ ଏତେ କିଛି କିଏ ଗାଇଡ କରନ୍ତିନି ଯେହେତୁ ମୁଁ ହଁ ଗଭର୍ଣ୍ଣମେଣ୍ଟ ରେ ପଢୁଛି ହଁ 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 ଯେମିତି କିନ୍ତୁ 12th ରେ ଯେତେବେଳେ ପଢୁଥିଲି ଭଲ ଗାଇଡାନ୍ସ ମିଳୁଥିଲା ହୁଁ ହୁଁ ସବୁ କିଛି ଟିଚର ମାନେ କହୁଥିଲେ ଏମିତି କଲେ ଠିକ ହବ ହୁଁ ଏଠି ହୁଁ ତ କିଏ କିଛି କହିବାକୁ ନାହିଁ ନିଜ ହିସାବରେ ଯାହା କରିପାରିବ ହୁଁ ନିଜେ ଯାହା କରିପାରିବ ସେୟା ସିରିୟସନେସ୍ ୱାଇଜ କେମିତି ସିରିୟସନେସ୍ ଟିଚର ମାନଙ୍କର କିଛି ନାହିଁ ଷ୍ଟୁଡେଣ୍ଟ ମାନଙ୍କର ଯାହା ହବା କଥା ସିରିୟସନେସ୍ ତତେ କଣ ଲାଗୁଛି କୋଉଟା ମାନେ କମ୍ଫର୍ଟେବଲ ତୋ ଲାଗି କୋଉଟା କମ୍ଫର୍ଟେବଲ ମାନେ ସିରିୟସ ଏନଭାୟରନମେଣ୍ଟ ଏବେ କଲେଜରେ ଅଛି କି ନାହିଁ ତୋ ହିସାବରେ ମାନେ ତୋ ପଢା ହିସାବରେ ଟିଚର ତ ଛାଡ ଦେ ହଁ ମୋ ପଢା ହିସାବରେ ନାଇଁ ମୁଁ ସିରିୟସ ମୁଁ ନାହିଁ ଏଇଟା ମୁଁ ଫିଲ୍ ସିରିୟସ କଲି ନାହିଁ ମୁଁ ଏଇଟା ଫିଲ୍ କଲି କଲେଜରେ ଯାଇକି ଇଟ୍ ଇଜ ଭେରି ଡିଫିକଲ୍ଟ ନା ସିରିୟସ୍ ହବାର ହଁ ମାନେ ସିରିୟସ୍ ରହିବା ଷ୍ଟାର୍ଟିଂ ସବୁ ହଁ ସେମର ଷ୍ଟାର୍ଟିଂ ଟିକେ ରହିବ କି ହଁ ଟିକେ କରିବା ଅଛି ସେମରେ ରେଜଲ୍ଟ ଭଲ କରିବା ଅଛି ବାକି ତାପରେ ଏତେ ପିଲା ମିଶିଗଲା ପରେ ବାସ୍ ଏତେ ପିଲା ମିଶିଗଲା ପରେ ଚାଲ ନା ଚାଲ ସେମିଷ୍ଟର ପୂର୍ବ ଦିନ ଦେଖା ହବ ବାସ୍ ସେଇଟା ଆଉ ପିଲା ଏକା ସବୁ କେମିତି ଅଛନ୍ତି ଫ୍ରେଣ୍ଡସ୍ କୋ ପିୟର୍ସ ହଁ ଠିକ ଠାକ ମିଶି ମିଶାଇକି ଅଛନ୍ତି ହୁଁ ଭଲରୁ ନେଇକି ଖରାପ ପର୍ଯ୍ୟନ୍ତ ଅଛନ୍ତି ଖରାପ ମ୍ୟାକ୍ସିମମ୍ ଅଛନ୍ତି ବାକି ଠିକ ଅଛି ମାନେ ପଢିବା ଏନଭାରମେଣ୍ଟ ଅଛି ରାଇଟ୍ ମାନେ ପଢି ହବ ଜଣେ ହଁ ପଢିଆ ପଢିଆ ଏନଭାରମେଣ୍ଟ ଅଛି ଆଉ ତୋର ବ୍ରାଞ୍ଚ ମାନେ କୋଉ ହିସାବରେ ଲାଇକ ବହୁତ ବ୍ରାଞ୍ଚ ଥିବ ନା ତମର ଇଏରେ କଲେଜରେ ହଁ ତ ଅଛି ଫାଷ୍ଟ ହୁଁ ଅଛି କହୁଛି କମ୍ପ୍ୟୁଟର ସାଇନ୍ସ ଅଛି ହୁଁ ଆଇଟି ଅଛି ହୁଁ ଡବଲ ଇ ଅଛି ହୁଁ ହୁଁ ଟ୍ରିପୁଲ ଇ ହୁଁ ବୁଝୁ ନା ଟ୍ରିପୁଲ ଇ ହୁଁ କହିବି ହୁଁ ପୁଣି ଫୁଲ ଫର୍ମ ହୁଁ କହ ହଁ ହଁ କହିଦବୁ ସେ ବୋଲେ ଭଲ ଯିଏ ଦେଖୁଥିବ ସିଏ ଯଦି ବୁଝିପାରୁନଥିବ କହିଦେ ଏକ୍ସପ୍ଲେନ କରି ଚାଲ ପୁରା ମୁଁ ହଁ ଡବଲ ହଉଛି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ହଁ ଟ୍ରିପୁଲ ହଉଛି ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ହୁଁ ମେକାନିକାଲ ଇଞ୍ଜିନିୟରିଂ ହୁଁ ପ୍ରୋଡକ୍ସନ ଇଞ୍ଜିନିୟରିଂ ହୁଁ କେମିକାଲ ଇଞ୍ଜିନିୟରିଂ ମେଟାଲର୍ଜି କଣ କି ତୁ ସ୍କ୍ରିନ୍ ଇଏ ହେଇଗଲା ଟେଲିକମ୍ୟୁନିକେସନ ହଁ ଇଞ୍ଜିନିୟରିଂ କହ ଏତିକି ହଁ ଏତିକି ବାସ୍ ହଁ ଏତିକି ତ ହଁ ଏତିକି ଆଉ ତାପରେ ଇଣ୍ଟିଗ୍ରେଟେଡ ଏମଏସସି ବିଏସସି ହୁଁ ହୁଁ ଏରା ହୁଁ ସବୁ ଅଛି ଖାଲି ଇଞ୍ଜିନିୟରିଂ ନା ହେଟା ବି ହଁ ତ ହଁ କଣ ଇଣ୍ଟିଗ୍ରେଟେଡ ଏମଏସସି ବିଏସସି ବି ଅଛି ହଁ ଆଚ୍ଛା ଇଣ୍ଟିଗ୍ରେଟେଡ ଏମଏସସି ଇଣ୍ଟିଗ୍ରେଟେଡ ରେ ଖାଲି ତୋର ବିଏସସି ଅଛି ନା ସାଇନ୍ସ ଲାଇନ୍ ଆଉ କଣ ଖାଲି ବିଏସସି ଅଛି କି ନାଇଁ ଖାଲି ବିଏସସି ତାପରେ ଏମଟେକ୍ ଅଛି ଏମଟେକ୍ ବି ଅଛି ହଁ ଏମଟେକ୍ ବିଟେକ୍ ତ ଏମଟେକ୍ ରହିବ ଏଇଟା ତ ହଁ ଯିଏ ଆମେ କହିନେ ନା କଲେଜ ନାଟା କହିଦେ ଜାଣି ନଥିବ ବହୁତ ପିଲା ବଲେ ବୀର ସୁରେନ୍ଦ୍ର ସାଇ ୟୁନିଭର୍ସିଟି ଅଫ ଟେକ୍ନୋଲॉजी ହଁ ବୁର୍ଲା ହଁ commonly known as VSSUT ହଁ VSSUT ମୁଁ ହେଟା ବି ଟିକେ ଭୁଲ VSSUT ଓକେ ଭାଇ ତୁ ଗ୍ରେଟ୍ ପାଖରେ ରହିକି ତ ଜାଣିପାରୁନୁ କଣ କରିବି ପାଖରେ କାହିଁ ଭାଇ ମୁଁ ଏବେ ରହୁଛି ବୋଲି ଟିକେ ମତେ ଫିଲ୍ ହଉଛି କି ମୁଁ ଓଡିଶାର ପିଲା ବାକି ଦୂରରେ ରହିଲେ ବିଲକୁଲ ପୁରା କିଛି ଆଇଡିଆ ନଥାଏ ଭାଇ ଓଡିଶାରେ କି ଚାଲିଛି ବୋଲି ସେଇଟା ହେଲା ହଁ ସବୁଠୁ ହଁ ସବୁଠୁ ବଡ ପ୍ରୋବ୍ଲେମ ଗୋଟେ ସତରେ ପୁରା ହଁ ଏନଭାରମେଣ୍ଟ ଅଲଗା ନା ଟୋଟାଲ ମାନେ ଟିକେ ହଁ ବି ପୁରା ଆଇଡିଆ ଏନଭାରମେଣ୍ଟ ସେଠି ଓଡିଆ ତ ମିଳିବା ବହୁତ କଷ୍ଟ ନା ପୁଣି ଓଡିଆ ପିଲା ତ ବହୁତ ନା କମ ଭାଇ ଓଡିଆ ସେଇଠି ପିଲା ବହୁତ ଅଛନ୍ତି ବହୁତ ଅଛନ୍ତି ଭାଇ ହଁ ଆଉ ମୁଁ ଏଇଟା ଯାଇକି ଗୋଟେ ପ୍ରାଉଡ ଫିଲ୍ ଜାଣିଛୁ ନା ସେଇଠି କଣ କି ଯେତିକି ସବୁ ହାୟର ପୋଜିସନରେ ସବୁ ବସିଛନ୍ତି ମୁଁ ଫ୍ୟାକଲ୍ଟି କଥା ହଁ କହୁନି ମାନେ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ହେଲା କି ମ୍ୟାନେଜମେଣ୍ଟ କ୍ଲବ୍ସ ହଁ କ୍ଲବ୍ସ ହେଲା ମାନେ ସେଇ ସେନ୍ସରେ ଯେତିକି ସବୁ କାମ ହଁ କରୁଛନ୍ତି ହେଡ୍ ପିଲା ବସିଛନ୍ତି ମ୍ୟାକ୍ସିମମ୍ ସବୁ ତ ନା ମ୍ୟାକ୍ସିମମ୍ ହେଲା ଓଡିଆ ତ ସେଇଟା ଗୋଟେ ଓ ବଢିଆ ଭଲ ତ ହଁ ଭଲ ସେଇଟା ଗୋଟେ ମାନେ ଭଲ କି ଓଡିଶା ହଁ ପିଲା ସେଇଟା ନା କି ମାନେ ଯିଏ ବାହାରେ ଅଛନ୍ତି ମତେ ବହୁତ ଭଲ ଲାଗେ ଏଇଟା ଖୁସି ଲାଗେ ଆଉ ଯେତିକି ହଁ ମୁଁ ସେ ଅର୍ଗାନାଇଜେସନ ଅଛି ଭାଇ ବହୁତ ଫ୍ରେଣ୍ଡଲି ମିଳିଛନ୍ତି ହେଲା ତମ ତ ବହୁତ ସାରା ଅର୍ଗାନାଇଜେସନ ଅଛି ବୋଧେ ଅର୍ଗାନାଇଜେସନ ବହୁତ ଅଛି ହଁ ଅର୍ଗାନାଇଜେସନ ଭିତରେ କଥା ହଁ ଲାଗିବା ଆମେ ହେଲା କାହିଁ ହଁ ସେଥିଲାଗି ମେନ୍ ତ କଲେଜ ତୁ ଅର୍ଗାନାଇଜେସନ କେବେ ଜଏନ୍ କଲୁ ମାନେ କୋଉ ସେମିଷ୍ଟରରେ ଜଏନ୍ କଲୁ ଫର୍ଷ୍ଟ ସେମରେ ଯାଇ ନା ମୁଁ କେମିତି ଫାଷ୍ଟ ଟାଇମ ହୁଁ ନାଇଁ ଫାଷ୍ଟ ସେମର ଲାଷ୍ଟ ଆଡକୁ ଜଏନ କଲି ଫାଷ୍ଟ ସେମର ଲାଷ୍ଟ ଆଡକୁ ତ କାହିଁ ଜଏନ୍ କରିନଥିଲୁ ଯୋଉ ଷ୍ଟାର୍ଟିଂରେ ଷ୍ଟାର୍ଟିଂ ରେ ମାନେ ଆମର ଆରମ୍ଭ ହେଇନଥିଲା ଭାଇ Just କଥା। ଆଚ୍ଛା ଆଚ୍ଛା ଆରମ୍ଭ ହିଁ ହେଇନଥିଲା ଓହୋ ଓରିଏଣ୍ଟେସନ ବହୁତ ଲେଟ ରେ ହେଲା ଇଣ୍ଡକ୍ସନ ଓହୋ ବି ବହୁତ ଲେଟ ହୁଁ ହେଲା ସବୁ କିଛି ଲେଟ ହୁଁ ହୁଁ ସବୁ କିଛି ଲେଟ ହୁଁ ମାନେ ଏଇଟା ଯେହେତୁ ଗଭର୍ଣ୍ଣମେଣ୍ଟ ସବୁ କିଛି ଲେଟ୍ ତମ ମାନେ ଅର୍ଗାନାଇଜେସନ ସିଷ୍ଟମ କେମିତି ଅଛି ଟିକେ ମାନେ ଗୋଟେ ବେସିକ ଗୋଟେ କମନ ଏକ୍ସାମ୍ପଲରେ ମତେ ବୁଝା ଅର୍ଗାନାଇଜେସନ ସିଷ୍ଟମ କେମିତି ଅଛି ତମର କେମିତି ଟାଇପ ର ମାନେ କୋଉ ମାନେ ଟାଇପ ମୁଁ ସିଷ୍ଟମ ମୁଁ କହୁଛି ହେଲା ମୁଁ କହୁଛି ଆମର କେମିତି ଅଛି ବୋଲେ ତୁ ବୁଝିବୁ ଯେମିତି
हाँ हमर गोटे ऑर्गेनाइजेशन माने पूरा गोटे प्रॉपर कंपनी भला वर्क करिवो इन द सेंस सेटा सब वर्ष हाँ सेम रहइवो हला गोटे सीईओ को हाँ सीईओ तो जो पोजीशंस रहिवो तार सब हाँ अलग अलग रहिवो हाँ तापर तू चाहिले भी फाउंड करि परिबो गोटे ऑर्गेनाइजेशन सेंति तो सब आडे थाए हाँ मो हिसाब रे हां हाँ बाकी हां सेटा कि सब वर्ष जे जे पिला आसीबो रिक्रूटमेंट हबो नुवा नुवा पिला कले रिक्रूटमेंट हाँ हबो माने पूरा प्रॉपर जेंति कॉर्पोरेट रो तार हुए सेंति पूरा हबो तो तमर भी सेंति ना हाँ, केमति ମୁଁ କହୁଛି क ହଁ क क ଆମର ଫାର୍ଷ୍ଟ ଆମେ ମାନେ କଲେଜ ଜଏନ୍ କଲା ପରେ ଆगे ହୁଁ ଓରିଏଣ୍ଟେସନ ହୁଏ ହୁଁ ଓରିଏଣ୍ଟେସନ ସେ କହିବେ ଏମିତି 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 ଆମର କ୍ଲବ ବିଷୟରେ କ୍ଲବର ଆଚିଭମେଣ୍ଟସ ହୁଁ କ୍ଲବର କଣ କାମ ସବୁ କହିବେ ଯୋଉ ହୁଁ ବି କ୍ଲବ କି ଅର୍ଗାନାଇଜେସନର କାମ କହିବେ ହୁଁ ତାପରେ ଇଣ୍ଡକ୍ସନ ଆରମ୍ଭ ହବ ହୁଁ ଗୋଟେ ଗୋଟେ କ୍ଲବ ଥାଏ ଆଗେ ମାନେ କ୍ଲାसेस ବି ନିଅନ୍ତି ଯେମିତି କି ଏଣ୍ଟରପ୍ରିନରସିପ କ୍ଲବରେ ହୁଁ ଆଉ ତମର କୋଡିଂ କ୍ଲବରେ ସବୁ କ୍ଲାसेस ନିଅନ୍ତି ତାପରେ ହୁଁ ତାଙ୍କର ଇଣ୍ଡକ୍ସନ ହୁଏ ହୁଁ ହୁଁ ସେଇଠି ରିକ୍ରୁଟମେଣ୍ଟ ହେଲା ପରେ ହୁଁ ତାପରେ ସବୁ ମାନେ ଡୋମେନ ହିସାବରେ ରିକ୍ରୁଟ ହେବେ ସବୁ ସେମାନେ ସବୁ ହୁଁ ମାନେ ହୁଁ ଯେତେବେଳେ ଇଣ୍ଡକ୍ସନ ଟାଇମରେ ହଁ ହ୍ୟାଲୋ ର ତ ଭିडिଓ ପଜ ହେଇଛି ହଁ 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 ଭଏସ୍ ଆସୁଛି ସେଥିପାଇଁ ଭିडिଓ ଟିକେ ଇଏ ହଉଛି ହଁ चल ସେଇଟା ହଁ ମାନେ ହଁ ହଁ ଅଲମୋଷ୍ଟ ଲାଇକ୍ ଅର୍ଗାନାଇଜେସନ ସେମ୍ ଅଛି ତ ତୁ ହଁ ଲାଷ୍ଟ ହଁ ଆମେ ବି ଏମିତି ଆମେ ତ ମାନେ ମୁଁ ଫର୍ଷ୍ଟ ସେମ୍ କି ଟ୍ରାଏ କଲିନି ଲାଇକ୍ ଫର୍ଷ୍ଟ ସେମ୍ ହଁ ଥାଏ କି ହଁ ଭାଇ କ'ଣ ହବ କିଛି ନାହିଁ ଆଇଡିଆ ବି ନଥିଲା ଏତେ ତମକୁ ସିରିୟସଲି ଯେମିତି କହୁଥିଲେ ନା ହଁ ସେ ଇଣ୍ଡକ୍ସନ ଆମେ 3 ଦିନ ଇଣ୍ଡକ୍ସନ ଅଲମୋଷ୍ଟ ଆଟେଣ୍ଡ କରି ନ ଫର୍ଷ୍ଟ ଦିନ ଗୋଟେ ଦିନ କଲଚରାଲ ଯୋଉଟା ଯାଇକି ନାଚ ଗୀତ ହଁ ଦେଖି ପଳେଇ ଆଇଲୁ ତାପରେ ଆସିକି 2 ଦିନ ପୁରା କ୍ୟାମ୍ପସ ବୁଲଛୁ ଆଉ କିଛି ମାନେ ଇଣ୍ଡକ୍ସନ ବେଶୀ ବି ଆପ୍ଲାଏ ମାନେ କରନ୍ତିନି ଭାଇ ମାନେ କହିଲେ କ'ଣ ଇଣ୍ଡକ୍ସନ କରିବ ସେଇଗୁଡା କହିବେ ତାପରେ ଧୀରେ ଧୀରେ ଜାଣିଲୁ ଯେମିତି କି ହଁ ଏତିକି ଅର୍ଗାନାଇଜେସନ ତ ତମର କେତେଟା ମାନେ କେତେଟା ଅର୍ଗାନାଇଜେସନ ଅଛି ଏମିତି ମାନେ ଲିମିଟେଡ କି ଡିଭିଜନ କେମିତି ଅଛି ଅର୍ଗାନାଇଜେସନ ର କୋଉ ବେସିସ ରେ ଅଛି ଡିଭିଜନ ଡିଭାଇଡେଡ ଅଛି ଡିଭିଜନ ଅଛି କଲଚରାଲ ଅଛି ଟେକ୍ନିକାଲ ଅଛି ସେଇ ହିସାବରେ ସବୁ ଡିଭିଜନ ଅଛି ମାନେ ତମ କଲ- ଟେକ୍ନିକାଲ ଗୋଟେ ହି ଅଛି ଅର୍ଗାନାଇଜେସନ କି ଟେକ୍ନିକାଲ ବି ମାନେ ବହୁତ ଗୁଡା ଅଛି ବହୁତ ଗୁଡେ ଅଛି ଟେକ୍ନିକାଲ ବହୁତ ଗୁଡେ ଅଛି ହଁ ମାନେ ଅଲମୋଷ୍ଟ କଲଚରାଲ ସିମିଲାର ହଁ 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 ମାନେ ହଁ ଏମିତି ସେମ କହ ଅଛି କି ସବୁ ଗୋଟେ କମ୍ପାନୀ ଭଳିଆ ସବୁ ଖୋଲି ଚାଲିଛନ୍ତି ମାନେ ହଁ ସେଇ ଟାଇପ ର ହଁ ହଁ ରାଇଟ ହଁ ରାଇଟ ହଁ ତ ତୁ କୋଉଥିରେ ହଁ ଅଛୁ ମୁଁ ଅଛି ଏଣ୍ଟରପ୍ରିନରସିପ କ୍ଲବ ରେ ହୁଁ ତାପରେ ଫଟୋଗ୍ରାଫି କ୍ଲବ ରେ ହୁଁ ଏଇ ଦିଟା କ୍ଲବ ରେ ଅଛି ମୁଁ। ତ ଦିଟାଙ୍କର ରିଜନ କାହିଁ ହ୍ୱାଇ ୟୁ ଚୁଜ ବୋଥ ଅଫ ଦେମ ବହୁତ of them ମତେ ଟିକେ କଲେଜ ଆସିଲା ପରେ ଏଣ୍ଟରପ୍ରିନରସିପ ଉପରେ ଟିକେ ଇଣ୍ଟରେଷ୍ଟ ଆସିଲା ହଁ 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 ଗୋଟେ ଷ୍ଟାର୍ଟଅପ ଆଇଡିଆ ବି ଥିଲା ହଁ 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 ସେଇଥିପାଇଁ ହଁ ଯେହେତୁ ଟିକେ ଷ୍ଟାଣ୍ଡ କରିବା ପାଇଁ ଇଚ୍ଛା ଥିଲା ହୁଁ 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 ତାପରେ ସେଇଥିପାଇଁ ଜଏନ କରିଥିଲି ସେଇଥିପାଇଁ ହୁଁ ହୁଁ ଆଉ ଫଟୋଗ୍ରାଫି ଫଟୋଗ୍ରାଫି ସେମିତି ଇଚ୍ଛା ହେଲା ମଝିରେ ପ୍ୟାସନ ଚଢିଥିଲା ଆଚ୍ଛା ଆଚ୍ଛା ତ ଚଢିଛି ଏଣ୍ଟରପ୍ରେନ୍योरशिप ବିଷୟରେ ଫାଷ୍ଟ କଥା ଲାଗେ ତାପରେ ଫଟୋଗ୍ରାଫି ଉପରେ ଆସିବା ହଁ ହଁ ଏଣ୍ଟରପ୍ରେନ୍योरशिप ଇଣ୍ଟରେଷ୍ଟ ମାନେ କାହିଁ ଆସିଲା ତୁ ଯେମିତି କହିଲୁ ଷ୍ଟାର୍ଟଅପ୍ ଆଇଡିଆ ଥିଲା ତ ସେଇଟା ଅରିଜିନେସନ କୋଉଠୁ ହେଲା 12th ରୁ ଥିଲା ନା ଷ୍ଟାର୍ଟିଂ ରୁ ଛୁଆବେଳୁ ଥିଲା ତ କୋଉଠୁ ଆସିଲା ସେଇଟା ସେମିତି କି ମାନେ କଲେଜ ଆସିଲା ପରେ ହଁ 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 ସେମିତି ଅଲ୍ ଅଫ୍ ଏ ସଡନ ପୁରା ଅଲ୍ ଅଫ୍ ଏ ସଡନ ପୁରା ଆସିଲା ଏମିତି। କିଛି ଗୋଟେ ଥିବ ନା କୋଉଠି ଦେଖିଥିବୁ କି କଣଟା ଗୋଟେ ହେଇଥିବ କିଛି ତ ଥିବ ଏମିତି ଅଲ୍ ଅଫ୍ ସଡନ ତ ଆସିବନି ନାଇଁ ମାନେ ଇଣ୍ଡକ୍ସନ ହଁ ଇଣ୍ଡକ୍ସନ ଯାଇଥିଲି ହୁଁ ହେଲା ହୁଁ ହୁଁ ହଁ ହୁଁ ସେମିତି ତାଙ୍କର ସବୁ ଆଚିଭମେଣ୍ଟସ କହିଥିଲେ ତାଙ୍କର ସବୁ ଆଚ୍ଛା ଷ୍ଟାର୍ଟଅପ୍ସ ଆଚ୍ଛା କହିଥିଲେ ସବୁ ଆଇଡିଆ ତାଙ୍କର ସବୁ ହୁଁ ୱାର୍କ କହିଥିଲେ ହୁଁ ହୁଁ ତାପରେ ମୁଁ ବି କହିଲି ମୋର ବି ତ ଗୋଟେ ହେଇପାରିବ ତାପରେ ମୋର ବି ତ ଏମିତି ହେଇପାରିବ ମୁଁ ହୁଁ ଭାବିଲି ମୋ ପାଇଁ ଏମିତି ଗୋଟେ କିଛି ଭାବିନଥିଲି ହୁଁ ଆଇଡିଆ ଭାବିନଥିଲି ତାପରେ ସେମିତି ଭାବିଲି କିଛି ତ ହୁଁ ଗୋଟେ କଲେ ସେମିତି ହବ ହୁଁ 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 ସେମିତି ଭାବିଲି ତାପରେ ଗୋଟେ ଆଇଡିଆ ଆସିଲା ହୁଁ ଯୋଉଟା କି ହୁଁ ଆଇଡିଆ ଟା କହିବି କି ତୋ ଉପରେ ତୁ ଯଦି ସେୟାର କରିବାକୁ ଚାହୁଁଛୁ ଓପନ ଅଛି ଭାଇ ତୁ କହ ତୁ ଏମିତି ନାଇଁ ଏକ୍ଜାକ୍ଟ ବି କହିବୁ ତୁ ଯଦି ସର୍ଟରେ ବି ଜଷ୍ଟ ବେସିସ୍ କହିପାରିବୁ ଯେମିତି ଟେକ୍ନିକାଲ ଗୋଟେ ଆଇଡିଆ ଅଛି ଏମିତି ଏମିତି just ତୋ ହିସାବରେ ହଁ ପୁରା ତୋ ଉପରେ ଅଛି ହଁ 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 କହ ହଁ ମାନେ ଷ୍ଟାର୍ଟଅପ ର ଆଇଡିଆ ହଉଛି ଗୋଟେ ମାନେ ଜଷ୍ଟ ସଷ୍ଟେନେବଲ ଏନଭାରମେଣ୍ଟ ବନେଇବା ପାଇଁ ହୁଁ ଆମର ଯୋଉ ହୁଁ ପ୍ଲାଷ୍ଟିକ ୱେଷ୍ଟ ଆସୁଛି ହୁଁ ଆଉ ଯୋଉ କ୍ଲଥ ୱେଷ୍ଟ ରୁ ହୁଁ ଆମେ ରିସାଇକେଲ କରିକି ହୁଁ ସେଠି ଗୋଟେ ଯୋଉ ସବୁ ଏଥିରେ ନୂଆ କ୍ଲଥ ବନେଇବା ପାଇଁ ସେଇଟା ହୁଁ ଗୋଟେ ଆମେ ପ୍ରୋସେସ ଚାଲିଛି ସେଇଟା ଗୋଟେ ହୁଁ 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 ଆଉ ପୁରା ପ୍ରୋସେସ ତ କହିବିନି ହଁ ହଁ ଠିକ ଅଛି ସେଇଟା ତ ଭାଇ ଏଭ୍ରି ଷ୍ଟାର୍ଟଅପ୍ ସୁଡ୍ ହ୍ୟାଭ୍ ହଁ ସ୍ମଲ୍ କୋଣ ନା ଗୋଟେ ଟ୍ରେଡମାର୍କ ସିକ୍ରେଟ ଥିବା କଥା ଏଇଟା ହଁ ହଁ ସେୟା ତ ହଁ ଜଏନ ହଁ କଲା ପରେ ସେ ପ୍ୟାସନ ର କ'ଣ ହେଲା ତାପରେ ମାନେ ବଢିଲା କମିଲା ଷ୍ଟେବୁଲ ଅଛି ନା କେମିତି କ'ଣ ଅଛି ହୁଁ ଦେଖ ମାନେ ଯେପର୍ଯ୍ୟନ୍ତ କଲେଜ ଖୋଲା ଥିଲା ନା ହଁ ପ୍ୟାସନ ବଢି ଚାଲୁଥିଲା ହଁ ହଁ ଯେବେ କଲେଜ ବନ୍ଦ ହେଇଗଲା ନା ହଁ କହ ଷ୍ଟେବୁଲ ହେଇଗଲା ପୁରା ହଁ ହଁ ମାନେ କନଷ୍ଟାଣ୍ଟ ହେଇଗଲା ପୁରା ଗୋଟେ ହୁଁ 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 ଆଉ ହୁଁ ଇଚ୍ଛା ହେଲାନି ବି କିଛି କରିବା ପାଇଁ ମାନେ ଲକଡାଉନ ମାନେ ପୁରା ଗଲା ସେଠି ହଁ ହଁ ମାନେ ଜଷ୍ଟ ଏବେ କମା ଚାଲିଛି ଏବେ ଆଉ ବଢି ନାହିଁ କିଛି ଆଉ ଆଚ୍ଛା ହଁ ଆଚ୍ଛା ତ ସେୟା ମାନେ ସେ ଯୋଉ ଏଣ୍ଟରପ୍ରିନରशिପ ସେଲ୍ କି ଅର୍ଗାନାଇଜେସନ ଯୋଉ ଅଛି ତମର ତ ସେଥିରେ କ'ଣ ୟୁଜୁଆଲି ଶିଖାନ୍ତି ମାନେ ଜେନରାଲ ଗୋଟେ ଓଭରଭ୍ୟୁ ଯିଏ ମାନେ ସପୋଜ ଜଏନ୍ ହଁ କରିବାକୁ ଚାହୁଁଛି କ'ଣ ହଁ କହ
ସେମାନେ ଫାଷ୍ଟ ଆଗୁ ମୁଁ ଯେତେବେଳେ ଜଏନ୍ କରିଥିଲି ଆମକୁ ଆगे ଶିଖେଇଥିଲେ ସବୁ ଏଣ୍ଟରପ୍ରିନରସିପ ଉପରେ ଶିଖେଇଥିଲେ ଫାଷ୍ଟ ମାନେ କେମିତି କଣ ଷ୍ଟାର୍ଟଅପ ପାଇଁ ଦରକାର କେମିତି କଣ ଦରକାର ଆଇପିଓ ଫାଇପିଓ ତାପରେ ସିରିଜ ଏ ଫଣ୍ଡିଂ ସିରିଜ ବି ଫଣ୍ଡିଂ ସେ ସବୁ ବିଷୟରେ ଶିଖେଇଥିଲେ କେମିତି କଣ ଫଣ୍ଡିଂ ଆଣିବା କଥା ସେ ସବୁ ଶିଖେଇଥିଲେ ହଁ ତାପରେ ସେଇ ଉପରେ କ୍ୱେଶ୍ଚିନ୍ ପଚାରିଥିଲେ ମୋଷ୍ଟଲି ଆମର ତ ଯେତେବେଳେ ଇଣ୍ଡକ୍ସନ ହେଇଥିଲା ଆମର ଯୋଉ ରିକ୍ରୁଟମେଣ୍ଟ ହେଇଥିଲା ସେ ଆମର ଜିଡି ହେଇଥିଲା ଜିଡି ହେଇଥିଲା ଗ୍ରୁପ ଡିସ୍କସନ ହେଇଥିଲା ଗ୍ରୁପ ଡିସ୍କସନ ଏମିତି ଗୋଟେ ହେଇଥିଲା ନର୍ମାଲ ସିଲେକ୍ସନ ହେଇଥିଲା ସେଇ ଉପରେ ଆଉ କଣ ଆଚ୍ଛା ଆଚ୍ଛା ହଁ ଆଚ୍ଛା ହଁ ତ ତୁ ଏକଦମ ଟପ ମାରଥିଲେ ହେଦରେ ନା ଏମିତି କିଛି ନାହିଁ ଏତେ ବହୁତ ପିଲା ଥିଲେ ମୁଁ ବହୁତ ହି ଭଲ ପିଲା ଭଲ ଥିଲେ ଭଲ ଭଲ ନା ମତେ ଭଲ ଲାଗିଲା କି ନା ମୁଁ ବହୁତ ଦେଖ ତୁ ବି ଗୋଟେ ଜେନେରାଲ ଓଭରଭ୍ୟू ଦେଖ ନା ନବା ଦରକାର ନାହିଁ ବାକି ମୁଁ ଏତିକି ଭାବିଛି କି ତୁ ଯେତିକି ପିଲାକୁ ଦେଖିଛୁ ତୋ ବ୍ୟାଚ୍ ହଉ କି ତୋ ସିନିୟର ହଉ କି ତୋ ଜୁନିୟର ହଉ ପାସୱାର୍ଡ ବହୁତ କମ ପିଲା କିଛି ଗୋଟେ ନୂଆ ଜିନିଷ ଟ୍ରାଏ କରନ୍ତି ଆଉ ସେଇଟା ମତେ ଭଲ ଲାଗେ କି ଆଟଲିଷ୍ଟ କଲେଜ ମତେ ଲାଗେ କି ନୂଆ ଜିନିଷ ଟ୍ରାଏ କରିବା କଥା ତୁ ସକ୍ସେସଫୁଲ ହଁ ହ ତ ଫେଲିୟର ସେୟା ହ ଭାଇ ଟ୍ରାଏ କରିବା ହଁ କଥା ସେଇଟା ସେଇଟା ଟ୍ରାଏ ସେଇଟା କରିବା କଥା ଗୋଟେ ଏନଭାयରନमेंट ମିଳିଲା ଯେହେତୁ ମୁଁ ବାସ୍ ଟ୍ରାଏ କଲି ସେଥିପାଇଁ ନହେଲେ ଯେତେ କିଛି ନାହିଁ ତ ଓଡିଏମ ରେ ବି ତ ହେଇପାରିଥାନ୍ତା ଯଦି ଓଡିଏମ ରେ ଏନଭାୟରନमेंट ମିଳିଥାନ୍ତା ଫାଷ୍ଟ କଥା that is just a money making machine man ହଁ ମୋ ଉପରେ କେସ୍ କରିଦବ ଭାଇ ଶୁଣିଲେ ଏଇଟା ମତେ ନା ଭାଇ ମତେ ରିୟାଲିଟି ଲାଗେ ମୁଁ ସତରେ ଏଇଟା କହୁଛି ଦେଖ ମାନେ ମୁଁ ଏଇଟା ହଁ ତ କହୁନି କି ସେମାନେ ଖାଲି ପାଠ ବାସ୍ ପାଠ ପାଠ ବାସ୍ ଖାଲି ମୁଁ ପାଠ ଏଇଟା ଶୁଣ ଏଇଟା କହୁନି କି ମୁଁ ଟିଚର ଖରାପ ଥିଲେ କିଏ ଖରାପ ଥିଲେ ମୁଁ କାହାକୁ ଖରାପ ହଁ କହୁନି ବାକି ଏଇଟା କି ଭ୍ୟାଲ୍ୟୁ ଫର ମନି ନୁହେଁ ବିଲକୁଲ ବି ବହୁତ ହଁ ଜିନିଷ ଭ୍ୟାଲୁ ଫର ବହୁତ ମନି ହଁ ନାଇଁ ଏକ୍ସଟ୍ରା ବାସ୍ କରିକୁଲାର ଆକ୍ଟିଭିଟିଜ ପାଇଁ କିଛି ତ କିଛି ଦବା ଖାଲି ନା ଦରକାର ନା ଭାଇ ଥିଲା ହେନ୍ତି ନା କୁ ତ ସବୁ ଥିଲା ହେନ୍ତି କହିବି ଜିମ୍ ଥିଲା ଇଏ ଥିଲା ହଁ ବାକି ତୁ ବି ଜାଣିଛୁ କେମିତି ସିନ୍ ଥିଲା କଣ ହଁ କଣ ହଁ ସିଷ୍ଟମ କେମିତି ଥିଲା ବୁଝିଲେ କି ନାଇଁ ଦ୍ୟାଟ ଇଜ କଣ କହିବି ଆଉ ଛାଡ ତ ତମର ଏଇଟା ଯୋଉ କ୍ଲାसेସ୍ ଅର୍ଗାନାଇଜେସନ ଯୋଉ କହୁଥିଲୁ ଏତିକି ଏତିକି ଜିନିଷ ଶିଖେଇଲେ ସେଇଟା କୋଉ ଟାଇମରେ କ୍ଲାସ ପରେ ନା କେବେ କଣ ଟାଇମିଂ କ୍ଲାସ ପରେ ଆମର କ୍ଲାସ ସରେ 5 o'clock ରେ ହୁଁ ହୁଁ 5 o'clock ରେ ସରିଲା ପରେ ହୁଁ ତାପରେ ଆମର କ୍ଲାसेस ହୁଏ 1 hour ନହେଲେ 1.5 hour ହୁଏ ତ ସେଇଟା ଏମିତି ପାଖାପାଖି କମ୍ପଲସରୀ କି କେତେ ତୋ ଉପରେ କି ମାନେ ଆଟେଣ୍ଡ ନିଜ କରିବୁ ଉପରେ ନିଜ ଉପରେ କମ୍ପଲସରୀ ନାହିଁ ଯାହାକୁ ଇଚ୍ଛା ଦେଲେ ସିଏ ଆସିବ ଆଉ କିଛି ନାହିଁ ମାନେ ହଁ ଆଟେଣ୍ଡାନ୍ସ କିଛି ଯାହାର ନା ଇଣ୍ଟରେଷ୍ଟ ଜଷ୍ଟ ଅଛି ଜଷ୍ଟ କୁହନ୍ତି କି ହଁ ଏମିତି ଆସିବ ଜଣେ ବତେଇବ ତୁ ଆସିବୁ ଯଦି ଆସିବୁ ତୋ ଉପରେ ହଁ ନା ହଁ ମତେ ହଁ ତମର ଇଣ୍ଟରେଷ୍ଟ ଥିବ ଯଦି ସେ ଅର୍ଗାନାଇଜେସନ ଉପରେ ହୁଁ ତମେ ଆସିବ ଆଉ କିଛି ସେମିତି କେତେ ମିନିମମ୍ 15 to 20 days ହେଇଥିଲା କ୍ଲାसेସ୍ ହୁଁ ହୁଁ ବତେଇଥିଲେ ସବୁ ହୁଁ 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 କେମିତି କଣ ମ୍ୟାନେଜମେଣ୍ଟ କରିବାର ଅଛି କେମିତି କଣ ସବୁ ଇଭେଣ୍ଟ ଅର୍ଗାନାଇଜ କରିବାର ଅଛି କେମିତି କଣ ସବୁ ହ୍ୟାଣ୍ଡେଲ କରିବାର ଅଛି ଗେଷ୍ଟ ସବୁ ଶିଖେଇଥିଲେ ତାପରେ ମାନେ ଷ୍ଟାର୍ଟଅପ ର ମାନେ ଆଇଡିଆ ଦେଇଥିଲେ ହୁଁ କେମିତି କଣ କଲେ ଠିକ ହବ ହୁଁ କୋଉଠୁ ଫଣ୍ଡିଙ୍ଗ ଉଠେଇ ପାରିବ କାହାକୁ ହୁଁ କଣ୍ଟାକ୍ଟ କଲେ ଠିକ ହବ ଆଇପିଓ ଲିଷ୍ଟିଂ ଫିଷ୍ଟିଂ ସବୁ କହିଥିଲେ ସବୁ ଆଉ ମାନେ ଯୋଉଟା ବେସିକ୍ସ ଲାଇକ ମୁଁ ତୁ ଯଦି କହିଲୁ ମୁଁ ବେସିକ୍ସ ପଢିଥିଲେ ହଁ ତୁ ଯଦି କହିଲୁ ମୁଁ ଟର୍ମସ୍ କିଛିଟା ଜାଣିଛି ବାକି ନଟ୍ ଏକ୍ଜାକ୍ଟଲି ଡିଟେଲରେ ହଁ ଜାଣିଛି ପଚାରିବି ମୁଁ ହଁ ତତେ ଡିଟେଲ ଗୋଟେ ବେସିକ ଗୋଟେ ସେକ୍ସନ କରିବା ଆମେ ତା ହଁ ଉପରେ କିନ୍ତୁ ଏବେ ପଚାରୁଛି ହଁ ତତେ ଯୋଉ ଫଟୋଗ୍ରାଫି ଉପରେ ଯିବା ହେଲା ଫଟୋଗ୍ରାଫି ଡିସାଇଡ କଲୁ କାହିଁକି ଜଷ୍ଟ ଲାଇକ ଜଷ୍ଟ ପ୍ୟାସନ ଥିଲା କି କିଛି ଗୋଟେ ଥିଲା କି ହଁ ସେଇ ଲାଇନରେ କିଛି ଶିଖିବାକୁ ମିଳିବ ଜଷ୍ଟ କୋଉ ପ୍ୟାସନ ହିସାବରେ ଥିଲା ତ ଜଷ୍ଟ ପ୍ୟାସନ ଥିଲା ଫଟୋଗ୍ରାଫି କ୍ଲବ ରେ ଫାଷ୍ଟ କଣ ଆମର ଶିଖେଇଲେ କଣ ଶିଖେଇଲେ ମତେ ଏଇଟା ଫଟୋଗ୍ରାଫି ଜାଣିବାର ଅଛି କ୍ଲବ ହଁ ହଉଛି ଫାଷ୍ଟ କଥା ଆମର ଯେ ଇଣ୍ଡକ୍ସନ ହେଲା ଲକଡାଉନ ହେଇ ଇଣ୍ଡକ୍ସନ ହେଲା ମାନେ ବହୁତ ହି ଲେଟ୍ ବହୁତ ହି ଲେଟ୍ ଆଚ୍ଛା 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 ବହୁତ ହି ଲେଟ୍ ହୁଁ ହୁଁ ହଁ ମାନେ ଆମ ସିଲେକ୍ସନ ପ୍ରୋସିଜର ଥିଲା ଯେ ତମର ବେଷ୍ଟ ଅଫ ଦ 2 ଫଟୋଗ୍ରାଫ ଦବାର ଥିଲା ହଁ ହୁଁ ବେଷ୍ଟ ଅଫ ଦ 2 ଫଟୋଗ୍ରାଫ ଦବାର ଥିଲା ସେଥିରେ ଗୋଟେ ଇନଡୋର ଆଉ ଗୋଟେ ଆଉଟଡୋର ହୁଁ 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 ଇନଡୋର ଫଟୋଗ୍ରାଫି ଆଉ ଗୋଟେ ଆଉଟଡୋର ଫଟୋଗ୍ରାଫି ହୁଁ ଆଉ ହୁଁ ଗୋଟେ ହଉଛି ବେଷ୍ଟ ଅଫ ଦ ମାନେ ସବୁଠୁ ବେଷ୍ଟ ତମର ଯେତେ ପର୍ଯ୍ୟନ୍ତ ସର୍ଟ ନେଇଛ ହୁଁ ସେଥିରେ ଗୋଟେ ବେଷ୍ଟ ହୁଁ 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 ତାପରେ ଏମିତି ହେଇଥିଲା ସେଟା ଗୋଟେ ମାନେ ଏଟା ଗୋଟେ ଟାସ୍କ ଥିଲା ହୁଁ ହୁଁ ତାପରେ ହୁଁ ପିଆଇ ଥିଲା ପର୍ସନାଲ ଇଣ୍ଟରଭ୍ୟୁ ପର୍ସନାଲିଟି ହଁ ପର୍ସନାଲ ଇଣ୍ଟରଭ୍ୟୁ ଗୁଗୁଲ ମିଟ ରେ ହେଇଥିଲା ଜଷ୍ଟ ପଚାରିଥିଲେ ବେସିକ୍ସ ପଚାରିଥିଲେ କେମିତି କଣ ହୁଁ ସବୁ କେମିତି କଣ ଆଙ୍ଗେଲ ଉଠେଇଲେ କେମିତି କଣ ଆସିବ ସେ ହୁଁ ବିଷୟରେ ପଚାରିଥିଲେ ହୁଁ 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 କଣ ପଚାରୁଥିଲା ମାନେ ସିଲେକ୍ସନ ମୁଁ ହେଇଗଲା ମୁଁ ଇଣ୍ଟରେଷ୍ଟେଡ ଅଛି କହ ହେତଲେ ମତେ ଜାଣିବାର ଇଣ୍ଟରେଷ୍ଟ ଅଛି କଣ ପଚାରୁଥିଲେ ଲାଇକ ମୁଁ ପ୍ରପର ମତେ ହଁ ମୁଁ କେବେ ମାନେ ଇଣ୍ଟରଭ୍ୟୁରେ ବସିନି ମୁଁ ଡାଇରେକ୍ଟ ଯାଇଛି ହେତଲେ ମୁଁ ପଚାରୁଛି କଣ ପଚାରୁଥିଲେ ଏତେ ଜାଣିବା କଥା ମାନେ ଯୋଉମାନେ ହଁ ଯିବେ ଇଣ୍ଟରେଷ୍ଟେଡ ଅଛନ୍ତି ତ ଆଇଡିଆ ଟିକେ ହଉ ହଁ ହଁ କହ ହଁ ମାନେ ବେସିକ ଦି ତିନିଟା ମତେ କ୍ୱେଶ୍ଚନ ପଚାରିଥିଲେ ହଁ କଣ ହୁଁ ହଁ ମତେ କଣ କହିଲେ କହିଲେ ଆଗେ ଗୋଟେ ସେ ଗୋଟେ ସ୍କ୍ରିନ୍ ସେୟାର କଲେ ହୁଁ ଦେଖେଇଲେ ହୁଁ କ୍ୟାମେରା ଦେଖେଇଲେ ହୁଁ କହିଲେ ୟାର ସବୁ ଫଙ୍କସନ କହ ମତେ କହ ହଁ 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 ଫଙ୍କସନ କହ ହୁଁ ଫଙ୍କସନ ମାନେ ଏଇ ବଟନ ର ଫଙ୍କସନ କଣ ଏଇ ବଟନ କଣ ପାଇଁ ଅଛି ଏମିତି ସେମିତି ହୁଁ ହୁଁ ତାପରେ ଆଉ ଦିଟା ଏଡିଟିଂ ବିଷୟରେ ପଚାରିଲେ ଏଡିଟିଂ ବିଷୟରେ ପଚାରିଲେ କି ସ୍ୟାଡୋଜ କୋଉଥିପାଇଁ ୟୁଜ ହୁଏ ସ୍ୟାଡୋଜ ବଢେଇଲେ କଣ ହୁଏ ସ୍ୟାଡୋଜ କମ କଲେ କଣ ହୁଏ ହ୍ୱାଇଟ୍ସ କମେଇଲେ କଣ ହୁଏ ବ୍ଲାକ୍ସ କମେଇଲେ କଣ ହୁଏ ଏମିତି ସବୁ ହୁଁ ହୁଁ ପଚାରିଥିଲେ ହୁଁ 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 ସେ ପଚାରିଥିଲେ ମତେ ଏତିକି ହିଁ ପଚାରିଥିଲେ ହୁଁ ଅଧିକ ହୁଁ କିଛି ପଚାରି ନଥିଲେ ତ ଶିଖେଇଲେ କଣ ତାପରେ ମାନେ ଏବେ ଏବେ ଯାଏ ଲକଡାଉନ ଭିତରେ କିଛି ନାହାନ୍ତି କିଛି ମାନେ 1% କିଛି ଶିଖିନାହାନ୍ତି ନିଜ ହିସାବରେ ଯାହା ହେଇଛି ହଁ କିଛି ଶିଖି ନାହାନ୍ତି ହୁଁ ଗୋଟେ ଦିଟା କ୍ଲାସ ହେଇଛି ହୁଁ କ୍ଲାସେସ୍ ହେଇଥିଲା କ୍ଲାସେସ୍ ହେଇଥିଲା ଭାଇ କ୍ଲାସେସ୍ ହେଇଥିଲା କ୍ଲାସେସ୍ ରେ କଣ ଶିଖେଇଥିଲେ ନା ଏଇ ଯୋଉ ବେସିକ ଶିଖେଇଥିଲେ ଆଇଏସଓ ସଟର ସ୍ପିଡ ହୁଁ ସେଟା ହୁଁ ସବୁ ଶିଖେଇଥିଲେ ହୁଁ 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 ଆଉ ସବୁ ଯୋଉ ହଁ
कैमरा एंगल्स केमती कोन उठेबो आ दुई तीनटा लाइव फोटो शूट भी करी देखैतिले भलो केते भलो 5टा खंडे क्लास हिच 5टा खंडे क्लास हिच हां 5टा हम्म 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 5टा खंडे क्लास हिच अधिक है नै माने मु सेतिकी एला देखु तबे क हां सेतिकी आइची तबे सेतिकी कला परे ताकर इंडक्शन आरंभ होला इंडक्शन रे रिक्रूटमेंट आरंभ होला कोन सिलेक्शन बोले कौन कहबी ना देख मते बहुत भल लागिला कि ऑर्गेनाइजेशन तुम सिखौचंती एटलीस्ट किछि हला हां ए तो तब सिखो नंदी नहीं 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 हमर बेले हेंती देख बतुछ हम ऑर्गेनाइजेशन ना प्रॉपर कॉर्पोरेट लाइन अप रे अछि हला कोन काहे कहू ना तमरो जोटा कोनदी ना इंटर्नशिप लाइन अप रे अछि मते जा लागुछि कि तुम सिखाउछि हां इंटर्न तुम सिखाउछि कि हां सिखेगी ऑन रिक्रूट फील्ड करा हां हां रिक्रूट कर हमर प्रॉपर ये हबो तू सेठी जाई तू जंती कहलु ऑब्वियसली जे ग्रुप डिस्कशन हबो पीआई हे पारे माने सब ऑर्गेनाइजेशन फेर तार अलग अलग अछि हां जीवु अलग सेठी अलग प्रोसीजर अछि क्वेश्चन पचारिबे कहिबु हला तापरे हां तू लाइक तते काम करबे मोस्टली लाइक कॉर्पोरेट तू प्रॉपर काम करिवु सेठी हला जंती फोटोग्राफी रे हला बेले तू जितकी इवेंट्स होची कैंपस सारा कवर करिवु जाईकी एग्जांपल गोटे फोटो रो देली हला हां किछि भी सपोज तू हां इवेंट मैनेजमेंट रो छी तो प्रॉपर तू इवेंट मैनेज कर माने इवेंट तू करेबू पूरा प्रॉपर हला तो पके आइडियाज अछि ओहो बेले जाई कि तू इवेंट करे परिवु हला एंटरप्रेन्योरशिप मु जाइनी बाकी मु जतकी जानची बाकी प्रॉफिट कोन हेंती हेंती नै खाली काम करिवु बाकी प्रॉफिट हला कि लाइक माइंडेड पीपल थिबे तो ये रे तो तू सपोज हां किछि आसुनी तते जणा नै कि आईएएस जने मु भी सिखि नथि लाइक मते फोन रे जणा थला फोटोग्राफी बाकी कैमरा मते बिल्कुल आइडिया नथला हला माने जतकी नेट रो देखि जतकी जानिथु बाकी एक्सपीरियंस अच्छा बिल्कुल नथला बाकी सेठी बसले बेले थिले सब तो सेठू धीरे धीरे सिखली तापरे करली सेठू आ कोन तो सेटा भलो तो तू माने केंती डायरेक्ट कैमरा रे सिखिल ना केन सिखिल कैमरा माने हिमती मु थरे दी थरे फोटो उठे छी डीएसएलआर रे केते हां मैक्सिमम 4 5 थरे उठेतिबी हां क हां सेतिकी 4 5 थरे पुनी से कॉलेज वाला नु सब निजे संग मानकर घर लोक मानकर किंतु नहले फोन ने मैक्सिमम हां तो डिफरेंस कोन लागिला तो फोन और ये भितरे फोन एते किछि माने कोन एते किछि क्वालिटी एते भलो न थाए मो हिसाब रे क्वालिटी जते भी मेगापिक्सल हेले भी बड़ स्क्रीन रे फाटी जाय फोन मु देखि छी किंतु डीएसएलआर गोटे मेंटेन रहे आ गोटे डीएसएलआर गोटे सब किछ थाए माने कोन वाइड रेंज थाए किंतु कैमरा एते जो फोन एते न थाए ना ऑब्वियसली कैमरा किंतु वाइड हां सेटा सेंसर गोटे मु भाबे कि माने सेंसर तो जाले बड़ अछि बोले आसीबो बाकी गोटे कॉमन ये लगी फोन ता जाले मते लागे कि कंफर्टेबल अछि जाको सिखिबार अछि फोन रे भी माने सिखि परियो प्रॉपर तो फोन लाइक सिख करे हां फास्ट तो हां फोन हां 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 लाइक मु तो कोर्स भी जतले करथले ऑनलाइन कोर्स सेतले थिला गोटे आईफोन फोटोग्राफी गोटे प्रॉपर कोर्स अछि तो मु कहली भाई ठीक अछि माने 60000 टका 17000 टका दे फोन किने बोले तार कोर्स भी अछि कि भाई तू पूरा फोटोग्राफी सिखिबु सेतले प्रॉपर लाइक हां कैमरा फोटोग्राफी कहले तो जनरल लोक बुझंती कि हां चल माने एई फोटोग्राफी टा यूजुअली थिबो बाकी हाँ प्रॉपर हां फोन फोटोग्राफी भी अच्छी आ जे सपोज हां देख हां हाँ जे करचंदी माने करी हबो सेटा तो हां एंटरप्रेन्योरशिप ऊपर आउथरे मु जाउची माने बेसिक्स मु कि जानिया चाहूची जे ऑडियंस देखुची से सपोज जानिया चाहबो बेसिक फर्स्ट क्वेश्चन तो माने फर्स्ट क्वेश्चन तो ना फर्स्ट एटा मु जानिबी कि नीड कोन गोटे बेसिक हला कोन कोन थिबा कथा बेसिक बिफोर माने जने स्टार्टिंग जन तू स्टार्टिंग करलु हला तते जणा नथला हला बिफोर टीचिंग तोर हां कोन कोन जानिबा कि कोन कोन माइंड रे रहबा जरूरी अछि कुछ में स्टार्टअप पाई ना 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 गोटे माने बाबू पसिबा लागि से लाइन रे पसिबा लागि मु फर्स्ट कहूची फर्स्ट तापर तो पचारबी स्टार्टअप लाइक कोन दरका सेटा अलगा हां बेसिक से लाइन हां जदि जने कहूच माने तू दीटा पिला अछन से माने केमते डिसाइड करिवे कि मते ए लाइन जिबार अछि तो सेटा बेसिक किछि जानिबा अगर कोन बेसिक माने प्री रिक्विजिट टा कोन सेत लागि प्रीरेक्विजिट माने प्लानिंग भलो थिबा दरकार से प्लेयर प्लानिंग भलो थिबा दरकार मैनेजमेंट स्किल भलो थिबा दरकार से हिसाब रे मैनेजमेंट स्किल प्लानिंग प्लान कर परथिबो लागि माने किमते माने टेंस सिचुएशन में भी प्लान कर परथिबो ठीक ठाक टाइम रे किमती कले भलो हबो से हैंडल कर परथिबो सब सिचुएशन समस्त हैंडल करथिबो से हिसाब रे तापर तो इमती सिखिबो ना नहल हां तो आउ सब तो बेसिक तो आउ समस्त पाखे आउ जा दरकार सब तो समस्त पाखे अछि माने खाली स्पेस हां इम्प्लीमेंट करना हां इम्प्लीमेंट करना नहल तो समस्त पाखे अच्छा आउ सब किछि सेटा आउ तापर तते सिखेबे जो बेसिक कोन कोन तते टॉपिक्स माने सिखेबे सेही गुडा माने गोटे स्टार्टअप ये करिवाली क्रिएट करिवाली बेसिक्स किछटा जिंस कोन दरकार तते स्टार्टअप करिवाला की तो आगे तो मेन तो आइडिया दरकार ऑब्वियसली आइडिया दरकार या हां आइडिया दरकार तापर तम सिटा तम आगे तम देखिया दरकार मार्केट स्केल केते कोन अछि तमरो किमती कोन तमरो को माने माने तमर जो प्रोडक्ट की सोशल कॉज जहाँ भी को माने को एज रे पीपल पाइन एटा से हिसाब रे
तापरे तमर सब देखिबो केमती कोन केते फंडिंग उठेले आमे गोटे स्टार्टिंग कर परिबा जहाँ भी गोटे इनिशियल वर्क कर परिबा केते फंडिंग मिलले काडू माने काहा को अप्रोच कले से हमको फंडिंग दे परिबा सेही विषय रे सिखेबे सब एरा माने तमु देखेबे कहबे माने कहबे जे कोन हां 5 इयर्स पर तमर कोडी से फंडिंग रे पचरन 5 इयर्स पर तमर माने कोन मार्केट वैल्यू केते थिबो तमर मार्केट शेयर केते थिबो एमती सब जानिया दरकार माने सब किछि भाबिया दरकार जे इटा करले कोन आउटकम आसीबे रिजल्ट कोन आसीबे सेही विषय रे भाबियार भी अछि जेटा तो भल भल से जे भी माने देखुचंदी जदी मार्केट विषय माने जे जीवा को चाहउचंदी ए लाइन ने एंटरप्रेन्योरशिप लाइन ने बहुत बेसिक जिंस अछि आदि जोटा कहला कि किछटा बेसिक जिंस तुमको आसीबा अछि जोटा कि प्लानिंग जोटा कि कोनतरे सिखे होबनी तुमको के सिखे होबनी जिंस प्लानिंग हो इवेंट मैनेजमेंट हो टेंस सिचुएशन से काम करबा हो सेडा तुमको एक्सपीरियंस रे आसीबो बा तुम गोटे वर्क एनवायरनमेंट रहिले ही से जिंस गुडा आसीबो तापरे जंती आदित्य कहला किछटा जिंस सिखेबे जोटा आदित्य कहला बेसिक जिंस तुमको जो सिखेबे कि मार्केट रे तुम मार्केट वैल्यू कोन ए बेसिक टर्म्स भी जो ये अछि तो तब सिखेबे सब की सिखेबे केमती कोन अप्रोच नेले ठीक ठाक होबो से सब सिखेबे सब तो फंडिंग माने बहुत ही আছে फंडिंग टा माने फंडिंग विषय रे तोर केमती कोन सिखांती मतलब फंडिंग विषय रे को फंडिंग विषय हमु त आज पन हमें केबे फंडिंग पे पिच करनु कुठी माने पूरा प्रॉपर फंडिंग पिच करनु केबे आज पर्यंत करचु माने से गोटे दिटा लोक अगर करचु सी किंतु फंडिंग दियंदिनी किंतु समस्त दियंदिनी गोटे दिटा लोक दियंदिनी माने बहुत पिच करनी प्रॉपर फंडिंग पिच करनु केबे हमें सिंध फंडिंग पे आगे तो इनिशियल स्टार्टिंग फंडिंग था गोटे पूरा फंडिंग प्रोसेस कोई भी ना बेसिक्स लाइक पूरा डिटेल ले तो कोन ना बाकी बेसिक्स को कि हां चल माने बेसिक गोटे जंती कोनती कि हां एटा एटा करिवो जंती गोटे लेमैन टर्म रे हला एते टेक्निकल भी नहीं जंती समस्त बुझी परिबे जंती मते बुझौछ तू जंती को आराम से हां को तो देख आगे तो फंडिंग उठा गेले गोटे इन्वेस्टर पाकु जीवा पड़िबो इन्वेस्टर पनि दी तीन प्रकार था दी प्रकार गोटे नॉर्मल इन्वेस्टर आ गोटे एंजल इन्वेस्टर इन्वेस्टर खाली गोटे होची नॉर्मल इन्वेस्टर होची खाली पैसे दे देबो तमर कंपनी रे शेयर नबो नहले तुम कहबे जे एती वर्ष पर मते इंटरेस्ट होते पैसा पेरो एंजल इन्वेस्टर होची से तुमको तमर कोन दबो सब प्लेस दबो वर्क प्लेस दबो सब किछ दबो लोक दबो सब किछ दबो तुम काम करियो किंतु प्रॉफिट भी तार रहबो किछ परसेंटेज सही हिसाब रे तम जा पाके पिच करले से जा फंडिंग देले डिपेंड करे आ कोन बुझले आगे तो इनिशियल फंडिंग रहे इनिशियल फंडिंग रहला पर फर्स्ट स्टार्टिंग में कंपनी जहां भी हुए तापरे हला पर तापरे कंपनी पखरे जते पैसा न थाए से पुनी आउथरे सीरीज ए फंडिंग पे जाए सीरीज ए फंडिंग सीरीज बी फंडिंग सीरीज सी फंडिंग लास्ट सी ई फंडिंग पर बदे माने कंपनी माने कोन इंडिपेंडेंट हे गला ई फंडिंग पर तापरे कंपनी निजे ग्रोथ कर पारे सब किछ कर परियो जे माने फंडिंग करिवे तांकु तो किछि माने तांगर टर्म्स एंड कंडीशन रे जदी शेयर देबे कंपनी शेयर देबे नले एनो माने जो माने कंपनी नै थो पैसा से माने रिटर्न करिवे पैसा इन द पीरियड ऑफ 10 ईयर टाइम विथ सम इंटरेस्ट बुझली डिपेंड करे इन्वेस्टर ऊपर से अच्छा अच्छा गोटे जिनस दी तीनटा जिनस डाउट भी अच्छे मुझे पचारुची तोते जेमती तू कहलु कि मु एबे टर्म्स कोनी कि एंजल इन्वेस्टर नॉर्मल इन्वेस्टर मु दी टाइप रे एबे कैटेगराइज करछि हला एंजल इन्वेस्टर तो पूरा क्लियर अछि मते एते किछ बुझार नै तोते बेसिकली जे पूरा इंफ्रास्ट्रक्चर प्रोवाइड करछि सेडा वर्कफोर्स हो सब प्रोवाइड करछि से हला एंजल इन्वेस्टर हला नॉर्मल इन्वेस्टर मते जदी मु दी टाइप रे गोटे ब्रॉड कैटेगराइजेशन जदी करबी गोटे हला कि तोर जे तोते पैसा दबो इंटरेस्ट नबो हला प्रॉपर जते वर्ष टर्म्स एंड कंडीशंस हिसाब रे तोर पैसा दबो हेत कि इंटरेस्ट नबो तो पकर हला आ गोटे जोटा तू कहलु कि शेयर्स किनिबो किछि तार गोटे प्रॉफिट रे परसेंटेज रहिबो जो हला तो ता परटो गोटे कंपनी केमती इंडिपेंडेंट हबो बुझिलु कहीं शेयर्स तो ता पकर अछि 40% हो कि 10% हो कि जति परसेंटेज हो इंटरेस्ट नै तो तारा किछि कहबो तो तोर कंपनी ऊपर किछि हक नै कि तू खाली पैसा दवार अछि ताको हला तू केमती भी पैसा दै छी सेटा कोन बोर्ड ऑफ मेंबरशिप रहला गोटे अच्छा परमानेंट टाइप इंडिपेंडेंट बोर्ड ऑफ मेंबर्स टाइप रहला से हां इंडिपेंडेंट हां मु इंडिपेंडेंट माने मु एटा कहूची कि तू जंती कहलु कि 5 वर्ष पर 10 वर्ष पर जो फाइनेंशियली इंडिपेंडेंट हे जो मु सेही जिनसडा पचार कि जदी गोटे मेंबर माने जे भी हो तारा शेयर्स किछि अछि कंपनी रे किछि भी लाइक प्रॉफिट परसेंटेज अछि तो इंडिपेंडेंट ता परटो केमती हेबो प्रोसेसटा देखे फंडिंग सला पर जुमान सब तो फंडिंग देई थिबे हां से माने जदी पैसा नेबे जो रिटर्न नेबे नहले बोर्ड ऑफ मेंबर्स हिसाब रे रहबे अच्छा माने कंपनी शेयर रहबे एमती
इंडिपेंडेंट तो हेई परिबेनी जदि से माने शेयर बिकले आउ थरे कंपनी को अच्छा इंडिपेंडेंट अच्छा हेबे नहले एमती किछ नै नहले से माने सब बोर्ड ऑफ मेंबर हिसाब रहइबे सब भल लागला बहुत भल लागला डिस्कशन एतकी जानलोनी बहुत भल कथा हला कि एतकी डीप नॉलेज दउचंदी तमर सेटा बहुत भल कथा एक्सपीरियंस वाइज केतकी माने तू हमर कोन कहबू नथिला एते स्टार्टअप कल्चर एते नथिला माने हमर जे सीनियर अछि सी ही सब किछ माने स्टार्टअप कल्चर ही नथिला हमर सी आरंभ करचंदी हमर जे सीनियर थिले जणे मु नथिला नहले हाँ हम हाँ ऊपर हाँ क हमर माने सुपर सीनियर माने तक बगैर नथिला स्टार्टअप माने किछ से अच्छा हमर जे सीनियर अछन सी ही आरंभ करचन स्टार्टअप माने कॉलेज रे कल्चर टा जाबी किंतु पूर्वर थिला एंटरप्रेन्योरशिप क्लब थिला किंतु ए स्टार्टअप विषय किछ नथिला एबर स्टार्टअप पे गोटे अलग क्लब है एंटरप्रेन्योरशिप अच्छा तळे ही गोटे अच्छा 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 अंडर अच्छा हाँ एंटरप्रेन्योरशिप हाँ अंडर ही गोटे सैट बेली अच्छा 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 भल मत तो लगे कि स्टार्टअप कल्चर बहुत ये होगा था मो कॉलेज रो हाँ फर्स्ट बिफोर ऑर्गेनाइजेशन जॉइन कले मो फर्स्ट एनकाउंटर हेतला ही गोटे स्टार्टअप संगे जसा काम करथले मु तो स्टोरीटा कहूँ बहुत इंटरेस्टिंग स्टोरी हाँ मु एटा थिली जस्ट मासे जस्ट मिड टर्म टाइम रे बुझिलु माने डिसेंबर हाँ आगुरु आगुरु हला फर्स्ट सेम जस्ट चलची आरंभ होईची लाइक सेतेबेले सब बतेले कि मैम सब लाइक जब कोचिंग क्लासेस होतला जतेबेले लाइक पर्सनल ट्रेनिंग जो हाँ क्लासेस हुए तमरो क्लासेस जतेबेले होतला सेटा सेतेबेले बतौतले कि हां एमती लिंक्डइन ने क्रिएट करिवो प्रोफाइल क्रिएट करिवो हाँ एमती एमती जो बेसिक्स जोटा बिजनेस वर्ल्ड रे कि कॉर्पोरेट वर्ल्ड रे कोठी भी जो काम आसीबो जो बेसिक जिंस हाँ तो हेंती करू करू तापरे मु भरली कि कोन कोन जानची कोन बेले ऑफर उटा आइला हला स्टार्टअप रो जोटा कि लोकल हाँ स्टार्टअप रो आइला हला तो सी माने सेटा कि फर्स्ट टाइम भी एनकाउंटर एंती इतला कि सी मते डाकिला को यूजुअली मते लागिला कि हां कोठी या तो को पर्सनल बोर्ड स्पेस को डाकिवो कि हां तारा हाँ इंफ्रास्ट्रक्चर कोठी को डाकिवो गोटे करिया को आ सेठी सेना मोर माने भाई पूरा स्ट्रेस कि भाई केमती करिवि केबे एक्सपीरियंस नै किछि हाँ एक्सपीरियंस नै कोन केमती करिवु हला हाँ तो से डाकिला मते गोटे चाह चाह दो चाह कैफे को डाकिला हला आ मु चाह पा पिउ हाँ भी नथली मु पिए भी नै हला डाकिला तो मते तो हाँ फर्स्ट स्ट्रेस हला कि भाई चाह दुकान जाई केमती ताको इंटरेक्ट करिवु फॉर्मल तापरे हेतले मु जाई मैम को बुझिली रे गोटा गोट 2-3 दिन आगु जाई हाँ बुझिली कि मैम केमती हुए फॉर्मल मीटिंग केमती कहले कि हाँ चाह माने सेटा कि तमे जण गेस्चर भी जानिबो हंती कि से को प्लेस को डाकुची जदी प्लेस ऑफ हाँ मीटिंग तमरे इनफॉर्मल होची माने कैजुअल टॉक हबे एतके भी स्ट्रेस नै आराम से करिवु हाँ तो ସେଇଠି ତାକୁ ତା ଆଗରୁ କଥା ଲାଗିଥିଲି ମତେ ସେ ବତଉଥିଲା କଣ କେମିତି କଥା ମାନେ ହେଇଥିଲା ଚାଟ୍ ମିଟିଂ ଯେତେବେଳେ କଲି आइडिया फाइडिया कहथिबे हाँ केमती कोन हाँ काम हाँ थिबो हाँ सेटा हाँ कहथिबे हाँ 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 लाइक मु मते से प्रॉपर ब्रीफ वीडियो ଦେଇଥିବେ मेकिंग ଟିକେ हाँ हाँ वीडियो हाँ मेकिंग ପାଇଁ ଡାକିଥିଲା एक्चुअली ମୁଁ କହୁଛି ହେଲା नीड पर हाँ मोर हाँ ରୋल ଥିଲା ଏଇଟା ହେଲା हाँ ତ हाँ ତାପରେ ମୁଁ ଗଲି ବୋଲେ ସିଏ ମତେ ବତେଇଲା କି ହଁ ଏମିତି ଏମିତି ଜଷ୍ଟ ଫ୍ରେଶ ଖୋଲିଥିଲା ହେଲା ମାନେ ଏତକି ବି ଇଏ କରୁନଥିଲା हाँ ତା ଆଇଡିଆ ବି ଭଲ ଥିଲା ଲାଇକ୍ Amazon ଫର୍ ମାନେ Amazon ଭଳିଆ ପ୍ଲାଟଫର୍ମ ଇ କମର୍ସ ପ୍ଲାଟଫର୍ମ ଫର୍ ଲାଇକ୍ ଗ୍ରୋସରିଜ ଆଣ୍ଡ ଯୋଉଟା ଫ୍ରୁଟ୍ସ ସବୁ ତା ଲାଗି ହେଲା ମାନେ हाँ ଲୋକାଲ ଏରିଆ ତ ସେଟା ଗୋଟେ ଭଲ ଆଇଡିଆ ଥିଲା ଆପ୍ସ लाइक बिग बास्केट बिग बिग बास्केट बास्केट हाँ बिग बास्केट आउ दी तीनटा मते हाँ से देखै भी थिला तळे फूड पांडा जेंतिया से टाइप रो हाँ 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 से टाइप रो क्रिएट करिया मिक्स लागि ହେଇକି ଅଛି ଆଉ ଫୁଡ ପାଣ୍ଡା ବିଗ ବାସ୍କେଟ ଟିକେ बस ଟିକେ ଆଇଡିଆ ମିକ୍ସ ହେଇଛି ସବୁଥିରୁ हाँ बस ବାସ୍ पूरा से टाइप रो थिला आइडिया हला तो मते आइडिया ହଁ रे कोण अछि बाकी से मते कहला कि तापर मार्केटिंग ऊपर मते पसेला सी हला मार्केटिंग रे पसेला मार्केटिंग रे मु पळै गली तापर मार्केटिंग टोटल लाइन इंट्रोड्यूस हेली हेतळे हला वीडियो ହଁ मेकिंग भी टिके टिके करछि हला तापर लाइक मते प्रेशर हैंडल हला मु छाड़ देली हेतळे हला मु कहली नहीं ବହୁତ हवनी हला ପ୍ରେସର ସମ୍ଭାଳିବାକୁ ପଡେ ବହୁତ बहुत ପ୍ରେସର ଭାଇ बहुत ବହୁତ प्रेशर ପ୍ରେସର ବହୁତ ପ୍ରେସର ଇନ ଦ ହଁ ସେନ୍ସ ମୁଁ ହ୍ୟାଣ୍ଡ ସେତେବେଳେ ମତେ ଜଣା ନଥିଲା କି କଣ କରିବି ଏବେ ଯେମିତି ତୋର ମାଇଣ୍ଡରେ ଏତିକି ମ୍ୟାଚୁରିଟି ହେଇଛି କି ତୋତେ ଜଣା ଅଛି କି ସପୋଜ ମତେ 5ଟା କାମ ମିଳିଲା ମୁଁ କୋଉ ଟାଇମରେ କଣ କରିବି ବୋଲେ ମୋର ସରିବ ହଁ ଡେଡଲାଇନରେ ସେଇ ଟାଇମରେ ତତେ ସେୟା କହିବ କାମ କାମ ତତେ ମତେ ଷ୍ଟ୍ରେସ୍ ହଉଥିଲା ବହୁତ ଷ୍ଟ୍ରେସ୍ ସେଇ ଟାଇମରେ ଆଂଜାଇଟି ହଉଥିଲା କି ଭାଇ ମୁଁ କ୍ଲାସ କେତେବେଳେ କରିବି କାମ କେତେବେଳେ କରିବି ହେଲା ଆଉ ସେତେବେଳେ ଲାଇକ ଥିଲା କି ଏତିକି ବି ନଥିଲା ମତେ ଜଣା ବି ନଥିଲା କ୍ଲବ ତ ସେଇଟା ଫାର୍ଷ୍ଟ ଥିଲା ତାପରେ ହଁ ଯାଇକି ହଁ କ୍ଲବ ଜଏନ କଲି ସବୁ ତ ଧୀରେ ଧୀରେ ସେଇଟା ଇଏ ହେଲା ତ କ୍ଲବ ମାନେ ତତେ ଜଣେ ସପୋଜ ଜଏନ କରୁଛି ଗୋଟେ ପିଲାଟେ କଲେଜ ହଁ ଜଏନ କରୁଛି କୋଉ ବି କଲେଜ ହଉ ତୋର କଣ ଟିପ ଅର୍ଗାନାଇଜେସନ ତାକୁ ଜଏନ କରିବା କଥା ମାନେ କି ଖାଲି ପଢା ଉପରେ ଫୋକସ କରିବା କଥା ପଢା ତ ସମସ୍ତେ କରିଦେବେ ଫାଷ୍ଟ କଥା ସେଇଟା ପଢା ତ ସମସ୍ତେ କରିଦେବେ ଯିଏ ନାହିଁ ସିଏ ଚାହିଁଲେ କରିଦେବ ହୁଁ କିନ୍ତୁ ଗୋଟେ ଏନ୍ଜୟ କରିବା କଥା ଲାଇଫ ଆଉ ଗୋଟେ କିଛି ନୂଆ ଶିଖିବାକୁ ହେଲେ ତ କିଛି ଗୋଟେ କ୍ଲବ ଜଏନ କରିବାକୁ ହୁଁ ପଡିବ ହୁଁ ଯାହାହେଲେ ହୁଁ ସେଇଟା କ୍ଲବ ସେଇଟା ଜଏନ କଲେ ଶିଖିବ ନୂଆ ନୂଆ ବହୁତ ଜିନିଷ ଶିଖିବାକୁ ମିଳେ ହୁଁ 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 ଫାଷ୍ଟ କଥା ତ ପଢିଲେ ତ ସେମିତି ମାନେ ସେମିଷ୍ଟର 10 ଦିନ ପୂର୍ବରୁ ପଢିଦେଲେ ବି ହେଇଯାଏ ସବୁ କିଛି ସେଇଟା ସେଇଟା ଫାଷ୍ଟ କଥା ସେଇଟା ସେଇଟା ହଁ ହଁ ଶିଖିବାକୁ ତ ମିଳିବନି ସେଟା କେବେ ହୁଁ ଏମିତି ତ ମାନେ କଲେଜ ପଢିଲା ପରେ ଡାଇରେକ୍ଟ ତୁ ଯାଇ ଚାକିରି କରିବୁ ସେଇଠି ହୁଁ ଯଦି ଡାଇରେକ୍ଟ ପ୍ରେସର ପ୍ରେସର ମାନେ ପ୍ରେସର ଏକ ହୁଁ ହବ ଯଦି ହୁଁ ସମ୍ଭାଳି ପାରିବୁନି ତାହେଲେ ଜବ୍ କୁଇଟ୍ କରିବାକୁ ପଡିବ ବହୁତ କିଛି ହଁ ସେଇଟା 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 କିନ୍ତୁ କଲେଜରେ ଥିଲାବେଳେ ଜଏନ କଲେ ମାନେ ସବୁ କିଛି ଶିଖିବାକୁ ମିଳେ ହୁଁ ମାନେ ବହୁତ ଲୋକଙ୍କ ସହିତ ମିଶି ପାରୁ
बहुत कि लाइक माइंडेड पीपल तापर अनलाइक माइंडेड पीपल भी थांदे बहुत सारे पीपल भी थांदे बेसिकली हाँ तो एक्सपोजर जब मिल किसी जाओ बस शिक्षा मिले सेतकी हाँ 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 एक्सपोजर मिल जाए बहुत एक्सपोजर मिले हाँ बहुत सेटा सेटा ठीक है ना सेटा बहुत एक्सपोजर मिले सेटा माने एक्सपोजर मिलीगला तुमको बता देले कि तुमको जो हाँ स्टार्टिंग रे तुम फ्रेंड ग्रुप रे तुम कहीं तुम फ्रेंड ग्रुप फ्रेंड सर्कल जो बनेबो सेटा भी तो तुमर थिबो हाँ कि तुम लाइक माइंडेड तुम तो हेंती नहीं कि जे हाँ तुमर कैटेगरी रे ता संगे संग होबो ना माने फ्रेंड थाई पर बाकी हाँ बात कथा तो तुम सेतकी लोकन संगे लागिवो तो को भी हाँ ऑर्गेनाइजेशन जॉइन करले कोन तुमको हैंडल तुमर बाध्यता ता संगे तुमको हैंडल करिया पड़िबो मिसिए हाँ बस तुमको हाँ या तो हो कि तुम सीनियर था तो तुमको रिपोर्ट करिया लगे पड़िबो ताको कौन काम कल इन द वे और द अदर तुमको जाई ताको ये करिवा लगे पड़िबो सेठी ऑप्शन नहीं कि मो आसे कथा लागिबिनी मो हैंडल कर देबी हाँ तो से मिसिबिनी हाँ आसे नहीं या हम्म ये मते भल लागुनी मी आसे मिसिबिनी आसे कथा बस होचन हिंती तो बस हेई सेमती परिबनी हबनी ऑप्शन नहीं हंती ऑप्शन नहीं अच्छा ऑप्शन सेटा तो ताले हाँ माने सेटा मु भाबे कि ऑर्गेनाइजेशन जॉइन करिया बहुत इंपोर्टेंट हाँ तम पैशन हिसाब से तुम डिसाइड करि परिबो तुम कॉलेज रे केमती हाँ सिस्टम अछि पैशन ता हिसाब ऊपर रे बस तो डिसाइड करि बहुत सारा परिबो क्लास अछि बहुत सारा माने बहुत पिलांग अलग अलग पैशन अछि हम्म से हिसाब रे जॉइन कर परंदी हम्म तमर भी सेटा तो बहुत थिबो बहुत सारा क्लास थिबो बहुत आमर 200 प्लस ऑर्गेनाइजेशंस अछि भाई कॉलेज रे खाली भाई सेटा 200 आ टा क्लास ता ऊपर टायर वाइज अछि कि टायर 1 माने जोड़ा सबुटा एक्टिव अछि टायर 1 तापर टायर 2 तापर टायर 3 एमती पूरा टायर वाइज अछि तो सेटा कोन कहबो ऑर्गेनाइजेशन बहुत अछि सेतले कि हमको भाबिया पड़े हाँ ऑफर आसले लाइक हमको हाँ ऑफर लाइक गोटे फर्स्ट तू अप्लाई करिवु गोटे मोमेंट हाँ पर जेतले टिके सीनियर ही जबो तते ऑफर आसे कि हां तो एठी का काम करिया लागि ओहो कि एठी का काम करिया लागि हम एटा ऑफर करछु अनऑफिशियली नॉट कि पब्लिकली बाकी हाँ अनऑफिशियली आसे हाँ ऑफर्स तो तते हेठी भाबिया हाँ लागि पड़िबो डिसाइड करिया लागि पड़िबो कि कोठी की जीवु हला कहीं कि तते पैसा दोनांती कोठी ऑब्वियसली तू फ्री रे ही काम हाँ करिवु से जोठी भी करिवु तो हाँ सेटा बहुत भाबिया लागि पड़े कोठी काम करिवु रिसेंटली भाई कौन हला कि गोटे मो सांगटे कहला कि इंटर्नशिप गोटे जगह दउछि हाँ आसीबु कि करिवु कि कहला पैसा भी दो मु कहली हो कथा लागिबा ताको कॉल कले हाँ मु कहली हला मु कहली कि से पचाले केते नबु मते पचाले लाइक दि तीनटा कथा पर डायरेक्ट पचाले केते नबु तो मु तो कहली कि यूजुअली हाँ मु एते कले बोले एतके पैसा ने हाँ एतके निए बोली तो कहली हाँ कहला हाँ कि हमर अछि समथिंग 36K समथिंग मंथली तो देबो हाँ 36K आउ काम करियो बाकी सेटा हाँ फुल टाइम थिला बाकी मु एतकी कथा लागिला पर तापर से मते कहला फुल टाइम थिला एटी का माने ओ मोहाली चंडीगढ़ रे आसी कि प्रॉपर 9 to 6 काम करियो मु कहली तब हाँ मु हाँ कॉलेज स्टूडेंट मोर ठीक अछि मु वर्क फ्रॉम होम जदी मु वर्क फ्रॉम मतलब मे भी करथांदे बाकी हाँ जाईकी करवाटा बहुत ये ଯାଇକି ହଁ ରହିବାଟା ଏବେ ପୁଣି ଲକଡାଉନ ଚାଲିଛି ବହୁତ ଅସୁବିଧା लॉकडाउन चलची अलगा माने थिले भी ହଁ कॉलेज रे बहुत प्रैक्टिकली इम्पॉसिबल भाई हेतकी ହଁ भी ପ୍ରାକ୍ଟିକାଲି ଇମ୍ପସିବଲ ହଁ बस କ୍ଲାसेस ବି ଅଛି बस କ୍ଲାसेस बस ସହିତ ମେଣ୍ଟେନ हाँ କରିବାର ଅଛି हाँ ପୁରା हेतकी भी मच्योर ही नहीं कि मु पूरा हेतकी हैंडल कर दी बाकी हाँ सेटा माने ହଁ बहुत ये जॉब लगी ହଁ तोर ହଁ कोन माने प्रेफरेंस कहि पार कि तोर कोन व्यू अछि जॉब ऊपर कि को लाइन ने जॉब करियो चाहू छु एज ऑफ नाउ पछरे चेंज ही ଆଜ ଅଫ୍ पारे ନାଉ हाँ हाँ ଭାଇ सेटा ଠିକ ଠିକ सेटा तो बहुत ହଁ डिपेंड करे को हाँ ଆଜ ଅଫ୍ ନାଉ ତ ଏବେ ତ ହାର୍ଡୱେର କମ୍ପାନୀରେ ମାନେ ଜବ୍ କରିବାକୁ ଇଚ୍ଛା ଅଛି हम्म କେତେ ଦିନ ଜବ୍ କଲା ପରେ ଗୋଟେ हम्म ନୂଆ ଆଇଡିଆ ଉପରେ କାମ କରିବାକୁ ଇଚ୍ଛା ଅଛି माने ଜଷ୍ଟ ଲାଇକ ମାନେ ଆଉ हाँ ଜବ୍ हाँ माने एट द ଖାଲି एंड ଜବ୍ तो हाँ କରିବାର ନାହିଁ स्टार्टअप लाइन ने जीवार अछि हला बस ହଁ तो स्टार्टअप लाइन भी को जिनस रे इंटरेस्ट अछि माने मु कहूची को मो ऑप्शंस माने क्रिएट के बेसिकली ହଁ गोटे तो हला कि स्टार्टअप लाइन की को स्टार्टअप रे काम करियो बेसिक वर्कफोर्स हिसाब रे सेटा इंटरेस्ट अछि कि ହଁ सीईओ मैनेजमेंट लेवल ले काम करिवा इंटरेस्ट अछि कि आउ को लाइन ने इंटरेस्ट अछि तते स्टार्टअप रे भी ଜଷ୍ଟ जो ମାନେ जेबो ନିଜର ଗୋଟେ ଆଇଡିଆ ନେଇକି ଗୋଟେ ଆରମ୍ଭ କରିବାର ଅଛି ପୁରା हम्म ଇନିସିଆଲି हम्म ପୁରା ଆରମ୍ଭ କରିବାର ଅଛି ଜଷ୍ଟ ସେଇଟା ଲାଇକ ଦ୍ୟାଟ ତ ଷ୍ଟାର୍ଟଅପ ରେ ଭାଇ ବହୁତ ଫେଲିୟର ରେଟ୍ ଅଛି ତ କଣ ତା ଉପରେ କଣ ବିଚାର ଅଛି ତୋର ବହୁତ ହି ଫେଲୁଅର ଅଛି ଟିକେ ନା ବହୁତ ହି ଫେଲୁଅର ଅଛି ବହୁତ ହଁ ଫେଲିୟର ଅଛି ହଁ ହଁ ଆଉଟ୍ ଅଫ୍ ହଣ୍ଡ୍ରେଡ ଗୋଟେ ଜଣ ଜଣେ ଦି ଜଣ ଆଉଟ୍ ଅଫ୍ ହଣ୍ଡ୍ରେଡ କଣ ଆଉଟ୍ ଅଫ୍ ଥାଉଜେଣ୍ଡ ଜଣେ ଦି ଜଣ ଏଇଟା ଦେଖିଛୁ ନା ସକ୍ସେସଫୁଲ ହଉଛି ଟିଭିଏଫ ପିକ୍ଚର୍ସ ଦେଖିଛୁ ନା ହଁ ଦେଖିଛି ଦେଖିଛି ଭାଇ ଦେଖିଛି ସେଇଥିରେ ଯେତେବେଳେ ତା ଇଏ ବସ୍ ପାଖକୁ ଯିବନି କି ମୁଁ ଛାଡିଦେବି ପୁରା ଗୁରୁର ଯାଇଥିବ କି ହଁ ଆଜି ଜବ୍ ଛାଡିଦେବି ତ ସେ କହିବ ତୁ ଦେଖୁଛୁ ଏତିକି କ୍ୟାବିନ ଅଛି ସବୁ ଦିଟା କ୍ୟାବିନ ଛାଡିକି ନେକ୍ସଟ 3 ନମ୍ବର କ୍ୟାବିନରେ ଗୋଟେ ଷ୍ଟାର୍ଟଅପ ଆଇଡିଆ ବାଲା ବସିଛି କ ଛାଡିକି ଯିବୁ କି ଏବେ ବି ହ୍ୟାଲୋ ଶୁଭୁଛି ନା ହ୍ୟାଲୋ ହ୍ୟାଲୋ ହଁ ତୋର ଡାଉନ ନା ମୋର ଡାଉନ ଅଛି ମୁଁ ଜାଣିନି ମୋ କଥା କ୍ଲିୟର ଶୁଭୁଛି କହ ହଁ ତୋ କଥା କ୍ଲିୟର ହଁ ଶୁଭୁଛି ତୋ କଥା ବି କ୍ଲିୟର ଶୁଭୁଛି ଭିଡିଓ ଠିକ ଅଛି ତ
हां वीडियो ठीक अछि ठीक अछि ठीक अछि मझी मझी जाउथो नेट भाई इंडिया रे अलगा लेवल ले हां अछि तोर देखो मझिरे मझिरे रेड देखो केतले सिग्नल तोर देखो ହେଇଥିବ ମୁଁ ଜାଣିନି ଭାଇ ଏଇଟା ବହୁତ କଷ୍ଟ ମଷ୍ଟ ନେଟ୍ ଆସିଛି ସବୁ ଅଲମୋଷ୍ଟ ସବୁ ପଡକାଷ୍ଟ ରେ ହେଇସାରିଲାଣି 2-3 ଥର ହେଲା ବହୁତ ଖରାପ ଖରାପ ସିଚୁଏସନ ବି ଆମେ ଦେଖିଛୁ ଗୋଟେ କରୁଥିଲି ଆ ସାଙ୍ଗେ କରୁଥିଲି ନ୍ୟୁଜ ବୟ ଜାଣିଥିବ ଯଦି ୟୁଟ୍ୟୁବ ରେ ଅଛି ଗୋଟେ हां 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 ତା ସାଙ୍ଗେ ଗୋଟେ ପଡକାଷ୍ଟ ରେକର୍ଡ କରୁଥିଲି ବେଲେ ତାର ତ ଲାଇନ ପଳେଇ ଯାଇଥିଲା ମତେ କହିଲା କି କେତେ ସକାଳ 8:30 ବେଳେ ରେକର୍ଡ କରୁଛୁ ମୁଁ 10ଟା ବେଳେ 11ଟା ବେଳେ କ୍ଲାସ ଥିଲା ମୋର ସେଇଦିନ ତା ସାଙ୍ଗେ ରେକର୍ଡ କରୁ କରୁ ସେମିତି ଲାଇନ ପଳେଇଲା କହିଲା କି ଭାଇ ସେ 2-3 ଥର ଶିଫ୍ଟ କରିଛି ମୋବାଇଲ ଡେଟା ମଝିରେ ତ ହେଲା ସେଇଟା ବି ବହୁତ ବଢିଆ मोर भी କନଭରସେସନ କରିବାକୁ ପଡିବ ବ୍ୟସ୍ତ ନାହିଁ ଆଉ ଟିକେ ପରେ ମୋର ବି କରିବାକୁ ପଡିବ କରିବା କିଛି ନାହିଁ ଯେତେବେଳେ ହବ ଯାଏ କରିବା ଏଇଟା ହଁ ହଁ ଷ୍ଟାର୍ଟଅପ୍ ବିଷୟରେ କଥା ଲାଗିଲା ଜେନେରାଲ ଉପରେ ହଁ ଏଇଟା କହ କି ଗଭର୍ଣ୍ଣମେଣ୍ଟ କଲେଜର ମାନେ ଏକ୍ସପିରିଏନ୍ସ କେମିତି ଅଛି ଯୋଉଟା ବହୁତ କୁହନ୍ତି ଗଭର୍ଣ୍ଣମେଣ୍ଟ କଲେଜ ବିଷୟରେ ବହୁତ ଖରାପ କୁହନ୍ତି ଭଲ ବି ବହୁତ ଜିନିଷ କୁହନ୍ତି ତ ତତେ କଣ ଲାଗିଲା ଯେତିକି ତୁ ଜିନିଷ ଶୁଣିଥିଲୁ କାଇଁ ତୁ ବି ଶୁଣିଥିବୁ ଅବଭିୟସଲି ଯିବା ଆଗରୁ ହଁ ତ ଯୋଉ ଜିନିଷ ଶୁଣିଥିଲୁ କେତକି ରିଆଲିଟି ଆଉ କେତକି ଜିନିଷ ମାନେ ଫେକ୍ କଣ କଣ ତୁ ଜାଣିଥିଲୁ ତୁ ଯାହା ସତ କଣ ଶୁଣିଥିଲି କଣ ହଁ ମୋଷ୍ଟ ଅଫ ଦି ଥିଙ୍ଗ ହଁ କହ ଯେଟା ପଢା ହୁଏନି ଠିକ ସେଟା ଶୁଣିଥିଲି ଠିକ ହଁ ଅଛି ହଁ 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 ହୁଁ ତାପରେ ମୁଁ ଜାଣିନଥିଲି ଯେ ଏତେ ସବୁ ଏକ୍ସପୋଜର ମିଳେ ଏତେ ସବୁ ମାନେ ହୁଁ କ୍ଲବs ଅଛି ଏତେ ସବୁ କାମ ଶିଖି ହବ ହୁଁ ଏଇଟା ହୁଁ ଜାଣିନଥିଲି ଏଇଟା ଗୋଟେ ନୂଆ ଜାଣିଲି ହୁଁ ଏତେ ହୁଁ ସବୁ ହୁଏ ହୁଁ ହୁଁ ଆଉ ଜାଣିଲି ଯେ ଏତେ ସବୁ ଫ୍ରେଣ୍ଡଲି ଲୋକ ବି ଅଛନ୍ତି ସବୁ ହେଲ୍ପ କରିବା ବି ଲୋକ ଅଛନ୍ତି ମୁଁ ଜାଣିନଥିଲି ହୁଁ ମତେ ଲାଗିଲା ଯିଏ ଯା ବାଟରେ ଯିବ ଆସିବ ଆଉ କିଛି ନାହିଁ ହୁଁ ହୁଁ ବାସ୍ ହଁ ନିଜ କାମରେ ନିଜ ମତଲବ ଆଉ କିଛି ନାହିଁ ହୁଁ ହୁଁ କିନ୍ତୁ ଅଛନ୍ତି ଲୋକ ହେଲ୍ପ କରିବା ପାଇଁ ବହୁତ ଅଛନ୍ତି ହୁଁ ସେମିତି ହୁଁ ଅଛନ୍ତି କିନ୍ତୁ ଆଉ ସବୁ ଠିକ ଠାକ ଅଛି ଯାହା ଶୁଣିଥିଲି ସବୁ ଅଛି ମୋଷ୍ଟ ଅଫ ହଷ୍ଟେଲ ବିଷୟ ତ ଆଉ କଣ କହିବ ହଷ୍ଟେଲ ଜଣା ଅଛି ସବୁ ହଷ୍ଟେଲ ପିଲା ତ ମୋଷ୍ଟଲି ଫୁଡିଂ କେମିତି ଫୁଡିଂ ଆଉ କଣ ଗଭର୍ଣ୍ଣମେଣ୍ଟ କଲେଜ ଫୁଡିଂ ଠିକ ଠାକ କହିଲେ ଚଳିବ ଓଡିଏମ ଟୁ ଭଲ କହିଲେ ଚଳିବ ଭାଇ ମତେ ଭଲ ଲାଗିଲା ମତେ କିଏ ଗୋଟେ ପିଲା ଦରକାର ଥିଲା ଯେ କହିବ କି ତା କଲେଜ ଖାଇବା ଓଡିଏମ ଟୁ ଭଲ କାଇଁ ମୁଁ ବହୁତ ମିସ୍ କରେ ଭାଇ ଓଡିଏମ ଫୁଡ ସତରେ ଏବେ ବି ଏତକି ଆମର ଏତକି ମିଳେ ନା ଏମିତିଆ ଖାଇବା ମାନେ ଭୁଲ ନୁହେଁ ବାକି ପଞ୍ଜାବର ମେ ବି ଯେ ପଞ୍ଜାବୀ ଥିବ ତାକୁ ଏତକି ଲାଗୁନଥିବ ଲାଇକ୍ ୟେଲୋ ହଁ ଡାଲି ଯୋଉଟା ହରଡ ଡାଲି ବୋଧେ ଆମର ଯୋଉଟା ୟୁଜ ହୁଏ ହଁ ୟୁଜୁଆଲି ସେଇଟା ବିଲକୁଲ ନାହିଁ ୟେଲୋ ଦେଖିବାକୁ ମିଳିବନି ତତେ କଳାଠୁ ଆରମ୍ଭ ଆଉ କରି କଣଟା ବ୍ରାଉନ ଠୁ ଆରମ୍ଭ କରି ବ୍ଲୁ ମିଳିଯିବ ତତେ ସବୁ ରଙ୍ଗ ମିଳିବ କହିଲି ନା ୟେଲୋ ଭାଇ ମିଳିବନି ୟେଲୋ ମିଳିବନି ହେଲା ମାନେ ଫ୍ରଷ୍ଟ୍ରେଟ ହେଇଯିବ ଗୋଟେ ଓହୋ ମୋମେଣ୍ଟ ଲାଗି ପୁରା ଓ ସେ ରାଜମା ସବୁ ରାଜମା ଚାवଲ ସେରା ସବୁ ମିଳିବ ରାଜମା ତ ଖାଲି ଗୋଟେ ସବୁଦିନ ଅଲଗା ଅଲଗା ଡାଲି ହୁଏ ଭାବ ସେଇଟା ବି ମାନେ ଓ ୟେଲୋ ଭାଇ ବସ୍ 6-7 ଦିନ ଯାକ ୟେଲୋ କେବେ ମିଳିବନି ତତେ ହେଲା ମାନେ ଓଡିଏମ ରେ କେବେ ମଟନ ମିଳୁନଥିଲା ଭାଇ ମତେ ଓଡିଏମ ରେ କେବେ ମଟନ ମିଳୁନଥିଲା ଏଇଠି ମତେ ମାସକୁ 2 ଥର ମଟନ ମିଳୁଛି ବହୁତ ବଢିଆ ଆମର ତ ହଁ ଭେଜ ପୁରା କଲେଜ ଟା ଭେଜ ଖାଇବୁ ବୋଲେ ବାହାରେ ପୁରା ଅଛି ଭେଜ ପୁରା ଭେଜ ଇନ ଦ ଓ ସେନ୍ସ ଏବେ ଲାଷ୍ଟ 2 ବର୍ଷ ହେଲାଣି କ୍ୟାମ୍ପସ ରେ ମିଳିବ ଭାଇ ଗୋଟେ କଣରେ ଗୋଟେ ଏବେ ହଁ ପରମିଶନ ଦିଆଯାଇଛି ଗୋଟେ ଇଏ କୁ ଭାଇଲେ ସେଇଠି ହଁ ହଁ ସେଇଠି ନନଭେଜ ହୁଏ ଭାଇ ଆଣିପାରିବୁନି ରୁମ କୋଉ ଆଣିପାରିବୁନି ଖାଇବୁ ଯଦି ନନଭେଜ ସେଇଠି ହିଁ ଖାଇବୁ ଏମିତି କଣ ପାଇଁ ଏମିତି କଣ ପାଇଁ ନନଭେଜ ଟୋଟାଲ କ୍ୟାମ୍ପସରେ ନଥିଲା ନା ଆଲାଉ କରିଛନ୍ତି ବୋଲେ ହେତକି ରେଷ୍ଟ୍ରିକ୍ସନ କି ତୁ ସେଇଠି ହିଁ ଯାଇ ଖାଇବୁ ଆଉ ସେଇଠି ଭିଡ ଲାଗେ ମାନେ ପୁରା ରଥଯାତ୍ରା ଭଳିଆ ଭିଡ ହଁ ସେଇଠି ମାନେ ଭିଡ ଗୋଟେ ହିଁ ଥିବ ଦୋକାନ ଯେହେତୁ ଗୋଟେ ଦୋକାନ ନାଇଁ ପୁରା ରେଷ୍ଟୁରାଣ୍ଟ ଭଳିଆ ଅଛି ବାକି ବସିକି ଓହୋ ଖାଇବା ସେଇଠି ବହୁତ କଷ୍ଟ ହେଲା ଲାଇନ ଲାଗିଥାଏ ସେଇଠି ହେଲା ମୁଁ ତ ହଁ 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 ଖାଏନି ମୁଁ ତ ଛାଡି ଦେଇଥିଲି ନନଭେଜ ବାକି ମୁଁ ସାଙ୍ଗ ଦିନେ ଯାଇଥିଲେ ହଁ ଦେଖିବାକୁ ସେଇଠି ରେଟ୍ ଦେଖିଦେଲେ ହଁ ମୁଁ କହିଲି ଥାଉ ଭାଇ ମୁଁ ଭଲ ହେଲା ଖାଉନି ନନଭେଜ ମୋ ପଇସା ତୁ ଯାଇଥାନ୍ତା ପୁରା ଆବେ ତୁ ତ ଖାଉଥିଲୁ ନା ବେ ମଝିରେ ମୁଁ ଖାଉଥିଲୁ ନା ବେ ଛାଡି ଦେଇଥିଲି 11th ରେ ଛାଡିଦେଲି ନା ତୁ ଜାଣିନୁ କି 11th ଛାଡି ଦେଇଥିଲି ମୁଁ ହଁ ତୁ ଛାଡ ହଁ ଆଉ ମୋର ଖାଉନି ମନେ ମୁଁ ପଡିଲା ଠିକ ସେ ମତେ ଲାଗୁଥିଲା ତୁ ଖାଉଥିଲୁ ଟିକେ ଟିକେ ମଝିରେ କେବେ କେବେ ଖାଉଥିଲୁ ମତେ ଲାଗୁଥିଲା ଯା ମୁଁ 11 ଯାଏ ଖାଇଛି ପୁରା ଫର୍ଷ୍ଟ ଇୟର ଟା ଖାଇଛି ସେ ଫର୍ଷ୍ଟ ଇୟର ଲାଷ୍ଟ ବେଳକୁ ଛାଡିଦେଲି ତାପରେ ଛାଡିଦେଲି ତାପରେ ହଁ ଖାଇନି ହଁ ଆଉ ଇଚ୍ଛା ଲାଗିଲାନି ଆଉ ଏବେ ଇଚ୍ଛା ବି ଲାଗୁନି କି ହଁ ଖାଇବାର ଅଛି ବୋଲେ ଭଲ ଗୋଟେ ହିସାବରେ କଲେଜ ହିସାବରେ ସୁଟ୍ ହେଇଗଲା ହଁ ମତେ ହଁ ହଁ ସେଇଟା ସେୟା ସେଇଟା ମନି ମ୍ୟାନେଜମେଣ୍ଟ କେମିତି ଅଛି କହ କଲେଜରେ ତୋ ମନି ହିସାବରେ ମ୍ୟାନେଜମେଣ୍ଟ କଣ କରିବା ମନି ମନି ମ୍ୟାନେଜମେଣ୍ଟ କହ ମ୍ୟାନେଜମେଣ୍ଟ ମାନେ ପଇସା କମ୍ପାରିଜନ କେମିତି ଉଡି ଯାଉଛି ରହୁଛି କେମିତି ମ୍ୟାନେଜ କରିବା କଥା ଟିକେ ଉଡି ଯାଉଛି ଭାଇ ଉଡି ଯାଉଛି ଟିପ୍ସ କୋଉ ହଁ ଜିନିଷରେ ବେଶୀ ଉଡୁଛି ଖାଇବାରେ କି ଆଉ କୋଉଥିରେ ଖାଇବାରେ ଖାଇବାରେ ଭାଇ ଆମକୁ 3 ଟାଇମ ଖାଇବା ଦଉଛନ୍ତି ହେଲା ହଁ 3 ହଁ ଟାଇମ ଖାଇବା ଦେଲେ ମାନେ ହୁଁ ବ୍ରେକଫାଷ୍ଟ ଲଞ୍ଚ ଡିନର ହୁଁ ହୁଁ ଆଉ ଯ ମଝି ଟାଇମ ଟା ରହିଲା ସ୍ନାକ୍ସ ଟାଇମ ଟା ଇଭିନିଂ ଟାଇମ ହଁ ରେ ହଁ ଇଭିନିଂ ଟାଇମ ରେ ବହୁତ ସାରା ଉଡି ଯାଉଛି ବହୁତ ସାରା ବୋଲେ ବହୁତ ସାରା ତମର କେମିତି ଷ୍ଟଲ୍ସ ଅଛି ଫୁଡ ଷ୍ଟଲ୍ସ ଅଛି ନା କେମିତି ଅଛି କଲେଜ ତ କିଛି ନାହିଁ ନା ଆବେ କଲେଜ ତ କ୍ୟାମ୍ପସ ବାହାରକୁ ଅଲଗା ଆସ ନା କଲେଜ କ୍ୟାମ୍ପସ ଅଲଗା ମାନେ ହଷ୍ଟେଲ କ୍ୟାମ୍ପସ ଅଲଗା ଆଚ୍ଛା ଆଚ୍ଛା ତ ବାହାରକୁ ତମେ କୁଆଡେ ବି ଯାଇପାରିବ ହଷ୍ଟେଲ କଣ ହଷ୍ଟେଲ ରେଗୁଲେସନ କେମିତି ଅଛି ମାନେ ଓଡିଏମ ତ ଭଳିଆ ଅବଭିୟସଲି ନଥିବ ତ କେମିତି ଅଛି ହଁ ଆରେ ଦେଖ ଫାଷ୍ଟ ଇୟର ଯେତେବେଳେ ନୂଆ ନୂଆ ହଁ ଯାଇଥିଲୁ ନା ହଁ ସେତେବେଳେ ମାନେ ଡରିକି ରଖିଥିଲେ ସିନିୟର୍ସ ମାନେ କି 6ଟା ଭିତରେ ହଷ୍ଟେଲ ଏଣ୍ଟ୍ରି ହଁ ହଁ ହଁ
6ଟା ଭିତରେ ହଷ୍ଟେଲ ଏଣ୍ଟ୍ରି ତାପରେ କେତେ 3-4 ମାସ ପରେ जुआड़ जाइपर जुआड़ भी तू केते रात किंतु रेगुलेशन अछि ना खाली रूल्स अछि जे 6टा भीतर आसियार अछि किंतु राती 10टा रे आसिले पड़िबो किछ असुविधा अच्छा अच्छा रात रे आसी हुई नै जदी किछ एंती अछि ना ना एमती किछ हां ना किछ एमती किछ नै तू माने रहिया किछ नै बहुत लूज अछि को हां बहुत लूज अछि तू जेंती नाइ जे एमती ओडिया में जेंती काउंटिंग होतिला खाइया गले इतिक भाई आसिले भी इतिक थिला गोटे पिला मिसिंग अछि खोजो खोजो ताको खोजो एमती नै भाई मते जे मरि गेले भी किछ पाइयो खोजिया दरकार नै मरि गेले मरि गेला किछ नै पिला खोजियो जति खोजियो नाल मैनेजमेंट खोजिया को आसीबनी हां माने पिला वार्डेन्स घर लोक अछंती कि आसीबे नै ना को अछंती ना को अछंती मते भाई बुझा पड़ेनी गोटे तू बोधे फर्स्ट पर्सन जे ड्रॉप नै नांती माने माने जतकी जण आछंती एबे एटा बोधे 6th एपिसोड हम रिकॉर्ड करछु तो फर्स्ट पर्सन जे ड्रॉप आउट नै नी बाकी जतकी जण आछंती ऑलमोस्ट सब ड्रॉप आउट के वाला मु काउ चिंची काउ चिंची को तू खाली मोहित को ही चिंच खाली मोहित को चिंच ओहो खाली मोहित को चिंचु फर्स्ट मु एपिसोड चिनिया भीतर आउ के मोहित आसीबो हां मु हाँ चिनिया भीतर आउ के आसीबो कि मु चिनिया भीतर आउ के आसीबो तू सब चिनिमा भितरे ना हां नहीं नहीं ओडीएम रो लिस्ट आउ के नहीं ना दी ओडीएम रो के नांदी ओ ओडीएम रे के को देख ओडीएम मैक्सिमम पिला ड्रॉप आउट हला मैक्सिमम पिला ड्रॉप आउट बेले आउ कहा को तू डाकी परिउ मते लागे नै कि एक्स्ट्रा करिकुलर नहीं भाई मते दरकार कि एक्स्ट्रा भाई खाली पाठ पढी कोनटाई करियो सेटा हला हां मते दरकार कि पाठ पढे हेंती नहीं बाकी पैशनेट थिवा कथा हां किछि भी माने जे भी काम करछि बस हेतकी मु तो जाको भी डाकितली हेतकी कि पैशनेट थिवा कथा हेतकी हला हेतकी के का जाओ बाहर तू मते भाबिले सिमती तू मते जाओ सिमती भाबिले भाई काम मते करछु डाकिलो तू मु भाबियारे कोन अछि हेतकी काम करछु मु भाबियारे कोन अछि you are doing works that great that's great थैंक यू फॉर दिस ग्रेट कॉम्प्लीमेंट that is not great at all you are doing that work that's it that's it चल मु आउ एटा की 12th एक्सपीरियंस केन थला तोर ओडीएम विषय कथा लागो चतकी तो चल सेटा ता विषय टिके हो केंती थला 12th विषय कोन करी पूरा अनएक्सपेक्टेड 10th पर मोर सिक्योरिटी नथिला को कॉलेज रे पढी बेली मते कोठी मिल नथिला ढेंकानाल कोठी मिल नथिला को कॉलेज रे हां ढेंकानाल कोठी भी प्राइवेट कॉलेज नथिला फर्स्ट कथा सब गवर्नमेंट ही थिला मिल नथिला मोर केते 85 थिला 85 रे के समस्त मोर 80% समथिंग थिला समस्त कट ऑफ 85 थिला हां मते के नलेनी लास्ट को प्राइवेट रे जिबा हां प्राइवेट रे पणी ओडीएम रे कारण जदी ओडीएम रे बाबा के चिन्ह सुन जदी तोर हेई जाई थांता ढेंकानाल ले गुल्लू बेला ओडीएम आसना थांता हां आसना नहीं थांतु से ना आसना सतरे फर्स्ट कथा गवर्नमेंट आसना सतरे आसना भला भला अबे भला मिलनी बेल तो गली बाहर को हां बाहर को गली नहल नहीं अबे पूरा लास्ट मोमेंट रे मु एडमिशन नहीं पूरा लास्ट मोमेंट रे हां हां से मते सेठी फणी बाबांगर के ओडी चिन्हा थिला तांग सहित कथा हले बाबा को ओडी जाइथिले सटे बाबा बाबा मम्मी जाइथिले देखिदेले स्कूल हां भला अछि चल तोर एडमिशन हो सेठी बस मु देखि ना किछि ना मु एडमिशन दिन गली बस होला हां तोर सेठी तू सेठी पढिबो 2 वर्ष तापरे बस सेमती फास्ट मते तो पूरा बहुत होमसिक थिले तू जानथिबो हां तू भी थिले मु भी थिली सबु थिले एटा मु बाबू जे एटा ऑलमोस्ट सबु थिले दितेना पिला को छाड़ देले जो माने थिले कि हां भाई बाकी सबु हां होमसिक थिले लाइफ सेट लाइफ आते सेट पूरा फ्रीडम मिल छी बस 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 सेटा होमसिक थिले सिमती फर्स्ट ईयर रे होमसिक थिला तापरे एते किछि जान्न नथिले सब हॉस्टल लाइफ विषय आसिली जानली फर्स्ट ईयर तापर ते सेकंड ईयर उत्पात हेइछे हमें तो कॉलेज रे सेकंड ईयर तू हां कॉलेज रे तू केते टाइम स्पेंड करछु लाइक कॉलेज इन द सेंस कॉलेज हॉस्टल कथा कहू जे मु केते माने लॉकडाउन रो माने हबा जाय लॉकडाउन रे तो पळा आस्तु लॉक हां आरंभ रो लॉकडाउन जाय केते केते मास क्लास हे जे माने केते टाइम रहिछु हॉस्टल रे पाखा कहले 6 टू 7 मंथ्स हेतबो 6 to 7 months हां तो कंपैरेटिवली कॉलेज हॉस्टल लाइफ और जूनियर कॉलेज जोटा स्कूल हॉस्टल लाइफ कोटा बेटर तो कोई भी नहीं कोटा तो लगी कोटा मेमोरेबल एक्सपीरियंस थिला बेटर मेमोरेबल एक्सपीरियंस हो जी कॉलेज जो स्कूल वालाटा स्कूल वालाटा बस बिकॉज़ बस सेठी किछि फोन नथिला हला पिला समस्या सहित मिसथिले एठी फोन आसी गला निज निज दुनिया रे बिजी बस हां
मो मोहित संगे से डिस्कशन होतला ना सी भी सेटा माने कहउतला कि भाई मु एते मिस करे ना सीरियसली मोर 12th लाइफ टाको 10th माने 11 12 टाको एते मते मिस करे ना भाई भाई माने एते क्लोज वाला मिलंदिनी हॉस्टल की मिलंदिनी बहुत कम मिलंदी भाई मु किंतु आमे जिन थिले हाँ पूरा हाँ हाँ मते हेडा लागला ना कि मु पढ़देबी 4 वर्ष मोर गोटे जतकी हाँ बहुत डीप फ्रेंड भी जी हो ना ता संगे मु एतकी कथा शेयर कर नथिबे जतकी मु 10th माने 11 12th रे जा संगे मु बहुत से कम कथा लगी ता संगे जतकी इनसे शेयर करथी माने गोटे कॉलेज से हॉस्टल रहला असी वाला मो विषय बहुत की जानतो सी मो विषय हाँ बहुत की हाँ जानतो सी हाँ 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 ସେଇଟା से ସେଇଟା ସେଇଟା सिम्पली ମୁଁ ଭାଇ ସିରିୟସଲି ସେଇଟା ମତେ ଗୋଟେ ଭଲ ଲାଗୁଥିଲା ଲାଗେ ଆଉ ବାସ୍ କିଛି ବାସ୍ ନାହିଁ ବାସ୍ ବାସ୍ ହଁ ମାନେ ସେଇ ଟାଇମରେ ଲାଗୁଥିଲା ମାନେ କି ଫୋନ ଆଲାଉ ନାହିଁ କିଛି ନାହିଁ ଗାଳି ଦଉଥିଲୁ ବାକି ଏବେ ସେଇ ହଁ ଜିନିଷ ଲାଗୁଛି କି ଭାଇ ଠିକ ଥିଲା କି ମାନେ ଠିକ ଥିଲା ହେନ୍ତି ନାଇଁ କି ଆମେ ଏନଭାयରନମେଣ୍ଟ ମିଳିଥିଲା ବାସ୍ ଠିକ ବାସ୍ ବାସ୍ ହେନ୍ତି ବି ନଥିଲା କି ଆମକୁ କିଛି ଜଣା ନଥିଲା କି ଫୋନ ନାହିଁ ବୋଲେ କିଛି ଅପଡେଟେଡ ନାହିଁ ସେଇ ସବୁ ଜିନିଷରେ ପୁରା ହଁ ଅପଡେଟେଡ ଥିଲୁ କି ହଁ ଏଇଟା ଅଛି ଏଇଟା ହଁ ଅଛି ବାକି ସେ ସେତିକି ଥିଲା କି ଆଡିକ୍ସନ ନଥିଲା କି ହଁ ଭାଇ ଫୋନଟା ଅଛି ବୋଲେ ହଁ ଏଇଥିରେ ଖାଲି କଥା ଲାଗିବ ହଁ ଆଉ କାହା ସାଙ୍ଗେ କଥା ଲାଗିବନି ମାନେ ପଢା ସେୟା ଟାଇମରେ ପଢା ପୁରା ମାନେ ପ୍ରପର ଇଏ ଥିଲା ମୋ ହିସାବରେ ତ ଭାଇ ବହୁତ ହଁ ବହୁତ ମାନେ ପୁରା ଏନଭାयରନମେଣ୍ଟ କ୍ରିଏଟ ହେଇଥିଲା ପୁରା ପଢା ପାଇଁ ସେଠି ଏବେ ତ କିଛି ଏନଭାयରନମେଣ୍ଟ ନାହିଁ ପୁରା ଏବେ ପୁରା ଫ୍ରିଡମ ପୁରା ନର୍ମାଲ ଫ୍ରିଡମ କହିଲେ ଚଳିବ ଏବେ ମାନେ ପୁରା ମାନେ କଣ କୁହନ୍ତି ପୁରା ଇଣ୍ଡିପେଣ୍ଡେଣ୍ଟ ଭଳିଆ ପୁରା ଲାଗୁଛି ହଁ ହେଲା ପୁରା ସେଥିଲାଗି ବହୁତ ଇଣ୍ଡିପେଣ୍ଡେଣ୍ଟ ହଁ ସେଥିଲାଗି ତ ମତେ ବହୁତ ଟାଇମରେ କି ମତେ ଷ୍ଟ୍ରେସ୍ ବି ହୁଏ କି ଭାଇ ମୁଁ ତ ଇଚ୍ଛା ଲାଗେ କି ଫୋନ ଛାଡ଼ିଦିଏ ବାକି ଏବେ ଏତିକି ଡିପେଣ୍ଡେଣ୍ଟ ଅଛି କି ଫୋନ ଉପରେ କି ଛାଡି ହିଁ ହଁ ପାରିବନି ମାନେ ସେ ତ ଛାଡି ହିଁ ବାସ୍ ପାରିବନି ବାସ୍ ଘଣ୍ଟାଟେ ବି ଛାଡି ପାରିବନି ଘଣ୍ଟାଟେ ବନ୍ଦ କରି ସେଇଟା ରହିବୁ ଭାଇ ବାସ୍ କଣ ଆସିଥିବ ସିଏ କଣ କହିଥିବ ଗୋଟେ ସେଇଟା ସେ ଏ ଗୋଟେ କାମ କହିଥିଲି ଗୋଟେ କରିବା ବାସ୍ ପାଇଁ ବାସ୍ 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 ହଁ ବାସ୍ ସେଇଟା ସେଇଟା ମୁଁ ଇଭେନ୍ ସେଇଟା ଏମିତି ଖରାବେଳେ ଦିନେ ଶୋଇ ପଡିଥିଲେ ମତେ ଅଭ୍ୟାସ ଅଛି ମୁଁ ଏବେ ଏବେ ଯେତେବେଳେ କ୍ଲାସ୍ ନଥିଲା ଶୋଇ ପଡିଛି ହେଲା ସିଏ ହଁ ଏତେ ବଡ କାଣ୍ଡ ହେଇଛି ତା ଭିତରେ ନା ସିଏ ମତେ କଲ୍ କରିଛି ମୁଁ ଉଠେଇ ନାହିଁ ମୁଁ ସାଇଲେଣ୍ଟ ସବୁବେଳେ ମ୍ୟାକ୍ସିମମ୍ ଫୋନ୍ ସାଇଲେଣ୍ଟ ଥାଏ ସାଇଲେଣ୍ଟ ହଁ କରି ଶୋଇ ପଡିଛି ବସ୍ ଉଠିଲା ପରେ ସେ କହିଲା କି କୋଉଠି ଥିଲୁ ମତେ କହ ମୁଁ କହିଲି କି ମୁଁ ଯାଇଥିଲି ହଁ ବାହାରକୁ ତ ସେଥିଲାଗି ଉଠଉନଥିଲି ବୋଲି ଭାଇ ଏତିକି ହଁ ଠକିଛି ନା ମୁଁ ଦେଖୁଥିଲେ ଭଲ ହେଲା ଓଡିଆରେ କହୁଛି ଜାଣିନଥିବ ଭାଇ ସିଏ ଦେଖିଥିଲେ କହୁଥିବ କି ଭାଇ କେତେ ଠକୁଛି ଏଇ ପିଲାଟା ମାନେ ଆଉ କଣଟା କହିବୁ ହଁ ଭାଇ ମୁଁ ଏବେ ମାନେ ପର୍ସନାଲ ଟାଇମ କିଛି ନଥାଏ ଫୋନ ଲାଗି କି ମାନେ ହଁ ଅର୍ଗାନାଇଜେସନ ଜଏନ କରିବୁ ବୋଲେ ପୁରା ଟାଇମ ତ ତାଙ୍କୁ ଦବୁ ହଁ ସେଇଟା ତୁ ମାନେ ସବୁବେଳେ ପୁରା ମାନେ ହୁଁ ଅପଡେଟେଡ ହେଇକି ରହିବା ଦରକାର ପୁରା ହଁ ମାନେ ସେତିକି ଅନେକ ସେତିକି ବସ୍ତୁ ହଁ କାଳେ ଏଇ ବାସ୍ ଟାଇମରେ ବାସ୍ ଏଇ କାମଟା ଆସିବ ବାସ୍ ବାସ୍ କହିଥିଲେ ବାସ୍ ଏଇ ଟାଇମରେ କରିବେ ବୋଲି ହୁଁ 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 କହିବା ପାଇଁ କିନ୍ତୁ ଆସିନାହିଁ ଅପେକ୍ଷା କରି ସେଇଟା ବସିଥିବୁ ସେଇଟା 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 ଅପେକ୍ଷା କରିକି ବସିବାଟା ବହୁତ ମାନେ ଇଏ ସେଇଟା କି ହଁ ମୁଁ ଏଥିଲାଗି କୁହେ କି ଲାଇକ୍ ଆମର ଯେମିତି ମୁଁ ଡେଲି ଅଲମୋଷ୍ଟ ସବୁ ୱିକରେ ଗୋଟେ ଗୋଟେ ଭିଡ଼ିଓ ଯାଏ ଯୋଉଟା ଏଡିଟ୍ ହୁଏ ହେଲା ତ ମୁଁ ହଁ ତାକୁ କୁହେ କି ତୁ ମତେ ଟ୍ୟୁଜଡେ ଦିନ ଯାଏ ଆମର ଲାଇକ୍ ମୁଁ ଆଲମନାଇ ଆସୋସିଏସନ ଯୋଉଟା ସେଇଥିରେ ଅଛି ତ ସବୁ ହଁ ଟ୍ୟୁଜଡେ ତାର ଗୋଟେ ସବୁ ଆଲମନାଇରେ ଗୋଟେ ଗୋଟେ ଆଲମନାଇରେ ଭିଡ଼ିଓ ଯାଏ ତ ମୁଁ ତାକୁ କୁହେ କି ତୁ ଜଲ୍ଦି ମାଗିକି ନେଇ ମତେ 5 ଦିନ ଆଗରୁ ଦେଇଦେବୁ ମୁଁ କରିକି ତତେ ଥୋଇ ଦେଇଥିବି ସେଫ୍ଟି ହଁ ଲାଗିକି ବାଇଚାନ୍ସ କିଛି ହଁ ହେଲା ହଁ ପୁରା ପିକ୍ ଟାଇମରେ କରିବାଟା ବହୁତ ରିସ୍କ ନା କି ଭାଇ ହଁ କଣ ହବ ସେଇଟା ସେଇଆ ଗୋଟେ କଣଟା ହବ କିଏ ଯେ ହବ ଠିକ ଠିକଣା ନାହିଁ ଭାଇ ଠିକଣା ନାହିଁ ନା ହଁ ହେନ୍ତି ହେଇକି ତ କିଛି ବି ମାନେ ହେଇପାରେ କିଛି ବି ବାସ୍ ହେଇପାରେ ବହୁତ ହଁ ବହୁତ ଇସ୍ୟୁ ତୋର ହଁ ମାନେ ସେଇଆ କଣ କାମ ତମର କେମିତିଆ ଥାଏ ମାନେ ୱାର୍କ ଉପରେ ଲାଇକ୍ ବତେଇଲୁ ତ କଣ କଣ ଶିଖାନ୍ତି ସେଇଟା କାମ କଣ କଣ ହଁ ମାନେ କରନ୍ତି ତମଠୁ କୋଉ ଜାଗାରେ କାମ କଣ କଣ କାମ କରନ୍ତି କହ ଦେଖ ଆମର ତ ମୁଁ ଏଣ୍ଟରପ୍ରିନରସିପ କ୍ଲବ ବିଷୟରେ କହିବି ଆମର ହୁଁ ଡୋମେନ ଅଛି ମାର୍କେଟିଂ ଅଛି ହୁଁ ହଁ ହୁଁ ତାପରେ ଅଛି ତାପରେ ଆଇଟି ବାଲା ଗୋଟେ ଡୋମେନ ଅଛି ପୁରା ହୁଁ 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 ହଁ ହୁଁ ଗୋଟେ ଜଣେ ୱେବ ସମ୍ଭାଳିବ ଆଉ ଜଣେ ଆପ୍ ସମ୍ଭାଳିବ ସେଇ ହୁଁ ଟାଇପ ର ହୁଁ 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 ହଁ ହୁଁ ଆଉ ଆଉ ତ ଅଛନ୍ତି ସବୁଥିର ସବୁ ଡୋମେନ ହେଡ୍ ଅଛନ୍ତି ଆଉ ଗୋଟେ ହଁ ଇଭେଣ୍ଟ ମ୍ୟାନେଜମେଣ୍ଟ ଅଛି ହୁଁ 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 ସୋସିଆଲ ମିଡିଆ ହ୍ୟାଣ୍ଡଲିଂ ହୁଁ ବାଲା ବି ହୁଁ ଅଛି ଡୋମେନ ଗୋଟେ ହୁଁ ଏତିକି ହଁ ତ ଏତିକି ହିଁ ତୁ ଅଛି ତୁ କଣଟା କରୁଛୁ ମୁଁ ମାର୍କେଟିଂ ରେ ବି ଅଛି ମାର୍କେଟିଂରେ କଣ କାମ କଣ କରୁଛୁ କହ ମୁଁ ମାର୍କେଟିଂ ମାନେ ଯେତେବେଳେ ଇଭେଣ୍ଟ ଫିଭେଣ୍ଟ ହୁଏ ନା ହୁଁ ସ୍ପନ୍ସରସିପ ପାଇଁ ମୁଁ ଯାଏ ଆଚ୍ଛା ମାନେ ଆଚ୍ଛା ଆପ୍ରୋଚ କରିବା ପାଇଁ ସ୍ପନ୍ସରସିପ ପାଇଁ କେମିତି ଆପ୍ରୋଚ ଏଇଥିପାଇଁ କରୁ ଯାଏ ମୁଁ ଅଛି ମତେ ଆପ୍ରୋଚ କରିବୁ ମୁଁ ଏମଆଇ ର ହେଡ୍ ଜୋନାଲ ହେଡ୍ କେମିତି ଆପ୍ରୋଚ କରିବୁ ପ୍ଲିଜ ଭାଇ ଆମେ ଏତେ ବଡ ବଡ ଲୋକଙ୍କୁ କହୁନା ଭାଇ ଆଉ ଏତେ ବଡ ଆଉ ବଡ ଲୋକ ଆଉ ନୁହଁ କାହା ପାଖକୁ ଯାଉ ନା ତୁ କାହା ପାଖକୁ ଯାଉ ତମର ଆପ୍ରୋଚ କାହା ପାଖକୁ ଥାଏ ହୁଁ ଆମ ଜାଣିଛୁ କି ନା ଆମେ ଯେହେତୁ ଫାଷ୍ଟ ଇୟର ଥିଲୁ ଆମ ହୁଁ ବଡ ବଡ ଲୋକଙ୍କୁ କରନ୍ତି ସେମାନେ ଆପ୍ରୋଚ କିନ୍ତୁ ହୁଁ ଆମକୁ ଦିଅନ୍ତିନି ଯେହେତୁ ଆମେ ଫାଷ୍ଟ ଇୟର ଅଛୁ ସେଥିପାଇଁ ଦିଅନ୍ତିନି ହୁଁ ହୁଁ ଯଦି ମିଳିବାର ଚାନ୍ସେସ୍ ଥାଏ ମିଳିବନି ଯଦି ସେଇଥିପାଇଁ ଦିଅନ୍ତି ହୁଁ 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 ଆମେ ଜଷ୍ଟ ସେଇଠି ମାନେ ଲୋକାଲ ସ୍ପନ୍ସରସିପ ଖୋଜୁ ଆମେ ସବୁ ଲୋକାଲ ଇନ୍ ଦ ସୋରୁମ ସେନ୍ସ ହଁ ଦୋକାନ ହଁ ଫୋକାନ ହଁ ଆଚ୍ଛା 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 ସୋରୁମ ମଲ ଫଲ ଯାଇକି ହଁ ସେଇଠି ହଁ ସବୁ ପଚାରୁ କଣ କଥା ହଁ ଲାଗ ଟିକେ ବେସିକ ବେସିକ ରେ ମାନେ ଆମର ଏମିତି ହଁ ଇଭେଣ୍ଟ ବିଷୟରେ କହୁ ହୁଁ 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 ଫାଷ୍ଟଲି ହୁଁ ଗୋଟେ ଇଭେଣ୍ଟ ଉପରେ ଯାଉ ଇଭେଣ୍ଟ ଉପରେ କହୁ ହୁଁ ତାର ଫୁଟଫଲ କେତେ କଣ ଏମିତି ହୁଁ କଣ ଆପଣ ଯଦି ସ୍ପନ୍ସରସିପ ଦେବେ ହୁଁ ଆପଣଙ୍କର କଣ କଣ ଫାଇଦା ହବ ସେଇ ହିସାବରେ କହୁ ହୁଁ ଭାଇ ଖାଲି ମାନେ ତେଲ ଆଚ୍ଛା ମାରିବା କଥା ଆଉ କଣଟା ଭାଇ ତେଲ ମାରିବା କଥା କେତେ ଭାଇ କେତେ ଠକା ହୁଏ ତ ସେଇ ଯୋଉ ପିଚ୍ ଭିତରେ କେତେ ଜିନିଷ ଠକା ହୁଏ ବହୁତ କିଛି ଠକ ହୁଏ ଭାଇ ସବୁଠି ଠକ ହୁଏ ଭାଇ କୋଉଠି ଅରିଜିନାଲିଟି ମେଣ୍ଟେନ କରି ହୁଏ ନାଇଁ ଭାଇ ହଁ ଅରିଜିନାଲ କହିଲେ ତ କେହି କିଛି ଦେବେ ନାଇଁ
ସେଇଟା ସେଇଟା ସାର୍ ଆମର ମାନେ ଏମିତି ଏମିତିଆ ପିଲା ଅଛନ୍ତି ନା ଯୋଉମାନେ ମାର୍କେଟିଂ ଆମର ଯେତେବେଳେ ଫେଷ୍ଟ ଚାଲିଥିଲା ମାର୍କେଟିଂ ରେ ବେଲେ ମିଡିଆ ରୁମ୍ ମାର୍କେଟିଂ ରୁମ୍ ଗୋଟେ ବେଲେ ଗୋଟେ ଜାଗାରେ ବସୁଥିଲା ହେଲା ତ ମାର୍କେଟିଂ ବାଲା ଯିଏ ଥିଲେ ସେମାନେ ଯାଆନ୍ତି ସବୁ ଏମ୍ଆଇ ର ଜୋନାଲ ହେଡ୍ ପାଖକୁ ଯାଇଥିଲେ ପଞ୍ଜାବର ଜୋନାଲ ହେଡ୍ ଯିଏ ବୁଝିଲ ଫର୍ଷ୍ଟ ଇୟର ପିଲା ସବୁ ହେଲା ସିଏସ୍ ପିଲା ଫେର ସିଏସ୍ ପିଲା ଯାଇଛନ୍ତି ହେଲା ଯାଇକି ତାକୁ ଏମିତି କନଭିନ୍ସ କଲା ନା ସେ ଲାଷ୍ଟରେ କହିଲା କି ହଉ ମୁଁ ଦେଇଦେବି ବାକି ମତେ ଗୋଟେ ଜିନିଷ କୁହ ତମେ କୋଉ ବ୍ୟାଚ୍ ର ଆଉ କୋଉ ଇୟର ର ବୋଲେ ସିଏ ଏତେ କନଭିନ୍ସ ହେଇଗଲା ହେଲା ବୋଲେ କହୁଥିଲେ ସେ କହିଲେ କି ସିଏସ୍ କହିଲେ ସିଏସ୍ ପିଲା ତ ମତେ ଲାଗୁ ହିଁ ନା ତ ମତେ ଲାଗୁଛି କି ଏମବିଏ ସେକେଣ୍ଡ ଥର୍ଡ ଇୟର ରେ ଥିବ ବୋଲି କଥା ଲାଗିଲା ତ ମାନେ କନଭିନ୍ସିଂ ତାଙ୍କୁ ମୁଁ ମାନେ ଆମ ରୁମ ରେ କଥା ଲାଗନ୍ତି ନା କଲ୍ ରେ ବି ବହୁତ ଜଣଙ୍କୁ ଆପ୍ରୋଚ କରାହୁଏ ବେଲେ କଲ୍ ରେ କଥା ଲାଗ ମାନେ ଭାଇ କି କମେଡି କଲ୍ ପିଚିଂ ଥାଏ ନା ଗୋଟେ ମତେ ମନେ ପଡୁଛି କଲ୍ କରିକି କହିବେ କି ମାନେ କାର୍ନିଭାଲ ଲାଗିଥାନ୍ତା ବୁଝିଲୁ କହିଲେ କି ଆପଣ କାର୍ନିଭାଲ ଲାଗିବ ଆପଣଙ୍କ ଲାଗି ଆମେ ଗୋଲ୍ଡେନ ଟିକେଟ ଗୋଟେ ରଖିବୁ ଆପଣ ଆପଣଙ୍କ ଫ୍ୟାମିଲି ଆଉ ଆପଣଙ୍କ ଯିଏ ଷ୍ଟାଫ ର ଯେତିକି ଜଣ ଆସିବେ ତାଙ୍କୁ ଆମେ ଗୋଲ୍ଡେନ ଟିକେଟ ରଖିବୁ ହେଲା ତାର ସେଥିରେ ଫିଚର ଏଇଟା ଭାଇ କଣ କାର୍ନିଭାଲ ତ ହେଲା ମାନେ ଏତେ ମେଗା ହେଲାନି ଅବଶ୍ୟ ମାନେ କିଛି କିଛି ନାହିଁ ଏତକି ସିଷ୍ଟମ ହେଲା ଫୁଟବଲ ବି ମାନେ ମତେ ତ ଫାର୍ଷ୍ଟ ବୁଝା ପଡେନି ଫୁଟବଲ କାଉଣ୍ଟ କେମିତି କରନ୍ତି ଏକ୍ଜାକ୍ଟଲି ହେଲା ସେଇଟା ବି ଗୋଟେ ବସ୍ ମୁଁ କହିଲି କି ଭାଇ କେତେ ହଁ ଚାଲ କି ତୁ ଗୋଟେ ଟାଇମ ରେ ମେଜର ଟାଇମ ଯୋଉ ଟାଇମ ରେ ମେଜର ହୁଏ ସେଇ ଟାଇମ ରେ ଛିଡା ହେଇକି ଜଣେ ଜଣକୁ ଏଣ୍ଟ୍ରି ଦବୁ ଗଣି ଦବୁ କିଏ ମୁଁ ତ ଦେଖିନି କେବେ ଗଣିବାର ଲାଗି କାହାକୁ କି 1 2 କରିକି ଗଣିଛନ୍ତି ସବୁ ଟିକେଟ ତ ମାନେ ଅଧିକ କରିକି କୁହନ୍ତି ଆପ୍ରୋକ୍ସିମେଟ ବି ନୁହଁ ଅଧିକ କରିକି obviously କୁହନ୍ତି ଅଧିକ କରିକି କୁହନ୍ତି ଜାଣି କୁହନ୍ତି ତାକି ଲୋକଟା କନଭିନ୍ସ ହବ ସାମ୍ନା ଲୋକଟା କନଭିନ୍ସ ହବ ସେ କହିବ ଭାଇ ଲକ୍ଷେ ଲକ୍ଷେ ଫୁଟବଲ ଅଛି 1 ଲାख ଭାଇ ମୋର ଯଦି ମୁଁ ଆଡଭର୍ଟାଇଜମେଣ୍ଟ କରିବି ସେଠି ବଢିଆ ଚାଲିବ ମୋର ବାସ୍ ସେଇଟା ବହୁତ ଲୋକ ବୁଝନ୍ତିନି କି ତମ ମେନ୍ ଏଇଟା ଜାଣିବା କଥା ନା ଇଭେଣ୍ଟରେ କିଏ ଆସୁଛନ୍ତି ଯଦି ତମ ଇଭେଣ୍ଟର ପିଲା ଆସୁଛନ୍ତି ତମ ବାଇକ୍ ଶୋରୁମ ବାଲାକୁ ଡାକୁଛ ବାଇକ୍ ଶୋରୁମ ବାଲାକୁ ଏଇଟା ବୁଝିବାର ଅଛି କି ତମ ଏବେ ପିଲା ତ କେତେ ବେଶୀରୁ ବେଶୀ ଜଣେ ପିଲା ବାଇକ୍ କିଣିବ ତମ ଦୋକାନ ମ୍ୟାକ୍ସିମମ୍ ଜଣେ ବି ସେଟା ବହୁତ କାମ ବାହାରେ କିଏ କିଣିବ ସେଇଟା କାହିଁ କିଣିବ ସେକେଣ୍ଡ ହ୍ୟାଣ୍ଡ କିଣିକି ବସି ପଡିବ ସେଇଟା ବି ତମ ଦୋକାନରୁ କାହିଁ କିଣିବ ତାକୁ ବି ଜଣା ଅଛି କି ସ୍ପନ୍ସର ଖାଲି ପଇସା ଦବା ଲାଗି ଆସିଛି ଆଉ କିଛି ନାହିଁ ଏତେ ଇଭେଣ୍ଟ ନା ବାକି ଏଇଟା କି ଯଦି ଭଲସେ ପିଚିଂ ଜଣେ କରିପାରିବ ସେଇଟା ବହୁତ ହେଲ୍ପ କରେ ଆମର ଯୋଉ ଫେଷ୍ଟ କରିଥିଲେ ଆଜ ପର ଅଫିସିଆଲ ଡାଟା ଯାହା ଆମେ ଜାଣିଛୁ ମୁଁ ଜାଣିନି କି ଏଇଟା ବି ମିଛ ଥାଇପାରେ ହୁଏ ତ ଜଣା ନାହିଁ ଭାଇ କେତକି ରିୟାଲିଟି ଥାଏ ବାକି ଆମେ 85% କି 80% ସମଥିଙ୍ଗ ପୁରା ଇଏ ସ୍ପନ୍ସର୍ସ ରେ ପୁରା କରେଇଥିଲୁ ପୁରା ଫେଷ୍ଟ କଲେଜ ଫେଷ୍ଟ ତ ସେଇଟା ମାନେ ବହୁତ ଇଏ କି ଆଉ ବାକି 20-25% କଲେଜ ଫଣ୍ଡ କରିଥିଲା ତ ସେଇଟା ପିଚିଂ ମାନେ ଯିଏ ମାର୍କେଟିଂ ରେ ଅଛନ୍ତି ଭାଇ ତାଙ୍କୁ ବହୁତ ସ୍କିଲ୍ ଦରକାର ଏତକି ମେଲ ଦିନ ରାତି ବସି ମେଲ ଲେଖୁଥାନ୍ତି ଭାଇ ମୁଁ ଦେଖିଛି ବହୁତ ଷ୍ଟ୍ରଗଲ ଥାଏ ଦିନ ରାତି ମେଲ ଲେଖୁଥିବେ ବସି ଯେତେବେଳେ ଦେଖିବୁ ଆକୁ ବାଦଶାକୁ ମେଲ ପଠା ଆକୁ ମେଲ ପଠା ଏଇ ଆର୍ଟିଷ୍ଟ ଆସିବ ଆକୁ ପଠା ହେଲା ଆଉ ଖୁସି ଲାଗି ତ ଫାର୍ଷ୍ଟ ଦିନ ଆନାଉନ୍ସ କରିଦେବେ କି ହଉ ପିଲାମାନେ କୁହ କାହାକୁ ଡକା ହବ ହେଲା ପିଲାମାନେ ଫେର କହିବେ ଟୋନି ଷ୍ଟାର କହିବ କିଏ କହିବ ଆଭେଞ୍ଜର୍ସ ତାଙ୍କୁ ଡାକ କାଷ୍ଟ କୁ ସେତେବେଳେ ଆଭେଞ୍ଜର୍ସ ବାହାରିଥିଲା ହେଲା କହିବେ ଆଭେଞ୍ଜର୍ସ କୁ ଡାକ କିଏ କହିବ ଗୋଟେ କିଏ ଜଷ୍ଟିନ ବିବର କୁ ଡାକ ହେଲା ମାନେ ଏକ୍ସପେକ୍ଟେସନ୍ସ ଅନରିୟଲିଷ୍ଟିକ ହେଲା ମାନେ ଭାଇ ଇଭେନ ଅରିଜିତ ସିଂ ବି ଯାଏନି କୋ କନसर्ट्स को कि माने जितकी बड़े इवेंट हो बहुत रेयरली देखी दू ताऊ को इवेंट से बहुत मेंटेन करे कि हां मु गाइबिनी कोडी जाएंगे पब्लिक रे बोले तमे कहा को डाकू जो भाई माने औकात बाहर माने औकात भी को ना भाबिया बाहर सेडा औकात तो चल कि तू देखी पड़छ कि हां किए डाकी दियो माने एंते डाकू जोटा को आसी नथियो को कॉलेजेस को ने सेई टाइप रो डाका हुए सेटा माने ठीक है रियलिस्टिक हवा कथा मो हिसाब रे हला एडा आउ माने तम प्लेसमेंट्स केंती अछि कॉलेज रे को प्लेसमेंट्स माने जोटा सब आईटी ऊपर हाँ सब कॉलेज जोटा माने पूरा माने देखांती ना कि एडमिशन टाइम रे कि 90% प्लेसमेंट 100% प्लेसमेंट एतके एवरेज प्लेसमेंट को केंती अछि देख हमर मोस्टली बहुत सारा आईटी कंपनीज बहुत सारा आसे मैक्सिमम हार्डवेयर बहुत कम आसे मैक्सिमम आईटी आसे आउ माने हमर हार्डवेयर इन द सेंस तू हार्डवेयर जो कहलो हार्डवेयर इन द सेंस को सेंस रे कहू माने कंप्यूटर हार्डवेयर ना को टाइप रे हार्डवेयर देख माने आईटी माने सेटा सब ब्रांच पिला जाई परिबे हां माने ब्रांच रिलेटेड कंपनीज बहुत कम आसे जेमती ईटीसी रे ब्रांच रिलेटेड कंपनीज बहुत आसे सेमती बहुत कम आसे सेमती आईटी तो कंपनी बहुत सारा आसे सेमती हां आउ सम माने मैक्सिमम कहली चलिबो 90% प्लेसमेंट पाई जान 10% रह जानती मैक्सिमम एवरेज प्लेसमेंट माने तू तो लाइक सेकंड ईयर थिबो तो आईडिया थिबो जो माने पास आउट जदी फ्रेंड्स माने थिबो सीनियर तो प्लेसमेंट यूजुअली केमती मिले
माने केते केमती मैं बुझ पन केते ये रे पैकेज मिले हां पैकेज केते केते हुए पैकेज हां केते हुए हमरे पूर्व वर्ष हाईएस्ट जाइतला 15 नले 17 हम्म प्रीवियस ईयर हम्म 15 की 17 हम्म एवरेज 3 3 की 4 जाउची 3 की 4 पर हम्म लैक्स पर एनम हां हाईएस्ट केते तमर तो जाइतला अधिक कहलो 17 ना 15 की 17 हाँ 15 हाँ की 17 समथिंग 15 की 17 तमर हाँ तो अधिक थियो हमर तमर प्लेसमेंट बहुत ही अधिक थियो ଶୁଣ बहुत ही अधिक ଆମର ଜଣେ ଗୋଟେ ଝିଅକୁ ପ୍ଲେସମେଣ୍ଟ ମିଳିଥିଲା ହେଲା ସେଇଟା ଥିଲା କି हां ନର୍ଥ ଇଣ୍ଡିଆର ହାଇଏଷ୍ଟ ପ୍ୟାକେଜ ଥିଲା ହେଲା ବାକି ओ ସେଇଟା କେତେ ସମଥିଙ୍ଗ 40 କି 57 ମୋତେ ଏକ୍ସାକ୍ଟ ନମ୍ବର ମନେ ନାହିଁ ବାକି ଥିଲା କିଛି ହେଲା 40 ଏଭବ हां ଅବଭିୟସଲି 40 ଏଭବ ଥିଲା ମାଇକ୍ରୋସଫ୍ଟରେ ହେଲା हां ହଁ ହଁ ତ ସେଇଟା ମତେ ତ ଫାର୍ଷ୍ଟ ଜିନିଷ ଡାଉଟ୍ ଲାଗିଲା ଯେ ମୁଁ ତ ପଚାରିଥାନ୍ତି କି ଆଇଆଇଟି ଦିଲ୍ଲୀ କୁଆଡେ ଗଲା ତମେ କହୁଛ ଏତିକି ଯେ हां ଆଇଆଇଟି ଦିଲ୍ଲୀ କୁଆଡେ ଗଲା ଅବଭିୟସଲି ତା ପ୍ଲେସମେଣ୍ଟ ବହୁତ ଭଲ ଥିବ ଭାଇ ଆଟଲିଷ୍ଟ ଥାଇପାରେ ଏମିତି କହିବୁନି ବାକି ସେଇଟା ବି ବହୁତ ତା ପ୍ଲେସମେଣ୍ଟର ବି ତାର ବି ବହୁତ ରିଆଲିଟି ଅଲଗା ଅଛି ହେଲା ତାର हां ପ୍ଲେସମେଣ୍ଟର भाई बहुत ମିଳିଛି ही रिलेट ବହୁତ अलग है ଭିତରେ ବହୁତ ଥାଏ ତାକୁ ଯୋଉ ମିଳିଗଲା ଲୋକ ଭାବନ୍ତି କି ମେହନତରେ ମିଳିଗଲା ହେଲା ଭାଇ କହିବା କଥା ନୁହେଁ କଣ କହିବି ମାନେ ସେଇଟା ବି ଏଇଟା କି ଜବ୍ ରିକ୍ୱାରମେଣ୍ଟ ଅଲଗା ଥିଲା କି ସେଇଟା ପୁରା ଫିମେଲ ସେଣ୍ଟ୍ରିକ ଜବ୍ ଥିଲା ତ ଅବଭିୟସଲି ବେଶୀ ଜଣ ଆପ୍ଲାଏ କରିବେନି ମାନେ ମତେ କହ ନା କେତେଟା हां ଫିମେଲ ଅଛନ୍ତି ଯିଏ ମାଇକ୍ରୋସଫ୍ଟରେ କାମ କରିବାକୁ ଚାହୁଁଛନ୍ତି ଅଧା ଜଣଙ୍କୁ ତ ଜଣା ବି ନଥିବ ଭାଇ କଣ ଅଛି ବାକି ଜାଣା ବି ସେଇ ନଥିବ ଆଉ ସେ ଯେହେତୁ ସେ ଝିଅଟା ବି ଥିବ ଯଦି କୋଡିଂ ସ୍କିଲ୍ ଉପରେ ଭଲ ବି ଥାଇପାରେ କି ବାସ୍ ଜାଣେ ବାସ୍ 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 ହଁ ତା ବିଷୟରେ କହିବିନି ତାପରେ ପୁରା ଅଲଗା ଡିବେଟ୍ ହେଇଯିବ ଭାଇ ତାପରେ ଏତିକି ଆଲିଗେସନ ସବୁ ଅଛି ନା ଷ୍ଟୋରିଜ ଥାଇପାରେ ଅଛି ବହୁତ ଭାଇ କିଛି ଥାଇପାରେ ହଁ ହଁ ଆମେ ଖାଲି ଗୋଟେ ସାଇଡ୍ ଦେଖିପାରୁଛେ ପଛ ସାଇଡ୍ ବାସ୍ ଟା ବହୁତ କିଛି ଅଛି ବହୁତ କିଛି ହଁ ଥାଇପାରେ ପଛ ସାଇଡ୍ ହଁ ବାକି ପ୍ଲେସମେଣ୍ଟ ଆଭରେଜ 7-10 ତ ମିଳେ ମୁଁ ଯେତିକି ଜାଣିଛି ବାକି ସେଇଟା କଣ ପ୍ଲେସମେଣ୍ଟ ଭଲ। ମତେ ତ ଲାଗେ ପ୍ଲେସମେଣ୍ଟ ଇଜ ଲାଇକ୍ ତୁ ଫର୍ଷ୍ଟ ଗୋଟେ କୁହନ୍ତି ନା ଡଙ୍ଗାରେ ବସିଯିବୁ ବାସ୍ ସେଇ ଡଙ୍ଗା ହଁ 10 ଦଉ 3 ଦଉ ବସିଯିବାର ଅଛି ତାପରେ ତ ଅବଭିୟସଲି ହଁ ଦେଖ ସେଇଆ ଏମିତି ବହୁତ କମ ଲୋକ ଅଛନ୍ତି ଯୋଉମାନେ ଷ୍ଟାର୍ଟିଂ ପ୍ଲେସମେଣ୍ଟରେ ମାନେ ରହିବେ କି 5 ବର୍ଷ କି ତାଠୁ ବେଶୀ ରହିବେ ହଁ 5 ବର୍ଷ ଆଗରୁ ୟୁଜୁଆଲି ଲୋକ ଖାଲି ଏକ୍ସପିରିଏନ୍ସ ନେଇକି ତାପରେ ଯେ ପଳେଇବା ଭଲ ଅବଭିୟସଲି ଟ୍ରାଏ କରିବୁ ଭଲ କମ୍ପାନୀ ଯଦି ରହିବାର ଅଛି ନହେଲେ ଷ୍ଟାର୍ଟଅପ୍ କରିବୁ ନହେଲେ କି କିଛି ବି କାହାର କରିବୁ ଫ୍ୟୁଚର ପଢିବା ପାଇଁ ଇଚ୍ଛା ଥିବ ପଢିବା ବାସ୍ ପାଇଁ ଇଚ୍ଛା ବାସ୍ ଥିବ ବାସ୍ ବାସ୍ ଫ୍ୟୁଚର ବାସ୍ ହଁ ହଁ ହଁ। ତୁ କଣ ପଢିବା ଇଣ୍ଟରେଷ୍ଟେଡ ଅଛି ଏମଟେକ୍ କି କଣ କରିବୁ ତୁ ବିଟେକ୍ ହଁ କରୁଛୁ ନା ବିଟେକ୍ କରୁଛୁ ନା ହଁ ତୁ କଣ ଜାଣିନୁ ଏପର୍ଯ୍ୟନ୍ତ ନା ଭାଇ ନା ନା ତୁ ନା ଜାଣିନୁ ଆରେ ନା ଏବେ ବହୁତ ଜଣ କନଫ୍ୟୁଜନ ମାନେ ଏବେ କୋର୍ସ ଏତିକି ହେଇଗଲାଣି ନା ଆମେ କୋର୍ସ ଜାଣିଛୁ ମୁଁ ଥରେ ଏମିତି କାହା ସାଙ୍ଗେ ଗୋଟେ କଥା ଲାଗୁଥିଲି ସେ ମତେ କହିଲା ମୁଁ ଭାବୁଛି କି ବିଟେକ୍ କରୁଛି ଫେରେ ଜଣା ପଡିଲା ବିଏସସି ହଁ କରୁଛି ସେ ମାନେ ହେଇଟା ମୁଁ ଜଷ୍ଟ ଭାଇ ହଁ ଆଜିକାଲି ବିଟ୍ ଆଜିକାଲି କଣ କହିବୁ କେତେ ଭେରାଇଟି ଆସିଗଲାଣି ନା ମୋ ହଁ ରୁମମେଟ ଭାଇ ମତେ ବହୁତ ଜଣା ଭେରାଇଟି ନଥିଲା ମତେ ଲାଗୁଛି ବିଟେକ୍ କରୁଛି ସେ ବିଟେକ୍ ଅନର୍ସ କରୁଥିଲା ମୁଁ 2 ମାସ ପରେ ଜାଣିଲି ହେଇଟା ଓ ଭାଇ ବୁଝିଲୁ କି ନାଇଁ ମାନେ ବିଟେକ୍ ରେ ବି ଓ ଅନର୍ସ ଅଛି ଭାଇ ମୁଁ ସବୁବେଳେ ସେ ଦେଖୁଥାଏ ବ୍ଲେଣ୍ଡର କରୁଥାଏ ମୁଁ କହିଲି ଭାଇ ବ୍ଲେଣ୍ଡର ରେ କଣଟା କରୁଛି ଦେଖିଲା ବେଳକୁ ବିଟେକ୍ ଅନର୍ସ ଥିଲା ତାର ଗୋଟେ ସବଜେକ୍ଟ ଏକ୍ସଟ୍ରା ଥିଲା ମତେ ସେଇଟା ଜଣା ନଥିଲା ଓ ଫେର 2 ମାସ ଭାଇ ପରେ ଜାଣିଲି ମୁଁ ତ ସେଇଟା ହଁ ସିମିଲାର ବହୁତ କ୍ଲୋଜ ହେଇଗଲାଣି ନା ଆଜିକାଲି ଆଜିକାଲି ଲାଇକ୍ ତୁ ହଁ ଅଲମୋଷ୍ଟ ସେୟା କୋଉ ବି ନେଇପାରିବୁ ହେମତି ନାଇଁ କି ବହୁତ କିଛି ଡିଫରେନ୍ସ ବିଏସସି ବିଟେକ୍ କି କୋଉ ଅନର୍ସ ଆଉ ନାଇଁ ଇଏ ଭିତରେ ବହୁତ କିଛି ମାନେ ବାସ୍ ବହୁତ କିଛି କୋର୍ସେସ ଅଛି କିନ୍ତୁ ଆମେ ବାସ୍ ଜାଣିଛୁ ବହୁତ କମ ବାସ୍ ଆମେ ସେଇଟା ଜାଣିଛୁ ସେଇଟା ବହୁତ କମ ନଲେଜ ବେସ୍ ବି ଆମର ବହୁତ ଆମେ କମ ଅଛି ଜାଣିଛୁ ନା ହଁ ହଁ ତ କଣ ଏମଟେକ୍ ହଁ ସେୟା ପ୍ଲାନିଂ ନା ରେ ଭାଇ ଏମଟେକ୍ ନା ଇଚ୍ଛା କି ନାହିଁ ଏମଟେକ୍ ଏତେ କି ଏମବିଏ ଏମବିଏ ଇଚ୍ଛା ଅଛି ଟିକେ ଟିକେ ଅଛି ମୋର ବି ଅଛି ଟିକେ କିଛି ଟିକେ ଏମବିଏ ରେ ହଁ ଭାଇ କୋର୍ସ ଫି ଦେଖିଛୁ ଏମବିଏ ର ହଁ ଜାଣିଛି ଭାଇ କୋର୍ସ ବି ଜାଣିଛି 2 ବର୍ଷ ବହୁତ କିଛି ଖର୍ଚ୍ଚ ହେଇଯାଏ ହଁ ଭାଇ ବହୁତ କିଛି ସବୁ କିଛି ଖର୍ଚ୍ଚ ହେଇଯାଏ ଅଲମୋଷ୍ଟ କହିବି ଗୋଟେ ଯିଏ ହଁ ମାନେ ଯାହାର କଣ ଏଟା ମିଡିଲ ଇନକମ ଥାନ୍ତି ନା ମିଡିଲ କ୍ଲାସ ହଁ ଫ୍ୟାମିଲିଜ ର ମିଡିଲ କ୍ଲାସ ଇନକମ୍ ହଁ ମାନେ ଅଲମୋଷ୍ଟ ଭାଇ 20 ଲକ୍ଷ ୟୁଜୁଆଲି ଯୋଉଟା ଭଲ ସେୟା ତ ଅବଭିୟସଲି ତୁ ଏମତି ଏମବିଏ କୋଉଠି ବି କରିକି ଫାଇଦା ତ କିଛି ନାହିଁ କରିବୁ ବୋଲେ ଟିକେ ନାଇଁ ହଁ ସେୟା ବାସ୍ ରେପୁଟେଡ୍ ବାସ୍ କଲେଜରୁ କଲେ ଟିକେ ହଁ ଫାଇଦା ଅଛି ଆଟଲିଷ୍ଟ ଗୋଟେ ମିଡିୟମ କରିବୁ ଯେ ପ୍ରାଇଭେଟ ବି କରିବୁ ଯଦି ଗୋଟେ ଭଲଟା କରିବୁ ବୋଲେ ମିନିମମ୍ ତ ମୋ ହିସାବରେ 15 କି 20 ଆଭରେଜ ଆଜିକାଲି ରହୁଛି 20 ତ ମୁଁ ତ ଜାଣିବା ଭିତରେ 20 ଟ୍ୱେଣ୍ଟି ଜାଣିଛି ଯାହା ଟ୍ୱେଣ୍ଟି ଟ୍ୱେଣ୍ଟି ମାନେ କମ ବି କରିବୁ ତ 20 15 to 20 ଆଉ ଭଲ ଫେର କରିବୁ ତ 40 ଯାଏ ଅଛି ରେଞ୍ଜ ଅଛି ତ ସେଇଟା ସେଇଟା ଯିଏ ସେଇଟା ଯେତେ ବଢେଇ ପାରିଲା ଯିଏ ହୁଁ, ଯେତେ ରେଞ୍ଜ ବଢେଇ ପାରିଲା ବାସ୍ ବାସ୍ ଓନ୍ଲି ବାସ୍ ଫର 2 ଇୟର୍ସ 40 ଗୋଟେ ହଁ 4 ବର୍ଷ ପଢିଥାନ୍ତି 40 ହେଇଥାନ୍ତେ ଚଳିବ ଭାଇ 20 ଭାଇ ସେଇଟା ସେଇଟା ହଁ ସେଇଟା ସେଇଟା ଭାଇ ମତେ ଏଇଟା ଲାଗୁଛି ତତେ ଏଇଟା କଣ ଲାଗୁଛି କି ଭାଇ ଗୋଟେ ମିଡିଲ କ୍ଲାସ ଜଣେ ଇଣ୍ଟରେଷ୍ଟେଡ ଅଛି ସପୋଜ ତୁ ତ କେମିତି ତୁ ମ୍ୟାନେଜ କରିବୁ କଣ ତୋର ପ୍ଲାନିଂ ହେଲା ମାନେ ହେମତି ମୁଁ ତ ଭାବୁଛି କି ବହୁତ ଜଣ ଡ୍ରପ୍ ବି କରୁଥିବେ ୟା ତ ତୁ ପ୍ରାଇଭେଟରେ ପଢିବୁ ଯାହାକୁ ଆଇଡିଆ ନାହିଁ କି ହଁ ଏମବିଏ ଯେମିତି ମତେ ଟିକେ ବହୁତ ଆଇଡିଆ ଅଛି ହେଲା ମୁଁ ମିଶିଛି ତ ମତେ ହଁ ଆଇଡିଆ ଅଛି କି ଏମିତି କମନ ଜାଗାରେ ପଢିକି କିଛି ଫାଇଦା ନାହିଁ ଅବଭିୟସଲି ତୁ ଗୋଟେ ଭଲ ଜାଗାରେ ହଁ ପଢିବା ଜରୁରୀ ଅଛି ଏମବିଏ ଟା କାହିଁକି ଏମବିଏ ଟା ତ କରୁଛୁ ଅବଭିୟସଲି ଏକ୍ସପିରିଏନ୍ସ ଆଉ ଗୋଟେ ବେଟର ଇନକମ୍ ପାଇଁ ରାଇଟ୍ ତ ତୁ ସେଇଟା ସାର୍ଟିଫିକେଟ ଯାଇକି ଦେଖେଇବୁ କଲେଜରୁ ସେ କହିବ ଭାଇ କଣଟା ଫାଇଦା ତୁ କୋଉଠି କରିକି ଆସିଛୁ ଅବଭିୟସଲି ସେତିକି ସାଲାରୀରୁ କିଛି ଏକ୍ସଟ୍ରା ମିଳିବନି ତତେ ତ ହଁ ସେଇଟା ଗୋଟେ 20 ଲାख କି 25 ଲାख ର ତୁ ଯଦି କୋର୍ସ କରିବୁ ତତେ ମାନେ ମିଡିଲ କ୍ଲାସ ହିସାବରେ ତୁ କେମିତି ମ୍ୟାନେଜ କରିବୁ ତାକୁ ଫାଷ୍ଟଲି What's ତ plan?
ମାନେ ଘର ବାଲା ଯାହା ଦେବେ ଘର ବାଲା ତ କେତେ ଦେଇ ପାରିବେ ବହୁତ କମ ହିଁ ଦେବେ 5-7 ଦେଇ ପାରିବେ 5-7 ତାପରେ ତ ନିଜ ହିସାବରେ ଷ୍ଟଡି ଲୋନ ଆଉ କଣଟା ଭାଇ ଷ୍ଟଡି ଲୋନ ମାନେ ମୁଁ ଭାବେ କି ଗୋଟେ ଏମିତି ଆଇଡିଆ ହେଇପାରିବ କି ତୁ ଚାକିରି କରିବୁ କିଛି ବର୍ଷ ସେଭିଂ କରିବୁ ସେଥିରୁ ତାପରେ ତୁ ଏମବିଏ କରିପାରିବୁ ବଟ୍ ଦେଖିବୁ ବାକି ହଁ ମୁଁ ଯେତିକି ଦେଖିଛି ମୁଁ ଯେତିକି ଦେଖିଛି ଯୋଉମାନେ ଚାକିରି ଫାଷ୍ଟ କରିଦିଅନ୍ତି ନା ମାନେ ହୁଁ ଆଉ ଇଚ୍ଛା ହୁଏନି ପଢିବା ପାଇଁ ବାସ୍ ଯେହେତୁ ସେଇଟା ମୁଁ ଫାଷ୍ଟ ସେଇ ପଏଣ୍ଟ ଟା ମନି ଦେଖି କହିଥାନ୍ତି ଦିଅନ୍ତି ହଁ ବାସ୍ ବାସ୍ ଫାଷ୍ଟ ମନି ଦେଖି ଦିଅନ୍ତି ନା ହଁ ଆଉ ହଁ ମନି ଦେଖିଲା ପରେ ଆଉ ପଢିବାକୁ ଇଚ୍ଛା ହୁଁ ହୁଏନି ହୁଁ କଷ୍ଟ ହୁଁ କରିବାକୁ ଇଚ୍ଛା ହୁଏନି ନା ସେଇଟା ଭାଇ ସେଇଟା ସେଇଟା ହଁ ନା ମନି ଦେଖିଦବାଟା ବି ଗୋଟେ ପଏଣ୍ଟ ଆଉ ଗୋଟେ ପଏଣ୍ଟ କି ତାପରେ ତୋର ତୁ ଯେହେତୁ ସେଇ ଲାଇନ ରେ ପଶି ଯାଇଛୁ ଏତିକି କାମ କରୁଛୁ ତୁ ଦିନ ରାତି ହଁ ତାପରେ ଗୋଟେ ଯାଇକି ଗୋଟେ କଲେଜ ରୁମ ରେ ବସିକି ପାଠ ପଢିବାଟା ସେଇଟା ବି ଗୋଟେ ହଁ ମାନେ ଯେମିତି ଆମେ ୟୁଜୁଆଲି ଖରା ଛୁଟିରେ ବସି ଦେଇକି ଆମକୁ ଇଚ୍ଛା ଲାଗେନି କ୍ଲାସ ଯାଇକି ଫେର ନେକ୍ସଟ ହଁ କ୍ଲାସ କରିବୁ ଆଉ ତୁ ଯେହେତୁ 2 ବର୍ଷ ପୁରା କଣ୍ଟିନ୍ୟୁ କାମ କରୁଛୁ ଅଲଗା ସେୟା ଇଣ୍ଡିପେଣ୍ଡେଣ୍ଟଲି ରହୁଛୁ ତାପରେ ଫେର ହଁ ଗୋଟେ କଲେଜ ଲାଇଫ ଏକ୍ସପିରିଏନ୍ସ ରେ ପଶିବାଟା ସେଇଟା ବି ସେୟା ଗୋଟେ ବହୁତ ଅଲଗା ମାନେ ଅଲଗା ଏଜ ଗ୍ରୁପ ସହିତ ମିଶିବୁ ପୁଣି ଅଲଗା ପୁରା ହୁଁ ହଁ ସେଇଟା ମାନେ ସେଇଟା ଏମବିଏ ପଢା କଷ୍ଟ କହିବୁ ନା ଇଣ୍ଡିଆରେ ତ ଏମିତି ପଢା କଷ୍ଟ ରିଲେଟିଭଲି ସବୁ ହିସାବରେ ବହୁତ ଲୋ ଅଛି ବାକି ହଁ ଏଇଟା କି କିନ୍ତୁ ଇଣ୍ଡିଆନ ଇନକମ୍ ବି ହିସାବରେ ତ ବହୁତ ଅଧିକ ଅଛି ହଁ ନା ଇଣ୍ଡିଆନ ହିସାବରେ ଯୋଉଟା କୁହନ୍ତି ନା ଆମର ଇନକମ୍ ହେତକି ନାହିଁ ଗୋଟେ ଆଭରେଜ ଇନକମ୍ ହିଁ ହେତକି ନାହିଁ ତ ସେଇଟା ଗୋଟେ ବହୁତ ବଡ ପ୍ରୋବ୍ଲେମ କି ମାନେ ମ୍ୟାନେଜ କେମିତି କରିବୁ ପଢା ଏକ୍ସପେନ୍ସ କେମିତି ମ୍ୟାନେଜ କରିବୁ ସେଇଟା ତ ଶୁଭୁଛି ନା ତୋର ଫେର ସେ ପଜ ହେଇଗଲା ହ୍ୟାଲୋ ହୁଁ ଶୁଭୁଛି ହ୍ୟାଲୋ ତ ହଁ ମୋର ଟିକେ ମାନେ ହଁ ଶୁଭିଲା ମୋର ଟିକେ ଡାଉନ ହେଇଯାଇଥିଲା ଟିକେ ଇଣ୍ଟରନେଟ ମୁଁ ଜଣଙ୍କ ସାଙ୍ଗେ ତ ଏମିତି କଥା ବି ଲାଗୁଥିଲେ କି ଇଣ୍ଡିଆରେ ଇଣ୍ଟରନେଟ ମାନେ ଏତିକି ଇସ୍ୟୁଜ ଅଛି ନା ବହୁତ ପ୍ରୋବ୍ଲେମ ଅଛି ହଁ କିନ୍ତୁ ଚିପେଷ୍ଟ ଅଛି ନା ଚିପେଷ୍ଟ ଅଛି ସେଇଟା ଗୋଟେ ମେନ୍ କଥା ଚିପ୍ ସିପେଷ୍ଟ ଅଛି ବି ଜିଓ ଲାଗି ହେଇଛି ହଁ ହେଥିଲାଗି ସେୟା ନଥିଲା ତ ସେଇଟା ବି ସେ ନଥାନ୍ତା ନହେଲେ ତ ବହୁତ କିଛି କଷ୍ଟ ପଡିଥାନ୍ତା କଷ୍ଟ ବଢିଲା ମାନେ ତ ତାପରେ ଇସ୍ୟୁଜ ତ ଭଲ ମାନେ ସଲ୍ଭ ହେଇଯିବ ସବୁ କିଛି ହଁ ଆଚ୍ଛା ଏଇଟା ଗୋଟେ ଚିପ୍ ଅଛି ହଁ ବୋଲି ହଁ ହଁ ଏଇଟା ଗୋଟେ ଟ୍ରେଣ୍ଡ ଅଛି ବହୁତ କି ତୋର କଣ କହିଲୁ ବାକି ବ୍ରାଞ୍ଚ ବାଲା ଯାହାକୁ ଆଇଟି ୟୁଜୁଆଲି ମିଳେନି ଇନ୍ ଦ ସେନ୍ସ ହଁ ବ୍ରାଞ୍ଚ ଯେଉଁମାନେ ନେଇପାରନ୍ତିନି ଯେଇ ଟାଇମରେ ଆଇଟି ହଁ ସେମାନେ ହଁ ବ୍ୟାକ୍ ଏଣ୍ଡରେ ପଢୁଥାନ୍ତି ସି ହଉ କି କିଛି ଲାଙ୍ଗୁଏଜ ପଢୁଥାନ୍ତି ଯୋଉଟା କି ତମ ପ୍ଲେସମେଣ୍ଟରେ ହେଲ୍ପ କରେ ତ ତୋର ହେମିତି କିଛି ପ୍ଲାନିଂ ଅଛି ହଁ ପଢିବାର ଅଛି କି କିଛି ପ୍ରିପେୟାର ହଉଛୁ ହଁ ଏମିତି ତ ଜାଣିଛି ମତେ ଜଣା ଅଛି ସି ସି ପ୍ଲସ ପ୍ଲସ ହୁଁ ହୁଁ ସି ତ ପଢେଇଲେ ଫାଷ୍ଟ ଇୟର ରେ ହୁଁ ହୁଁ ଫାଷ୍ଟ ଇୟର ସି ପଢେଇଲେ ସି ପ୍ଲସ ପ୍ଲସ ଇଲେଭେନ୍ ତମକୁ ସି ପଢେଇଲେ ଷ୍ଟାର୍ଟିଂ ରେ ହଁ ସି ପଢେଇଲେ ଓହୋ ହଁ ଭଲ ଭଲ ଥିଲା ସବଜେକ୍ଟ ଥିଲା ସବଜେକ୍ଟ ଆଚ୍ଛା ଥିଲା ଆଚ୍ଛା ହଁ 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 ସବଜେକ୍ଟ ଥିଲା ହଁ ହୁଁ ତ ଏବେ ତାପରେ ଲାଙ୍ଗୁଏଜ କଣ କଣ ସି ଆଉ ସି ପ୍ଲସ୍ ପ୍ଲସ୍ ଆଉ HTML CSS ଶିଖିଛି ସେଇଟା ବି ଶିଖେଇଛନ୍ତି କି କେମିତି ନିଜେ ସେଇଟା ମୁଁ ନିଜେ ଶିଖିଛି ଆଉ ଜାଭା ସ୍କ୍ରିପ୍ଟ ଟିକେ ଟିକେ ଶିଖିଛି ଭଲ ଆମେ ତ ଶିଖିନେବୁ ଜାଭା ସ୍କ୍ରିପ୍ଟ ଆମର ଏଇ ବର୍ଷ ଅଛି ଜାଭା ଭଲ ଓହୋ ଭଲ ପାଇଥନ୍ ହଁ ହଁ ପାଇଥନ୍ ପାଇଥନ ଶିଖିବି ସେଇଟା ମେନ୍ କଣ କହୁଛନ୍ତି ଶିଖିବାକୁ ପଡିବ ଯାହା ହେଲେ ବି ଆଉ ପାଇଥନ୍ ହଁ ମେନ୍ ନାହିଁ ଭାଇ ମୁଁ ଏଇଟା ର ତୁ ଫୋନ ଟା କୋଉଠି ରଖିଛୁ ମୋର ଭଏସ ମତେ ଶୁଭା ହଉଛି ଆଉଥରେ ନାଇଁ ମୁଁ ତ ଫୋନ ଟା ରଖି ଯୋଉଠି ଥିଲା ସେଇଠି ହିଁ ଅଛି ଭାଇ ମୁଁ ସେତେବେଳେ ତ ଜାଣିନି ଠିକ ଏବେ ଠାକ ଥିଲା ଏବେ ଯୋଉ ଡିଷ୍ଟରବାନ୍ସ ହେଲା ତାପରେ ଗୋଟେ ଏଇଟା ହଉଛି ତ ଆଉ ଥରେ ଲିଭ୍ କରିକି ଜଏନ ହଁ କରିବି କି ହଁ କର ତ ଟ୍ରାଏ କର ତ ଅଡ୍ ଶୁଭୁଛି ହ୍ୟାଲୋ 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 ଏବେ ହ୍ୟାଲୋ ହେଲା କି ଠିକ ହ୍ୟାଲୋ ହ୍ୟାଲୋ ଏବେ ଠିକ ହୁଁ ହେଲା ପରଫେକ୍ଟ ମୁଁ କଣ ଡିସ୍କସ୍ କରୁଥିଲି ମୁଁ ଭୁଲିଗଲି କହ କଣ ଡିସ୍କସ୍ କରୁଥିଲି ଜିଓ ବିଷୟରେ ଆମେ ଡିସ୍କସ କରିଥିଲେ ଏବେ ଜିଓ ପରେ ବି ଆଉ ଟିକେ କଣ ଚାଲିଥିଲା ଟପିକ ଭୁଲିଗଲି ର ଏମବିଏ ଚାଲିଥିଲା ଏମବିଏ ତ ଆଗରୁ ଏମବିଏ ପରେ ଜିଓ ଆସିଲା କଣ ଗୋଟେ ଚାଲିଥିଲା ମୁଁ ଭୁଲିଗଲି ଓ ଭାଇ ମୁଁ ବି ଭୁଲିଗଲି ଭାଇ ଏତିକି ଲମ୍ବା ଲମ୍ବା ଡିସ୍କସନ ନା ମୁଁ ବହୁତ ଜିନିଷ ଭୁଲିଯାଏ ଭାଇ କଣ ପ୍ଲେସମେଣ୍ଟ ହେଲା ଡିସ୍କସନ ଆଉ କଣ ରହିଲା ବେ ପ୍ଲେସମେଣ୍ଟ ସରିଛି ହଁ ପ୍ଲେସମେଣ୍ଟ ସରିଲା
ଆଉ ତୁ କିଛି ଆରମ୍ଭ କର, କଣ ଡିସ୍କस କରିବା ମତେ ମନ ପଡୁନି କାହିଁକି କିଛି। ମୁଁ କଣ କରିବି ଭାଇ? କହ ତୁ କଥା ଆଉ କଣ ପଚାରୁଥିଲୁ ସେୟା କହ, ମୁଁ ସେଇ ହିସାବରେ ଆଉ କାହାକୁ ସମସ୍ତ ହଁ ଆମେ ଇଏ ବିଷୟରେ କଥା ହଉଥିଲା, ଜାଭା ପାଇଥନ ବିଷୟରେ କଥା ହଉଥିଲା, ମତେ ଏଇନା ମାଇଣ୍ଡ ଯାଅ ଆସିଲା। ପାଇଥନ ଜାଭା ପାଇଥନ ଆଜ୍ଞା ହଁ ପାଇଥନ ଯାଅ ର ପାଇଥନ ଏଇଟା ମୁଁ କହୁଥିଲି କି ପାଇଥନ ର ଲାଇକ ଲୋକ, ମୁଁ ଯେତେବେଳେ ପାଇଥନ ଆମେ ପଢି ନଥିଲୁ ଫାର୍ଷ୍ଟ ଇୟର ରେ, ଲୋକ କହୁଥିଲେ କି ପାଇଥନ ହଁ ପାଇଥନ ପାଇଥନ ନେକ୍ସଟ ଲେଭେଲ। ବାକି ହଁ ମତେ ଏଇଟା କି ଯଦି ତତେ ଖାଲି ପ୍ଲେସମେଣ୍ଟ ଲାଗି ଅଛି ନା, C++ ଇଜ ଦ ହଁ ମୋଷ୍ଟ ଇଏ ଲାଙ୍ଗୁଏଜ, କାହିଁକି ତ C++ ହିଁ ହଁ ପଚାରିବେ। ସମସ୍ତେ କହୁଛନ୍ତି। ବସ୍ ବସ୍ ହଁ C++ ହିଁ ପଚାରିବେ। କିନ୍ତୁ କହୁଛନ୍ତି ପାଇଥନ ଟା ଶିଖିଦବା ଦରକାର। ପାଇଥନ କଣ ଶିଖିଦବା କାହିଁ ଯାଉଛି ଦରକାର ନା, ଯଦି ତୁ ପ୍ରୋଗ୍ରାମିଂ ଲାଇନରେ ଯିବାର ଅଛି ତାହେଲେ ପାଇଥନ ଶିଖିବା ଦରକାର, ମୁଁ ଭାବୁଛି ଏଇଟା। ଲାଇକ ମୁଁ ଯେତିକି ଆମେ ସେୟା ଲାଷ୍ଟ ଟାଇମ ପାଇଥନ ଥିଲା ଆମର, ପାଇଥନ ଇଜିଏଷ୍ଟ ଲାଙ୍ଗୁଏଜ, ମାନେ କେମିତି କହିବୁ, ଏତିକି ଆମର ଯେମିତି ହ୍ୟାଲୋ ସିଣ୍ଟାକ୍ସ ହଁ ହ୍ୟାଲୋ 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 ଶୁଭୁଛି? ୟେସ୍ ୟେସ୍ ଶୁଭିଲା ଶୁଭିଲା। ହଁ ଏବେ ଶୁଭିଲା। ହଁ ମୁଁ ଏଇଟା କହୁଛି କି ହଁ ପାଇଥନ ସବୁଠୁ ଅଲମୋଷ୍ଟ ଲାଇକ ଇଜିଏଷ୍ଟ, ବୁଝିଲୁ କି ନାଇଁ? ହଁ ଇଜିଏଷ୍ଟ, ବାସ୍ କିଛି ମାନେ ସିଣ୍ଟାକ୍ସ ନାହିଁ କିଛି ନାହିଁ, କିଛି ନାହିଁ, ତତେ ଆରାମ ସେ କହିଲେ ନା ଖାଲି ପ୍ରିଣ୍ଟ ଡି ଲେଖିଦେଲେ ଡିକ୍ଲାରେସନ ସେତିକି। ବି ନାହିଁ, କିଛି ନାହିଁ ଡିକ୍ଲାରେସନ ବି ନାହିଁ, କିଛି ନାହିଁ କିଛି ଭାଇ, ନାହିଁ A+B ଇଜିକାଲ ଟୁ C ମାରଲେ ଆସିଲା ଆନ୍ସର ଆସିଲା। ହେତକି ହଁ ହେତକି ହେତକି ମାନେ ପାଇଥନ, ସେଥିଲାଗି ମୁଁ ଭାବେ କି ପାଇଥନ ଟା ଠିକ ଅଛି, ବାକି କମ୍ପିଟିଟିଭ ପ୍ରୋଗ୍ରାମିଂ ଲାଗି C ଆଉ C++ ବେଷ୍ଟ। ହଁ ତାପରେ ଅଛି ଦିଟା, ତମର ସବଜେକ୍ଟସ ମାନେ କଣ କଣ ଅଛି, କୋର ସବଜେକ୍ଟସ କଣ କଣ ଅଛି ଇଲେକ୍ଟ୍ରିକାଲ ରେ? ଆମର ଏଇ ସେମିଷ୍ଟର କଥା କହିବି, ଏଇ ଥାର୍ଡ ସେମିଷ୍ଟର ସେମିଷ୍ଟର କଥା। ହୁଁ ଥାର୍ଡ ସେମିଷ୍ଟର ଥିଲା ଆନାଲଗ ଇଲେକ୍ଟ୍ରୋନିକ ସର୍କିଟ, ହୁଁ ତାପରେ ସିଗ୍ନାଲ ସିଷ୍ଟମ, ହୁଁ ତାପରେ ଆଉ କଣ ନେଟୱାର୍କ ଥିଓରି, ହୁଁ ମ୍ୟାଥ। ନେଟୱାର୍କ ଥିଓରି ବୋଲେ ତମର ଆମର ଯୋଉ କମ୍ପ୍ୟୁଟର ବାଲା କି ଏକ୍ସଟ୍ରା ଆଉ ନା? ଆଚ୍ଛା ତମର ବୁଝିଲି ବୁଝିଲି, ଅଲଗା ଇଲେକ୍ଟ୍ରିକ ହଁ ହଁ ଅଲଗା ବୁଝିଲି। ହଁ ତାପରେ ଆଉ କଣ ଇକୋନୋମିକ୍ସ। ବାସ୍ ମ୍ୟାଥ୍ସ ରେ କଣ ଅଛି? ନିଜେ ଜାଣିନି। ଭାଇ ମାନେ କଣ ମ୍ୟାଥ୍ସ ରେ ବୋଲେ ପର୍ଟିକୁଲାର କିଛି ଥିବ ନା, ଯେମିତି ଆମର ଏଥର ପ୍ରୋବାବିଲିଟି ତୁ ଷ୍ଟାଟିଷ୍ଟିକ୍ସ କେବେ ଆଜି ଅଛି। କ୍ଲାସ ଆଟେଣ୍ଡ କରିନାହିଁ ମ୍ୟାଥ୍ ର ଭାଇ? ଭାଇ ଏକ୍ସାମ ଦବୁ ତୁ କଣ କହିବି ମତେ ଭାଇ। ଫୋରିୟର ସିରିଜ ଥିଲା, ଫୋରିୟର ସିରିଜ। ଫୋରିୟର ସିରିଜ ଆମର ଫର୍ଷ୍ଟ ସେମ ରେ ଥିଲା ଫୋରିୟର ସିରିଜ। ଫୋରିୟର ସିରିଜ ତମର ଥିବ, ଫର୍ଷ୍ଟ ରେ ଥିଲା ତାପରେ ଲାପ୍ଲାସ ଟ୍ରାନ୍ସଫର ଥିଲା। ହଁ ଫର୍ଷ୍ଟ, ଏଇଟା ଫର୍ଷ୍ଟ ସେମ ଆମର ସବୁ ଏଇଟା ଥିବ ମାନେ। ତାପରେ ଷ୍ଟାଟିଷ୍ଟିକ୍ସ ଥିଲା। ହଁ ଆଚ୍ଛା ଆଚ୍ଛା ଷ୍ଟାଟିଷ୍ଟିକ୍ସ ତମର ଅଛି। ସବୁ ମିଶାମୁଶି ଅଛି ତାହେଲେ, ହଁ ମାନେ ହଁ ତାହେଲେ କେତେଟା ୟୁନିଟ୍ସ ରହୁଛି ତମର? 5ଟା। ମାନେ ମୁଁ ଗୋଟେ 3ଟା କହିଲି, ଆଉ ଜାଣିନାହିଁ 2ଟା, ଆଉ 2ଟା ଜାଣିନାହିଁ ମୁଁ। ଗୋଟେ ସେମ ରେ 5ଟା ରହୁଛି ନା? ହଁ 5ଟା ମିଡ ସେମ ରେ କେତେଟା 5ଟା ପଡେ? ୟୁନିଟ ନା ଆମର 5ଟା ମଡ୍ୟୁଲ କହୁଛନ୍ତି, 5ଟା ମଡ୍ୟୁଲ ଆଚ୍ଛା କୁହ। ହଁ ଯୋଉଟା ବି ସେଇଟା 5ଟା ଚାପ୍ଟର କହ ସେଇଟାକୁ। ଆଉ ହଁ ତୋର ମିଡ ସେମ ରେ କେତେଟା ପଡେ, ଏଣ୍ଡ ସେମ ରେ କେତେଟା ପଡେ? ମିଡ ସେମ ରେ କେବେ କେବେ ଗୋଟେ, କେବେ କେବେ 2ଟା, କେବେ କେବେ 3ଟା ବି ପକାନ୍ତି। ଭାଇ ଆଉ ହଁ ଲାଷ୍ଟ ଟିଚରଙ୍କ କୁ ପଢେଇବା ହିସାବରେ। ଏଣ୍ଡ ସେମ ଟା ପୁରା। ହଁ ଏଣ୍ଡ ସେମ ରେ ପୁରା, ଟିଚର ଯଦି ମିଡ ସେମ ପୂର୍ବରୁ ସାରି ଦେଇଥିବ 3ଟା ଖଣ୍ଡେ, 3ଟା ଖଣ୍ଡେ ପକେଇଦବ। ଆଚ୍ଛା 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 ମାନେ ଟିଚର ଉପରେ ପୁରା ନା? ଟିଚର ଭାଇ ଉପରେ ପୁରା, ତାପରେ ଟିଚର ଉପରେ ଏକୁଟିଆ ନାହିଁ ନା, ହୁଁ ଅଲଗା ବ୍ରାଞ୍ଚ ର ଯଦି କାହାର ସେମ ମାନେ ସେମ ଥିବ ନା, ହୁଁ ହୁଁ ସେମ ସବଜେକ୍ଟ, ତାଙ୍କ ହୁଁ ସହିତ ବି ଡିସକସ କରିବାର ଅଛି, ସେମାନେ କେତେ ପଢେଇଛନ୍ତି ସେତିକି ପର୍ଯ୍ୟନ୍ତ ପକାହବ। ହୁଁ ଆଉ କିଛି ନାହିଁ। ହୁଁ ମାନେ ମିଶାମୁଶି ସେଇଟା ସେଇଟା ସେଇଟା। ହଁ ସେୟା ମାନେ କୋର ଇଲେକ୍ଟ୍ରୋନିକ୍ସ ର ମାନେ ପଢା ହଉଛି, ମାନେ ଭଲ ଭଲ ଏଇଟା ଭଲ। ହଁ ତମର ସିଫ୍ଟ ହଉଛନ୍ତି କି ନାଇଁ, ଆମର ଯେମିତିଆ ଡିପ୍ଲୋମା ପିଲା ଡାଇରେକ୍ଟ ପଳେଇ ଆସିଛନ୍ତି ବିଟେକ କୁ, ତମର ସେମିତିଆ ହଁ ସିଫ୍ଟିଂ ଫିଫ୍ଟିଂ ଅଛି? ହଁ ଅଛି ବା ଲାଟରାଲ ଏଣ୍ଟ୍ରି ଆଚ୍ଛା ଅଛି। ଆଚ୍ଛା ଆଚ୍ଛା ତୋର ଲାଟରାଲ କିଛି ଇଚ୍ଛା ଲାଗେ କେବେ କି ଆଉ କିଛି ବ୍ରାଞ୍ଚ ମିଳିଥିଲେ, ତୋର ପ୍ରିଫରେନ୍ସ ବ୍ରାଞ୍ଚ କଣ ଥିଲା ଟୁୱେଲ୍ଥ ପରେ? ତୋ ଚଏସ୍ ହିସାବରେ ମିଳିଥାନ୍ତା। ମତେ ଏମିତି କିଛି ଆଇଡିଆ ନଥିଲା କୋଉ ବିଷୟରେ, ସତ କହୁଛି ହେଲା। ହୁଁ ଏମିତି କିଛି ନଥିଲା, ଦେଖ କମ୍ପ୍ୟୁଟର ସାଇନ୍ସରେ ମତେ ଯିବାର ଇଚ୍ଛା ନଥିଲା, ସମସ୍ତେ କମ୍ପ୍ୟୁଟର ସାଇନ୍ସ ଯୋଡୁଛନ୍ତି, ସେଇଥିପାଇଁ ହୁଁ ମତେ ଇଚ୍ଛା, ମତେ ହୁଁ କିଛି ଅଲଗା ଯିବାର ଥିଲା। ହୁଁ ହଁ ହୁଁ ସେଇଥିପାଇଁ ଏମିତି କିଛି ପ୍ରିଫରେନ୍ସ ନଥିଲା, ମେକାନିକାଲ ଜମାରୁ କରିବାର ନଥିଲା, କାରଣ ଘରେ ଜଣେ କରିସାରିଛି ମେକାନିକାଲ, ସେଥିପାଇଁ କରିବାର ନଥିଲା। ହୁଁ ଆଉ ତାପରେ ମେଟାଲୋଜି ବି ଜମାରୁ କରିବାର ନଥିଲା, ଘରେ ହୁଁ ବି ଜଣେ କରିସାରିଛି। ମୋହିତ ଥିଲା ଅଛି ନା ଅଲଗା ମେଟାଲର୍ଜିରେ? ଇଲେକ୍ଟ୍ରିକାଲ। ହଁ ମୁଁ ଯାଉଛି, ହଁ ମେଟାଲର୍ଜିରେ ଅଛି ତାପରେ ହୁଁ ଘରେ କହିଲି ଇଲେକ୍ଟ୍ରିକାଲ ବହୁତ କଷ୍ଟ ସବଜେକ୍ଟ, କରିପାରିବୁ ଯଦି ନେ, ନହେଲେ ନେନି। ହୁଁ ହଁ ସେଥିପାଇଁ ପକେଇ ନଥିଲି ଇଲେକ୍ଟ୍ରିକାଲ, ତାପରେ ଆଉ ଯାହା ବଢିଲା ସେଇଆ ପକେଇଲି, ଆଉ କଣ। ତୋର ତାହେଲେ କଣ ଇଲେକ୍ଟ୍ରିକାଲ ନୁହେଁ କଣ, ମୁଁ ଆଇ କଣ କଣ ଇଟିସି 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 ଏସେଟ୍ରା, ଆଚ୍ଛା ହଁ ଇଟିସି ସୁବିଧା ହବ ମନେ ରଖିବା ଲାଗି, କଣ ଟେଲି ତମର ଇସି ଥିବ ବୋଧେ? ହଁ ଇସି ଗୋଟେ ସବଜେକ୍ଟ ଥିଲା, ହଁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେଇଟା ହିଁ ଟେଲିକମ୍ୟୁନିକେସନ ସେଇଟା ତ? ହଁ ସେଇଟା ହିଁ ଆଚ୍ଛା ସେମ ସେମ ସେଇ ବ୍ରାଞ୍ଚ ଟା ଆମ ବ୍ରାଞ୍ଚ ସେମ ସବୁ। ନା ଆମର ଗୋଟେ ସବଜେକ୍ଟ ଥିଲା ଫର୍ଷ୍ଟ ସେକେଣ୍ଡ ଫର୍ଷ୍ଟ ଇୟର ରେ ପୁରା ଥିଲା, ଇସି ଇ ହଁ ହଁ କହିକି ଇଲେକ୍ଟ୍ରିକାଲ ଉପରେ ଥିଲା, ବହୁତ ବୋରିଂ ଲାଗୁଥିଲା। ସେ ଯୋଉ ପ୍ରାକ୍ଟିକାଲ ହଁ ଗୁଡା ତ ତାର ଥିବ ଭାଇ, ଯୋଉ ଅସିଲୋସ୍କୋପ ଆଉ ଇଏରେ ଭାଇ ମୁଣ୍ଡ ଖାଉଥିଲା ସେଗୁଡା ସବୁ। ଓହୋ ତାହେଲେ ସେଇଟା ହଁ ବୁଝିଲି।
କୋଉ ସବଜେକ୍ଟ ତମର ଆମର ରିଲେଟ କରୁଛି ମୁଁ ବୁଝୁଛି। ହଁ 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 ସେଇଟା ଭାରି ଇଏ ଲାଗୁଥିଲା। ତାପରେ ସରିଗଲା ସେଇଟା। ଏବେ ଏଇ ଲାଷ୍ଟ ସେମ୍ ମ୍ୟାଥ। ତମ ମ୍ୟାଥ କଣ 4 ବର୍ଷ ଯାଙ୍କ ନା କେମିତି? ଏଇ ତ ଏଇ ଖାଲି ସେକେଣ୍ଡ ଇୟର ଯାଏଁ ଅଛି କହିଛନ୍ତି ତ। ବାସ୍ ଆମର ଯେ ସିଲେବସ ଷ୍ଟ୍ରକ୍ଚର ଦେଖିଥିଲୁ ଆମେ। ହଁ। ସେଇଟା ମୁଁ ତ ଖୁସି ଅଛି ଭାଇ ମ୍ୟାଥ ଗୋଟେ ଯିବ। ତମର ଆମର ସେଇଟା ନା ମ୍ୟାଥ ଏଇଟା ଲାଷ୍ଟ ଏଇଟା ସରିଲା ତାପରେ ଲାଷ୍ଟ। ଲାଷ୍ଟ ସେମ୍। ମୁଁ ଖୁସି ଅଛି ମ୍ୟାଥ ପଳେଇବା ବୋଲି, ବହୁତ ଖୁସି ଅଛି। ତାପରେ ହଁ ତମର କଣ କଣ ସବଜେକ୍ଟ ଅଛି? ଆମର 5ଟା କମ୍ପ୍ୟୁଟର, ଗୋଟେ ଇଏଟା, ତାପରେ ହେତିକି ଆଉ। ଯେମିତି ଏଥର ଅଛି ଗୋଟେ ତ ଜାଭା ଆଉ ଭର୍ବାଲ ହଁ ଆବିଲିଟି ଯୋଉଟା ତୋର ଇଂଲିଶ ୟୁଜୁଆଲି ସବୁ ସେମ୍ ରେ ହଁ ଥାଏ ଗୋଟେ ଭର୍ବାଲ ଆବିଲିଟି, ମ୍ୟାଥ୍ସ ଅଛି ଗୋଟେ, ଆଉ କମ୍ପ୍ୟୁଟରରେ କଣ କହିଲି ଜାଭା ହେଲା, କମ୍ପ୍ୟୁଟର ନେଟୱାର୍କସ ହେଲା, ଆଉ ହଁ ଆଲଗୋରିଦମ ହେଲା, ଆର୍ଟିଫିशिଆଲ ଇଣ୍ଟେଲିଜେନ୍ସ ହେଲା, ଆଉ ଗୋଟେ କଣ ଗୋଟେ ଅଛି ଡିଏସଏ ତମକୁ ପଢଉନାହାନ୍ତି ଡିଏସଏ? ଅପରେଟିଂ ସିଷ୍ଟମ। ସେଇଟା ଥର୍ଡ ସେମ୍ ରେ ଥିଲା ଡିଏସଏ। ହଁ ଥର୍ଡ ଏବେ ବି ଅଛି ଡିଏସଏ କହିବୁ, ବାକି ଷ୍ଟାର୍ଟିଂ ରେ ଫର୍ଷ୍ଟ ଥର୍ଡ ସେମ୍ ରେ ଡେଟା ଷ୍ଟ୍ରକ୍ଚର ପ୍ରପର ଥିଲା, ଯୋଉଟା ତୋର ହଁ ଆମେ ହଁ ପଢିଥିଲା ଯୋଉ ଆମେ ଇଏ 12th ରେ ପଢିଥିଲେ 12th ରେ ଆମେ ଯୋଉଟା 12th ରେ ପଢିଥିଲା। ହଁ ପଢିଥିଲେ। ବାସ୍। ଆଉ ଏବେ ପ୍ରପର ଆଲଗୋରିଦମ୍ସ ଉପରେ ଅଛି, ମାନେ ସେମ୍ ଡିଏସଏ ର ଗୋଟେ ପାର୍ଟ ଆଉ ସେକେଣ୍ଡ ହାଫ ଟା ହଁ ଆଉ ଆଲଗୋରିଦମ ଜାଣିଲି ଅଛି ଆଉ। ଆଲଗୋରିଦମ ସେଇଟା ହେଲା ସବୁଠୁ ଡିପ୍ ଯୋଉଟା ଡିପ୍ ବାଲା କମ ପଢିଥିଲୁ ହେଲା, ଆମେ ଜାଣିଛି। ପଢିଥିଲୁ ବାସ୍ ବିଲକୁଲ ପଢିନୁ ଆମେ ଥର୍ଡ ସେମ୍ ରେ ଡିଏସଏ ହଁ ବହୁତ। ଡିପ୍ ବହୁତ ଡିପ୍। ହଁ ହଁ। ହଁ ଆଉ ବହୁତ ସେଇଟା ହେଲା ଖତରନାକ ବି ମୁଁ ଜାଣିଛି। କହୁଛି ନା ଆମେ ପଢି ହିଁ ନଉ ଭାଇ। କଣ ଆମେ ଯେମିତି ଏକ୍ସାମ ଦେଇଛୁ ନା ଥର୍ଡ ରେ ଭାଇ, ଥର୍ଡ ହଁ ସେମ୍ ରେ ନ ପଢିକି ସେଇଗୁଡା ମତେ ବହୁତ ଇଏ ଲାଗେ ଭାଇ ଏତିକି। ତୁ ଏକଥାରେ ପବ୍ଲିଶ କରିବୁନି ଯେ ମୁଁ ମ୍ୟାଥ କ୍ଲାସ କରିନାହିଁ ବୋଲି ହେଲା। କଣ କହିବି ଭାଇ, କିଏ ଯିଏ ଦେଖିବ ଜାଣିବ, କଣ ଅଛି କିଛି ଅସୁବିଧା ନାହିଁ। ମୁଁ ପୁରା କିଛି ଏଡିଟ କରିବିନି, ମୁଁ ଖାଲି ନେଟୱାର୍କ କଟ୍ ବାଲା ଏଡିଟ କରିବି ହେଲା। ଗୋଟେ ହବା ମୋହିତର ଓହୋ ପଡକାଷ୍ଟ ଗୋଟେ ଜିନିଷ ଏଡିଟ କରିବା ଅଛି, ଗୋଟେ ନାଟେ ବିପ୍ କରିବା ଅଛି। ସେ କହିଦେଇଥିଲା ଗୋଟେ ଓହୋ ନା, ମୁଁ ତାପରେ ପଛରେ କାହା ସେ ନା ଆବେ ତାର ଲଭ୍ ଲାଇଫ ବିଷୟରେ ଡିସକସ ହଉଥିଲା, ବେଲେ ଓହୋ କହିଦେଲା, ମୁଁ କହିଲି ନାଇଁ କାଟିଦବା, ବହୁତ ଡିବେଟ ହେଇଯିବ। ମାନେ ଜାଣିଛନ୍ତି ଆମେ ସବୁ ତ ଜାଣିଛେ, ବାକି ହଁ ଟିକେ ହଁ ହଁ ଜାଣିଛି। ବାସ୍ ବାସ୍ ସେ କହିଦେଲା, କୋଉ କହିଦେଲା, ମୁଁ କହିଲି ସେ କହିଲା बाद में ଫ୍ଲୋ बीप ଫ୍ଲୋରେ कर, ବାହାରିଗଲା फ्लो ଇମୋସନ फ्लो ଇମୋସନ୍ସ ରେ ବାହାରିଗଲା। ଇମୋସନ ବାହାରିଗଲା ଆଉ କଣ। ତା ସାଙ୍ଗେ ତ ଭାଇ ହଁ, ବହୁତ କମେଡି ଡିସ୍କସନ ହେଇଛି। ସେଇଟା ଆଉ ତୋର ଲଭ୍ ଲାଇଫ କେମିତି ଚାଲିଛି କହ? କିଛି ନାହିଁ ଆଇ ଏମ୍ ସିଙ୍ଗଲ। କେମିତି ଅଛି ଆମେ ତମ ପରି ଏନଭାୟରମେଣ୍ଟ? ହ୍ୟାଣ୍ଡସମ୍ ନୁହଁ ଫାଷ୍ଟ କଥା। ଓ ହ୍ୟାଣ୍ଡସମ୍ ଭାଇ କୋଉଠୁ, ଆମେ କୋଉଠୁ ହ୍ୟାଣ୍ଡସମ୍ ଭାଇ? ଆଉ ଆଉ କଣ ଏନଭାୟରମେଣ୍ଟ କେମିତି ଅଛି କଲେଜରେ? ସୋସିଆଲ ଏନଭାୟରମେଣ୍ଟ, କଣ ସୋସିଆଲ ଏନଭାୟରମେଣ୍ଟ କେମିତି ଅଛି? ହଁ ଭଲ ଅଛି କହିଲେ ସମସ୍ତେ, ହଁ ସମସ୍ତେ ମିଶୁଛନ୍ତି, ସମସ୍ତେ ମିଶୁଛନ୍ତି। ହୁଁ ହଁ ମାନେ ଭଲ ଅଛି, ଅଛନ୍ତି ଫ୍ରି ଗୋଟେ ଅଛି। ଦିଟା, ହୁଁ। ଗୋଟେ ଦିଟା ଅଛନ୍ତି ସବୁ ଆଟିଚ୍ୟୁଡ ଦେଖାନ୍ତି। ଭାବନ୍ତି ତା ବାପା ହଉଛି ଅମ୍ବାନୀ। ହଁ ସେଇଟା ସବୁ ଜାଗାରେ ଥାନ୍ତି ମୁଁ ଭାବେ ଭାଇ, ଆମ କଲେଜ ଟିକେ ବେଶୀ ଅଛନ୍ତି ଭାବ, ଆଉ କଣ ସେତିକି ଆଉ। ହାଉ ଡିଫିକଲ୍ଟ ତମର ତ ପ୍ରାଇଭେଟ ଯେହେତୁ ମାନେ ଟିକେ ଅଧିକ ରହିବେ। ଆଚ୍ଛା ହଁ ଗୋଟେ କମନ କ୍ୱେଶ୍ଚନ କହ, ହାଉ ହଁ ଡିଫିକଲ୍ଟ ଇଟ୍ ଇଜ ଇନ୍ ଟୁଡେଜ ଟାଇମ୍ ଟୁ ବିକମ୍ ସିଙ୍ଗଲ, ଟୁ ରିମେନ୍ ସିଙ୍ଗଲ, ସରି ବିକମ୍ ନଟ୍, କହ କେତେ ବହୁତ ହି ଡିଫିକଲ୍ଟ? difficult ଭାଇ, ବହୁତ ଡିଫିକଲ୍ଟ ନା? ବହୁତ ହି difficult, ୟେସ୍ ୟେସ୍, ଆଦିତ୍ୟ ଏବେ ବାହାରିଲା, ଗୁଡ। ବହୁତ difficult ଭାଇ। ବହୁତ ଭାଇ ମତେ ଡିଫିକଲ୍ଟ। ଗୋଟେ ଖରାପ ଲାଗେ, ଫାର୍ଷ୍ଟ କଥା ହେଲା ମୋ କହ ରୁମମେଟ 4 ଜଣଙ୍କର ଅଛନ୍ତି ହେଲା, ଗର୍ଲଫ୍ରେଣ୍ଡ ଅଛନ୍ତି। ଫାର୍ଷ୍ଟ କଥା, ଓ ସେମାନେ ରାତି ଭାଇରେ। ସାରା କଥା ହେବେ, ମୁଁ ରାତିରେ କମ୍ବଳ ଘୋଡିକି ଶୋଇ ପଡିବା କଥା। ସିଏ ଗେଗି ହଉଥିବେ ରାତି ସାରା ମାଣ୍ଡୁ ସହିତ ତାଙ୍କୁ। ହଁ ମୁଁ ଏଇଠି କମ୍ବଳ ଘୋଡିକି ଶୋଇଥିବି, ଫିଲ୍ମ ଦେଖୁଥିବି, ନହେଲେ କିଛି ନ ଦେଖି ଶୋଇ ପଡିବା କଥା। ହଁ ମତେ ଗୋଟେ ଖରାପ ଲାଗେ ଭାଇ, ସମସ୍ତେ ଏମିତି ଦେଖୁଛନ୍ତି, ହଁ କିଏ କରିଡରରେ ବସି ଗପୁଥିବ, କିଏ କଣ କରୁଥିବ, ଭାଇ ମୁଁ ବସିକି ଫୋନ ଦେଖୁଥିବି, ନହେଲେ କିଛି ନହେଲେ ଗପୁଥିବି କାହା ସହିତ ଗୋଟେ ସାଙ୍ଗ ସହିତ। ବସ ମତେ ଗୋଟେ ବହୁତ ହି ଖରାପ ଲାଗେ, ଆଉ କିଛି ନହେଲେ ଆଉ କିଛି ନହେଲେ ଲାଗେନି, ଆଉ ସବୁ ସମାନ ହିଁ ଲାଗେ। ଆମ କଲେଜରେ ତ ସେଇଥିପାଇଁ ଖରାପ ସିଚୁଏସନ କହିବି ନା ଭାଇ, ତୁ ହସିବୁ। ଲାଗେ। ଆମ ଏମିତି ଅଛି ନା 70% ପିଲାଙ୍କର ଥିବ ପିଅରିଂ ହେଲା। ତ ଓ ଭାବ ତୁ କ୍ୟାମ୍ପସ ରୁ ମାନେ କ୍ଲାସରେ ରହିବୁ, କ୍ଲାସ ରୁ ବାହାରିବୁ, ଦେଖିବୁ ସେଇଟା ହେଲା, ରୁମ ଯିବା ହଁ ଯାଏଁ ସେଇଟା ଦେଖିବା ଲାଗି ପଡିବ। ରାତିରେ ତ କହିଲୁ ସିଚୁଏସନ ଅଛି ଅବଭିୟସଲି ହେଲା, ଫେର ସକାଳୁ ଉଠିବୁ ସେଇଟା ଦେଖିବୁ। ତ ଭାଇ ଏତିକି ଦେଖି ମ୍ୟାନେଜ କରିବା ଭାଇ ବହୁତ ବହୁତ ଡିଫିକଲ୍ଟ। ବହୁତ ହି ବେକାର ଲାଗେ, ବହୁତ ହି ହେଟିକ ଲାଗେ। ହଁ ମାନେ ନଟ୍ ଇନ ଦ ହେଟିକ ଲାଗେ। ସେନ୍ସ, ହଁ ଯିଏ ଭାବୁଥିବ କି ଏମିତି ଡିଫିକଲ୍ଟ ଅଛି, ଆମ ଲାଗି କମନ ହଁ ଅଛି ସେମିତି ଏମିତି, difficult ଲାଗେ, ମାନେ ହେମିତି ନାଇଁ। ଆମ ଗୋଟେ ଏମିତି ବାକି ଗୋଟେ ଏଇଟ୍ ହଁ sarcasm way ରେ ହଁ ବାସ୍ ଏଇଟ୍, sarcasm way ରେ ବାସ୍ ହଁ ଏମିତି ଅଛି କି ସୋସିଆଲି ବହୁତ ଏତେ ନ୍ୟୁଟ୍ରାଲାଇଜ ଆଉ କମନ ହେଇଗଲାଣି ନା ଜିନିଷଟା, ହଁ ସେଇଥିଲାଗି ହଁ ମତେ ସେୟା ଆମେ ସକ୍ ରେ ଅଛୁ, ଡିଫିକଲ୍ଟ କହୁଛୁ କି ଭାଇ କଣ ଚାଲିଛି ହଁ ସେଇ ଟାଇପ ର। ବାସ୍ ସେୟା
एटा हमर 12th रे एतकी भी नथला 12th रे एमती थला ना बहुत सेक्लूडेड थला कि जणा अछि पूरा कॉलेज को जणा अछि कोन चलछि कोन नै सेमती थला बस 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 एबे एते टफ हे गेल ना कोन कहि भाई हैंडल करी किए कार भी जानि परिउन हला किए कार भी जानि परिउन हां हां अब मु तो एबे तो एमती अछि तो चाहू भी नथु कि मु जाने भाई एमती सिचुएशन हेतो भाई एते फ्रस्ट्रेटिंग हे गेल हेडा हेडा मु तो भाई एबे जे भी सेही गोटा कथा को मु कहले भाई थाउ हेतकी मते जानियार नै मो लाइफ रे बहुत स्ट्रेस अछि आउ दर दे ना मते स्ट्रेस देना भाई एते एते हलानी अच्छा एंड करियो अगरु गोटे दिटा अछि कॉमन जोटा हमें सब पॉडकास्ट करू हला गोटा हला टाइम कैप्सूल ऑब्वियसली टाइम कैप्सूल कोन बतोस त हला टाइम कैप्सूल इज लाइक तू तो लगे गोटे वीडियो पॉडकास्ट थ्रू रे छाड़ीबू तो फ्यूचर सेल्फ लगी तू एक्सपेक्टेशंस कहि परिबू किछि जिंस को तो फ्यूचर सेल्फ को किछि मैसेज दे परिबू या तो तू यू कैन टेक योर टाइम यू कैन थिंक ओवर इट हाउ कहि परिबू अरे हसियार कोन अछि क ओ भाई मिंत के बाज पर तो भाभी नहीं भाब 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 तू एड जाओ कहलु हां भाबिया कते सी विचार वे भाब किछि भी पर नॉट जस्ट एक्सपेक्टेशंस तू कहि पारू कि माने तू किछि मैसेज दे पारू जंते गोटे पॉडकास्ट थिला से भाई दैट इज मोस्ट लाइक सबुटु बड़ा पॉडकास्ट बोधे ता संगे मु करथिली 3.5 घंटा किछि पॉडकास्ट हेतला गोटे संग संग 3.5 घंटा 3.5 घंटा मु एग्जैक्ट मन नै बाकी हां समथिंग लाइक दैट हला बाकी मु गणी भी नै टाइम माने चलथला मु राती 11टा हे होला करू करू माने एंती किछि चलथला ता संगे करू करू बले से बढ़िया इनसे कहला कि कोन एटा कोन कहला मु फ्यूचर सेल्फ कहला कि फैमिली को टाइम देबू हला माने देखिबू माने कोन कहबू वियर्डली सैटिस्फाइंग गोटे कहि परिबू कहबी जे मु निजो निजे इंप्रूव करिया चाहछि फ्यूचर सेल्फ को निजो निजे इंप्रूव करिया चाहछि जो भी स्किल सेट अछि मो पकरे सेटा इंप्रूव करके आगु बढ़िया चाहछि आ किछि नै बस आ किछि नै कह आई वांट मोर एक्सपेक्टेशंस तू स्टार्टअप करिवू कोन कह मु तो चाहू छी कि ए लास्ट भाब तू करिवू केबे सक्सेसफुल हेलु ए वीडियो वायरल हबो ताबरे हला कि कहितलु तू जदि निजे कि भी केबे देखिवू ए पार्टटा हला भाबियो कि हां माने अछि तो अछि गोटे फ्यूचर रे गोटे गोटे सक्सेसफुल स्टार्टअप करिया पई जोटा कि अछि इमेजिनेशन अछि सेटा केते दूर माने पॉसिबल होचे एटा तो जाना नै सेटा तो जाना पड़िया आ केते 5-6 वर्ष परे पॉसिबल तो एटा भाई किछि जिंस गारंटी न था बाकी एटा कि तू मेहनत करिवू ऑब्वियसली हबो जदि हेलु माने आल्सो वी कुड आल्सो प्राउडली से ना कि गोटे संग अछि जे सीईओ ऑफ दिस कंपनी हला तापरे हमें भी कहि परिउ हां एस्पेडिस फिल्म्स भी हमें कहि परिउ ना भाई आमटे आगो जदि आगोटे कि एस्पेडिस फिल्म्स वाला भी जदि फेमस हे गेला हां हमें भी तो कहि परिउ मु दिने ता साथ पॉडकास्ट करथिली देखन दे जाय कि ता पॉडकास्ट मु ता साथ पॉडकास्ट करथिली हमें भी तो कभी कहि परिउ या बिफोर तू ये पॉसिबल है मोसे तो पॉसिबल है तो से तो पॉसिबल है भाई समस्त संगे पॉसिबल सेटा मु तो सेटा सब बेले कोए कि तो जतकी भी के डॉक्टर भरिबो कि फ्यूचर जनरेशन के भरिबो सब आम फ्रेंड सर्कल लो ही भरिबो सेटा कॉलेज हो स्कूल हो कोठी भी आम फ्रेंड सर्कल लो एंती नै कि आउरी के एक्स्ट्रा गोटे भरिबो जतकी प्रोफेशन अछि सब ये जने लॉयर थिबो कथा लागो का संगे ये थिबो केबे रियूनियन ने जदी ओडीएम केबे करे लागी तो कॉलेज केबे करेला रियूनियन सेतबेले लोक आसिले भी नै कि भाई गोइठा मारी के आसीबनी मते मन अछि भाई बहुत हेटरेड अछि हम कॉलेज सरे भाई सेटा गोटे जदी कथा लागि डिस्कशन बहुत लंबा डिस्कशन हो तारा विषय रे गोटे बस 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 सेटा हेडा हेडा हां या टाइम कैप्सूल हे गला एबे हला कि लास्ट किछि जदी पीस ऑफ एडवाइस मैसेज किछि जदी तो ऑडियंस को दबागु चाहिबू कहा को भी या मु ते एते बड़ भी हेई नै हला कि जे ऑडियंस माने किछि भी एडवाइस दे देख गोटे इनसे कोइ ना बड़ा हवार नै कि हेतले कि तो मु पॉडकास्ट भी मो फर्स्ट प्रेफरेंस ऑब्वियसली मु के देख मते मो कांटेक्ट रे बहुत अछंती लोक हला कांटेक्ट सेत के बे हे गलानी कि मु डाकी परिबी बाकी मोर मेन प्रेफरेंस काई थिला कि कॉमन लोक को डाकीबे कि तांको पर्सपेक्टिव जानिया कथा लाइफ ऑफ रे कोन एंड दैट इज इंपोर्टेंट बिकॉज़ कोइ लोक मु एटा सब ऑलमोस्ट सब पॉडकास्ट कहि छि कि भाई सक्सेसफुल लोकन को बहुत जगह तते बहुत किछि जिंस मिली जो हला गोटे कॉमन लोक काई कि देख सक्सेसफुल लोक तते कहिबोनी कि तू कॉलेज रे पैसा केंदे मैनेज करबी गोटे लोकटा तते ये कहिबोनी कि
मांडवी सर कहतो से लोक केबे तार फेलियर स्टोरीटा कहबनी सक्सेसफुल केबे तार फेलियर स्टोरी कहबनी ना सेटा तो फेलियर स्टोरी भी गोटे थिबो जोटा स्क्रिप्टेड थिबो कि गोटे ही स्टोरी थिबो जोटा से सब जे जगह रे कहूथिबो हमर जेंति हम स्क्रिप्टेड ही थिबो बस खाली आउट जगह रे कहू बोले हमर आउट स्टोरी भारिबो बरे हमें पूरा रियलिटी ये अछि ना सेते लागि गोटे ये हम पूरा पूरा भितरु कहू ना हम पूरा डायरेक्ट भितरु कहू हम किछि नै हां भाबी कहू हां बस स्क्रिप्ट नै किछि नै पूरा कॉमन पूरा चिल पूरा चलछि हेडा हाँ तो कह से हम कहूँ क ऑडियंस को जदी किसी मेसेज दवा को चाहिए तो हिसाब रे कि जोड़ा तते लगुच कि जदी ए जिंसटा मते के कहि थांता कि मु जदी जानि थांती ताले मते फायदा हि थांता इन एनी वे एमती कह गेले जदी मोर हिमती जानथन जदी स्टार्टअप करिया थिला अगुआ जदी माने कि जदी आईडिया दैथान एमती हई परियो बोली हां तो मु केबुडा आरंभ कर सेन माने अर्ली एज रे फर्स्टली जदी माने काहू भी एमती का पर किछि भी आईडिया अछि तम नियर एंड डियर के पकु जाई परिबो के ना के त जानि थिबे भी हां तंग पचेरी परियो तम आईडिया आरंभ कर परियो सब किछ कर परियो एमती नै जे खाली आईडिया टा खाली कॉलेज गला हबो बोली ता पूर्वरु भी थाई पारे किंतु माने ठीक एनवायरनमेंट मिलेनी बेल तो सेत में से माने ग्रो करि परंदे फर्स्ट कथा किंतु ट्राई करले तो सब किछ हेई परियो जानि थियो दरकार सब किछ किंतु आमे तो जान नथले एते किछ हमर एते नॉलेज नथला आमे कॉलेज आसी सब जानलु किंतु जदी के एडवाइस देथान जदी माने पूर्वरु पास्ट रे हेइथा ना जल्दी किछ हेइथा ना कोन सेटा मु किछ आईडिया अछि ग्रो करिया दरकार हां हां मेन मते एटा भाबे कि तमे जतकी छुआ बेलु जतकी जिंस एक्सप्लोर करिथिबो सेतिकी बेटर एबे मोर भी जदी आदित्यर सिचुएशन हिंदी बहुत लोग इवन मोर भी हिंदी सिचुएशन दिला बहुत लोग हिंदी सिचुएशन दिला हमें तमे क्लास 10 जाए तमे केंती कहबे कि तमे किछ पैशन अछि कि नै बहुत लोग कोनते ना मु पैशन जाननी ऑब्वियसली काहे तमे जतकी जिंस एक्सप्लोर ही करिनो जिंस सेटा हला कि तमे जतकी जिंस एक्सप्लोर करिवो आदित्य 12th रे गले मु भी सॉरी 12th परे जाय कि ता एंटरप्रेन्योरशिप ऊपर आईडिया हला ताको जाना पड़ला कि एमती किछ जिंसडा अछि तमे एतकी जिंस एतकी इजीली करि परिबो जोटा ता हिसाब रे बहुत इजी थिवो सेंती मोर जेंती मु भी एतकी जिंस जान नथली मु तू जेंती जानि छु मु कॉमन हमर केंती बहुत लो लेवल एंती वीडियो एडिट करथली फिल्म्स बनौथली तापर जेंती प्रॉपर जाना पड़ला केमती हबो तापर हम प्रॉपर बनैलु तो सेमती तमर को जिंस रे इंटरेस्ट अछि सेटा तमे सेबे जानिबो जेंती तमे से जिंसटा को एनकाउंटर करिवो सेटा हला एनकाउंटर करिवो त नेट रे गूगल पे तो सर्च करले आसीबो सब किछ आजकल आसी गल सब किछ हां हां आजकल तो सेटा आजकल तम पके सुविधा अछि कि तमे इंटरनेट ये रे तमे बहुत जिंस एक्सप्लोर करि परिवो हेटा जेंती एंड मोर बते के तो नथिले बस सेटा हला बते लगे नथिले कि आ एटा कि हम माइंड रे भी गोटे जिंस नथिला ए जिंस कि एमती भी किछ हेई पारे बस से जिंसटा मोर भी एटा थिला कि माने मोते भी एबे रियलाइज होची मु जाननी एते केते सत बाकी मते भी रियलाइज होची कि जदी मु टिके डिस्कवर करथांती कि तो हुए तो मु सीएस न नै कि बीबीए किछ बिजनेस रिलेटेड करि परथांती मते भी इंटरेस्ट होची कि आउ किछ लाइन नै परथांती फॉर दैट मैटर तो सेटा बहुत इंपोर्टेंट कि तमे निज पैशन डिस्कवर करो सेटा केबे हबो जते तमे एक्सप्लोर करिवो जतकी जिंस एक्सप्लोर करिवो हुए तो कार पैशन ट्रैवलिंग ही पारे आ हुए तो पेरेंट्स सपोर्ट भी करिवेनी दैट डजंट मीन कि यू शुड गिव अप हला बहुत लोक अछंती भाई बहुत लोक तो मते कहंती कि पेरेंट्स सपोर्ट करंतनी आ कॉमन जिंस नॉट इवन ओडिया पेरेंट्स सब इंडियन पेरेंट्स सेंती ही अछंती बस आ सेटा हला सब पेरेंट्स काई सपोर्ट करियो मु फर्स्ट का कोई काई सपोर्ट करियो तमे किछि रिजल्ट ना देखला पसन केई सपोर्ट करियो फर्स्ट का हां खाली हां खाली कहि परन हम सपोर्ट करियो बोली केई सपोर्ट करन दे लास्ट पर्यंत सीरियसली रिजल्ट के आउटकम आसिन ना बस रिजल्ट के आउटकम किछि आसिन ना से पर्यंत केई सपोर्ट करन हां बहुत रीजन अछि गोटे हला त आउटकम तोर आउटकम जदी आसुनी हला आ सेटा भी सेही जिंसटा तमे बुझुछ कि हां जिंसरे हेतकी जल्दी आउटपुट आसे नै जेंति तू सपोज गोटे बिजनेस खोलछु तू घरे कहबो कि मु बिजनेस खोलछि बोले कहबो हो जा कर किछि नै हला फर्स्ट ईयर रे किछि जीरो प्रॉफिट सेकंड ईयर जीरो प्रॉफिट तांको तो लागियो ना तू लॉस रे जाउछु तांको लागि तो सेटा लॉस थिबो कि तू सेही भितरे तो एक्सपेंशन होची तो केते जिंस बिजनेस भितरे होची सेही जिंस सामाने बुझिबेनी आ एटे जिंसटा कि तुमको एक्सेप्ट सेही जिंसटा करिया कथा कि आवर पेरेंट्स आर लाइक दैट इंडियन पेरेंट्स आ सब बेले झगड़ा हेंती करिया कथा ना मु देखि जे बहुत जण कोंती कि झगड़ा करी कि एंती यू नो तमे जदी करछ इफ यू भाई बहुत मोटिवेशनल स्पीकर देखि इफ यू आर पैशनेट यू शुड डू व्हाटएवर यू वांट नहीं ठीक अछि एट द एंड समान पेरेंट्स समान तम लागि मेहनत करचंदी जदी ओनली रीजन दे आर नॉट अंडरस्टैंडिंग यू जदी तुमको सेटा लागु सेटा कि समान हेतकी अवेयर नाथि से तमे जो लाइन रे एक्ट करछ एबे मु जाई कि मो पेरेंट्स को कहबी कि मु गोटे फिल्म बनेबी ऑब्वियसली दे विल थिंक दैट आई एम मैड दैट इज
बस तांगा नियर एंड डियर सोसाइटी रे केही भी बस हिंती बस नाहंती बस बस ସେମାନେ ଦେଖିଛନ୍ତି ପିଲା ପାଠ ପଢିକି ଇଞ୍ଜିନିୟର ହୁଅନ୍ତି, ସେମାନେ ଦେଖିଛନ୍ତି ପିଲା ପାଠ ପଢିକି इंजीनियर ଡକ୍ଟର ହୁଅନ୍ତି, डॉक्टर बस ସେମାନେ ଦେଖିନାହାନ୍ତି କି କୋଉ ପିଲା ଆଜି ଅଧାରୁ କଲେଜ ଡ୍ରପ କରିକି ଯାଇକି ବିଜନେସ ଖୋଲିଛି, ସେମାନେ ଦେଖିନାହାନ୍ତି ସେଇ ଜିନିଷଟା, ଅବଭିୟସଲି ଦେ ୱିଲ୍ ନଟ୍ ବି अवेयर। बस 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 ସେଇଟା देखि तो जदि खाली न्यूज एंड मीडिया रे आउ किछ न्यूज नाही एंड रियल मीडिया लाइफ रे केबे देखिना ସେଇଟା हां ହୁଏ ନା कि जेहेतु ସେମାନେ ଆମକୁ ବ୍ରିଙ୍ଗ ଅପ୍ କରିଛନ୍ତି, ସେମାନଙ୍କୁ ଅବଭିୟସଲି ଲାଗିବ कि ଇଏ କରିପାରିବନି, ଅବଭିୟସଲି थिंकिंग ଥାଏ, हां नॉट इन द नेगेटिव सेंस, ବାକି ତାଙ୍କୁ हां ଲାଗେ कि जे करछि से बहुत एक्स्ट्रा ऑर्डिनरी किछि गोटे जिंसटा करथिबो, तांको जणा नै कि हां आम भितर ऑब्वियसली आमे निजे एक्सेस करि परिबो गोटे लिमिट परे, ऑब्वियसली पेरेंट्स माने बेटर जानନ୍ତି तुमको, बेटर जानନ୍ତି बाकी समस्तंटु, किंतु तमे निजे को सबुट बेटर एक्सेस करि परिबो कि तुमको कोन करबा अछि कोन नै, हां सेटा ऑब्वियसली भल लागिला आदित्य, थैंक यू फॉर कमिंग हला एतकी थैंक यू फॉर कॉलिंग मी थैंक यू फॉर कॉलिंग मी बहुत थैंक यू फॉर मेकिंग मी सो ग्रेट it is your said है ना, it is just a starting of greatness, it is not great I would say, ठीक है, starting of greatness। मु तो चाहूची कि जतकी जण पॉडकास्ट आछंती, जतकी जण भी देखुचंती, सबु किछ ना किछ करंतु हला, तापरे हां हेले हां तापरे हो ना कि भाई तापरे लेंगे मोर वैल्यू किछि होबो कि पॉडकास्ट रो वैल्यू किछि होबो, हेंती एबे हिसाब रे तो हां गोटे कॉमन टॉक, बट जदी जाई कि जे हां सक्सेसफुल करचंती हेंती नै कि मु चाहुनी कि किए जाई कि एबे सपोज मोर एक्सपेक्टेशन कहबी, मु स्ट्रेट फॉरवर्ड मु एंती एक्सपेक्ट करिबिनी कि एबे आदित्य जाई कि नेक्स्ट फेसबुक रो सीईओ हो कि नेक्स्ट किछि सेही टाइप रो हां कंपनी बस नो, बाकी किछ सी नल तो मिनिमम बस तो गुटे मिनिमम हां बस बस मिनिमम बस बाकी एटा कि सीए लाइफ रे तार जो एक्सपेक्टेशन ताकू जदी मीट करि पारला, तार डेफिनेशन ऑफ सक्सेस को जदी से एक्वायर करि पारला, ऑब्वियसली आई वुड बी मोर हां देन हैप्पी हला, थैंक यू फॉर कमिंग टाइम देलु हला, तोर भी बहुत काम अछि समस्त, वी आर ऑल बिजी यू नो कोन कहि आउ हे जाय गोटे लिमिट पर कॉलेज रे सेटा ना कि तुम एबे मु हां चाहिले टाइम वेस्ट करि परिबी, बाकी एटा कि टाइम हां मैनेजमेंट सिखिया कथा, हेतकी काम अछि हला, से ऑब्वियसली एबे हां आमे दियण सांग जतले कथा लागिबो, ऑब्वियसली तू मु ताऊ कहबी कि किछ काम करनु, सी भी कहबो मु किछ काम करनी, बट ऑब्वियसली वी ऑल नो दैट समवेयर इन हां द हार्ट कि काम अछि समस्तुंटु हला, आमे किछ काम बस करूचे बस हां बस बस फोन एटा रखिला पर ही कथा सरला पर बस काम करबा काम हां करछु, और सेटा बुझिबा दरकार तुमको कि हां जणे काम हां करछि, तुमको भी तमे जदी भाबियो कि हां ये कहूची मु काम करनी, मु भी काम करिवेनी, यू आर इन द वर्स्ट लॉस, यू आर इन द वर्स्ट लॉस हला, बस सती कथा हेती कथा, तो हेते लगी समस्त निजे निजे काम करचंती, यू शुड आल्सो प्रिपेयर योरसेल्फ फॉर व्हाटएवर यू आर ट्राइंग टू अचीव इन द वर्ल्ड, ओके थैंक यू आउ थरे हला, जहा को जदी जो माने पॉडकास्ट देखुचंती जदी भल लागिला को हम मानंगु हला, जोठी भी देखुचो यूट्यूब रे देखुचो, स्पॉटिफाई रे सुनुचो, कोठी भी देखुचो हला, लेट अस नो if you want to know anything more about from us हला, आदित्यर सोशल मीडिया हैंडल्स तळे थिबो, डिस्क्रिप्शन में थिबो, जाई के फॉलो करि परिबो, देखि परिबो, तमे आदित्य किछ पर्सनल क्वेश्चंस करिवा छै, एनीथिंग रिलेटेड टू एंटरप्रेन्योरशिप और एनीथिंग फॉर दैट मैटर व्हिच यू थिंक he could answer, go do DM him, एबे से आंसर करिवो कि नै सेटा मु कहि परिबिन, सेटा ता ऊपर डिपेंडेंट हला, आंसर बाकी कहीं करिवेनी भाई ना काम थाए आंसर ऑब्वियसली, बट गिव हिम टाइम, हेंती नै कि मु गोटे पॉडकास्ट एटा विषय कथा भी लागिचो हमें पूरा पर्टिकुलरली कि जणे सपोज हां डीएम फटकन आंसर करने तो भाबिबनी कि तार ईगो अछि किछ नै, ऑब्वियसली तार हां निजर टाइम अछि, तार गोटे शेड्यूल अछि, आ तुमको भाबिया कथा कि से ताको शेड्यूल हेतकी महत्व अछि हला, and हां obviously he will answer if not in 24 hours, in 48 hours or in some time हला, थैंक यू मजा लागिला हला, आउ थरे जदी ऑडियंस मान को बहुत डिमांड रहइबो हला करिवा आउ थरे हला, ऑब्वियसली हां हां बस तो से हला तो କଥା ହେଇକି ବି ବହୁତ ବଢିଆ ଲାଗିଲା मैं बहुत दिन परे ଏତେ by ଗ୍ରେଟ୍ the way ମାଇଣ୍ଡ बस ପିପୁଲ ଗ୍ରେଟ୍ ମାଇଣ୍ଡ it is not great minded people, I would call it, we are like minded people हला, ଆଉ ତମ ଲାଇଫ ରେ ହଁ ହେତକି ଦରକାର, you do not ତମେ ନା ବହୁତ ଲୋକ ଭାବନ୍ତି କି ତମେ ବି ଭାବିବନି କି ମୁଁ ଯାଇକି ଯଦି ଫେସବୁକ୍ ସିଓ ସାଙ୍ଗରେ ମୁଁ ମୋ ସାଙ୍ଗ ଥାନ୍ତି ନା ତାହେଲେ ମୁଁ ଏତକି ଇମ୍ପ୍ରୁଭ କରିଥାନ୍ତି, obviously that is not हला, ସମସ୍ତେ ତମକୁ କୋଉଠି ନା କୋଉଠି बस ଜିରୋ ହିଁ ଆରମ୍ଭ बस କରିଥାନ୍ତି बस बस ସମସ୍ତେ ଜିରୋ ହିଁ ଆରମ୍ଭ हाँ କରିଥାନ୍ତି जीरो आराम करता आउट है कि तुम लाइफ रे लाइक माइंडेड पीपल खोजो हला, तुम फ्रेंड सर्कल ହଁ एंती बनाओ कि जे लाइक माइंडेड थिबो हला, तुम दुनिया समस्त संग सब टाइप रो लोक संग कथा लागो, बाकी तुम फ्रेंड सर्कल एंती थिबा कथा कि जो लाइक माइंडेड थिबो, जो तुमको हेल्प करिवे तुम वे रे, बस दैट्स इट, आउ कोन कहबी, या with that said I will meet you in the next episode, until then this is Rahul Naik signing off, bye bye।